हरे कृष्ण। प्रभु आरंभ करते आपण। नमो विष्णुपादाय कृष्णाय भगवते स्वामी नारायण। नमस्ते सरस्वती देवे गौरवाण प्रचारिणे निर्विशेष शून्यवाद पश्चात देश कार्य। जय श्री कृष्ण कृष्ण हरे कृष्ण 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 हरे 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 राम राम राम। ओ सुबुद्धि ठीक रे। प्रभु जी टिके स्लो हो टिके जदि लाउड होता टिके बढ़िया लगता। नहीं ठीक है कैमरा दूर अच्छी तो चलिए। हाँ हाँ ठीक है। हरे कृष्ण हम लोग सुबुद्धि तरह ठीक है क्लियर। हाँ हाँ टिके ना ठीक है। हाँ प्रभु आगे जी एबे आगे क्लियर सुविला पे बढ़िया से। हाँ तो आज हमको कही व्यासदेवଙ୍କର प्रतिनिधिଙ୍କର गुण कीर्तन करिया माने भक्तଙ୍କର विशेष करी गुण कीर्तन केंद्र करिया। व्यासदेवଙ୍କର प्रतिनिधि हेले गुरुदेव ଆଉ ତାଙ୍କର प्रतिनिधि हेले भक्त मान जेते भक्तଙ୍କର गुण कीर्तन करिया। तो ଆମେ ଦେଖିବା ଯେ ଭାଗବତରେ ଆସୁଛନ୍ତି ଯେତେ ଭକ୍ତ ମାନେ ସବୁବେଳେ ଭଗବାନଙ୍କର संग छाड़ी भक्त को संगटा को बहुत प्रार्थना कर आगु आगु आसो भृतासुर चरित्र देखा प्रार्थना कले प्रभु मु आपण को दर्शन करी आपण को बहुत लॉस है जहाँफल कि मत असुरजनी प्राप्त पड़ा। तो भागवत आसो आगु तो सी कहला आपण संग ना भगवान को सामने से भक्तर संग मागिले। भृतासुर भगवान दर्शन करिकी से कहले मोर लॉस है जहाँफल मत असुर निंदा कली शिवजी पार्वती जहाँ आगु आसो लास्ट से भगवान सामने भगवान को पाई से कहला मोर भक्त संग दरकार। ध्रुव महाराज से भागवत आसो भगवान को डायरेक्ट दर्शन करके पाई तथि भी लास्ट बड़ भक्त संग भगवान पाखे सब तो आज जो विषय आम आलोचना करवा तो भक्त गुण कीर्तन। तो मुख्य कथा हूँ भक्त एत इम्पोर्टाट रही आम देखा भागवतम आगू आसवे अम्बरीश चरित्र देखा सेठार आम शिखिपार जे अम्बरीश महाराज दुर्वासा ऋषि से लास्ट देखा जे एते तपस्वी दुर्वासा ऋषि किंतु लास्ट रे भक्त पाखे अपराध कर दोष देखार से केमती किसी भक्त अपराध कले के असुविधा है भागवत आगू देखा पड़े। तो ये आम भक्त गुण कीर्तन कले आमर भजन पढ़ुले जे शुद्ध भक्त चरण रेणु भजन अनुकूल भक्त सेवा परम सिद्धि प्रेम प्रतिकार मूल। भक्त सेवारे ही भक्त भल पाइले प्रेम टा आम चाहूँ कृष्ण प्रेम पाइबा
ଭକ୍ତି ଠାକୁର କହିଲେ ଭକ୍ତ ସେବା ପରମ ସିଦ୍ଧି, ପ୍ରେମ ଲତିକାର ମୂଳ। ପ୍ରେମ ପାଇବାର ମୂଳ ହେଲା ଭକ୍ତଙ୍କୁ ଆମେ କେମିତି ଭଲ ପାଇବା। ଆମେ ଗୁରୁଜନଙ୍କୁ ତ ଭଲ ପାଉଛେ, ଏଇଟା କିଛି କହିବାକୁ ପଡିବନି। ଭଗବାନ ତ ଭଲ ପାଉଛେ, ସେଟା ଆଉ କିଛି କହିବାକୁ ପଡିବନି। ଆମର ତ ସତ ଅଛି ସେଇଟା ଗୋଟେ ବଡ କଥା ନାହିଁ। ଗୁରୁଜନଙ୍କୁ ତ ଆମେ ପ୍ରଣାମ କରିବା, ଆଉ ଭଗବାନ ତ ଭଲ ପାଉଛେ, ସେଟା ବଡ କଥା ନାହିଁ। କିନ୍ତୁ ଭକ୍ତଙ୍କୁ, ଭକ୍ତ ନାହିଁ ଯେ ହଁ ଯେ ହଁ ଭକ୍ତ ମାନେ ଯେ ତୁଳସୀ ମାଳ ପିନ୍ଧୁଛି ଭକ୍ତ, ତାଙ୍କୁ ହଁ ଭକ୍ତ। କିନ୍ତୁ ଆଉ ଯେତେ ଯେ ସେ ଏତେ ସେତେ ଆମର ଇଏ ଆସୁନି। କିନ୍ତୁ ଆମେ ଦେଖିବା ରଘୁନାଥ ଦାସ ଗୋସ୍ୱାମୀ, ରଘୁନାଥ ଭଟ୍ଟ, ଚୈତନ୍ୟ ଚରିତାମୃତ ଗୋଟେ ଟପିକ ପଢୁଥିଲି ମଝିରେ। ରଘୁନାଥ ଭଟ୍ଟ ଜଣେ ଥିଲେ, ସେ ସବୁ ଭକ୍ତଙ୍କୁ ସେବା ମାଗୁଥିଲେ। ଚୈତନ୍ୟ ଚରିତାମୃତରେ ଆସିବ। ଆଉ ଜଣେ ଚୈତନ୍ୟ ଚରିତାମୃତରେ ଥିଲେ ଯେ ଭକ୍ତ ଝାଡୁ ଠାକୁର, ଝାଡୁ ଠାକୁର ଜଣେ ଥିଲେ, ସେ ସବୁ ଭକ୍ତଙ୍କର ପାଦ ଧୂଳି ନଉଥିଲେ ଆଉ ଉଚ୍ଛିଷ୍ଟ ପାଉଥିଲେ। ତେଣୁକରି ଆମେ ଦେଖିବା ଯେ ଲାଷ୍ଟରେ ସେ ପୁରୀ ଆସିଲେ, ଚୈତନ୍ୟ ମହାପ୍ରଭୁ ସ୍ୱତଃ ତାଙ୍କୁ ଏଇ ଉଚ୍ଛିଷ୍ଟ ଦେଇଛନ୍ତି। ତ ଏଇ ଭକ୍ତ ସେବାଟା, ଭକ୍ତଙ୍କୁ ଭଲ ପାଇବାଟା ଆଉ କେତେ ଗୁରୁତ୍ୱପୂର୍ଣ୍ଣ। ଆଉ ଭକ୍ତଙ୍କୁ ଯଦି ଏ ପ୍ରୀତି ନ ଆସିଲା, ଆମେ ଦେଖିବା ଯେ କେତେ ଅସୁବିଧା। ଆମେ ଭାଗବତରେ ଆମେ ନବମ ସ୍କନ୍ଧରେ ଅମ୍ବରୀଶ ମହାରାଜଙ୍କ ଚରିତ୍ର ଦେଖିବା। ଦୁର୍ବାସା ମୁନିଙ୍କୁ କେତେ ଅସୁବିଧା ଭୋଗ ଇଏ କରିବାକୁ ପଡିବ। ଶିକ୍ଷା, ତାଙ୍କ ଦ୍ୱାରା ଆମେ ଶିକ୍ଷା ଲାଭ କଲେ। ସୁଦର୍ଶନ ଚକ୍ର, ଆଉ ପୁରା ସମସ୍ତେ ପାଖକୁ ଫେରି ଆସିଲା ପରେ ଲାଷ୍ଟ ଏଠୁ ନିଜେ ଭଗବାନ ବୈକୁଣ୍ଠରୁ ମିଶି ଫେରେଇ ଦେଲେ। ସେଇ ଭକ୍ତ ହଉଛନ୍ତି ସେ ଗୁରୁତ୍ୱପୂର୍ଣ୍ଣ ଆମ ଜୀବନରେ। ତ ଭକ୍ତମାନଙ୍କୁ ଆଉ କେମିତି ବେଶୀ ଭଲ ପାଇବା, ଆଉ ଜାଣିବା ଦରକାର ଯେ ଅସୁବିଧାଟା ଭକ୍ତି ମାର୍ଗରେ କୋଉଠି ଅଛି। ତ ଭକ୍ତି ମାର୍ଗରେ ଅସୁବିଧା ରହୁଛି ଏଇଠି, ଅପରାଧ, ଦୋଷ ଦେଖିବା। ଦୋଷ ଦେଖିବାଟା ସବୁଠୁ କୁହାଯାଇଛି ଭକ୍ତି ମାର୍ଗରେ। ଯେମିତି ରୋଗ ଅଛି, ସବୁ କ୍ୟାନ୍ସର ଅଛି, ଆଉ ହାର୍ଟ ଚୋକ୍ ହେଇଗଲା, କିଛି କାମ କରିବନି। ସେମିତି ଯଦି ଦୋଷ ଦେଖିବା ରହିଯିବ, ତାହେଲେ ଆମର ଭକ୍ତି ମାର୍ଗରେ ବ୍ରେକ୍ ଲାଗିଯିବ, ଆଉ ଯାହା ଫଳରେ କି ଆମେ ହରେ କୃଷ୍ଣ ପ୍ରଭୁ ଶୁଭୁଛି? ହଁ ଶୁଭିଲା, କଟି ଯାଇଥିଲା। ପ୍ରଭୁ ପଟିଆଲା ଟେ ଶୁଭୁଛି ଏବେ? ହଁ ଶୁଭୁଛି। ହଁ ପ୍ରଭୁ ଶୁଭୁଛି। ହରେ କୃଷ୍ଣ। ହଁ ଶୁଭୁଛି। ତ ଏଇ ଯଦି ନେଟୱାର୍କ ଲୋ ରହୁଛି ତାହେଲେ ଟିକେ ଝରକା ପାଖକୁ କି ବାହାରକୁ ପଳାନ୍ତୁ। ଝରକା ପାଖରେ ବସନ୍ତୁ, ଝରକା ଯୋଉଠି ଖୋଲା ଥିବ। ପ୍ରଭୁ ଶୁଭୁଛି ଏବେ ନା କ୍ଲିୟର ଶୁଭୁନି ପ୍ରଭୁ? ନାଇଁ କ୍ଲିୟର ଶୁଭୁଛି ଯେ, ମାନେ ଆପଣ ନେଟୱାର୍କ ଲୋ ରହୁଛି ତ ଝରକା ପାଖକୁ ପଳାନ୍ତୁ, ନହେଲେ ବାହାରକୁ ପଳାନ୍ତୁ, ଘର ବାହାରକୁ। ହଁ।
ଶୁଭୁନି କ୍ଲିୟର। ପ୍ରଭୁ ଏବେ ଶୁଭିଲା? ହଁ ହରେ କୃଷ୍ଣ ପ୍ରଭୁ। ଆଜ୍ଞା ଶୁଭୁଛି। ହଁ ତ ଆମ ଜୀବନରେ ଭକ୍ତି ମାର୍ଗ ଦେଖିବା ଯେ ଆମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆମେ କେମିତି ଭକ୍ତଙ୍କ ପାଖରେ ସେବା କରିବା ଓ ତାଙ୍କୁ ବେଶୀ ଭଲ ପାଇବା। ଏଇଟା ହଉଛି ଆମର ଭକ୍ତି ମାର୍ଗରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେହେତୁ ଆମେ ଜୀବନ ସାରା ସବୁବେଳେ ଭକ୍ତଙ୍କ ପାଖରେ ରହିବା, ତେଣୁକରି ଆମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର ଯେ କିନ୍ତୁ ଭକ୍ତଙ୍କୁ ଆମେ କେମିତି ଭଲ ପାଇବା। ଆଉ ଭକ୍ତ ମାର୍ଗଟା ଆମେ ଦେଖିବା ଯେ କେତେ ସେଇଠି ଯଦି ଆମର କିଛି ଅପରାଧ ହୁଏ ତାହେଲେ ଭକ୍ତି ମାର୍ଗରେ ଆମର ବ୍ରେକ୍ ପଡିଯାଏ। ଆମେ ଯୋଉଟା କହୁଥିଲୁ ଯେମିତି ସବୁଠୁ ବଡ ରୋଗ ହେଲା ଯେ ଆମର ଶରୀରରେ ରୋଗ, କିନ୍ତୁ ତାଠୁ ସବୁଠୁ ବଡ ଦୁଃଖ ହେଲା ଭକ୍ତଙ୍କ ପାଖରେ ଆମର କିଛି ଦେଖିବା। ସେଟା ଆମେ ଜାଣିଲେ ଆମେ ଦୋଷଟା ଆମ କଣ ଆମେ ଜାଣିଲେ ତାକୁ ଯାଇ ସତର୍କ ହବା। ଅପରାଧ ଟା କଣ? ଜଣେ ପ୍ରଭୁ କୁହନ୍ତି ମାନେ ଅପରାଧ ଟା ଏତେ ଯେ ବିଷଠୁ ଆହୁରି କଷ୍ଟଦାୟକ। ବିଷ ତ 2 ଘଣ୍ଟା କଷ୍ଟ ଦବ, କିନ୍ତୁ ଅପରାଧ ଟା ମୃତ୍ୟୁ ହବନି ଆଉ ତାଠୁ ଆହୁରି କଷ୍ଟ ଦବ। ତ ଅପରାଧ ଟା ଆମେ ଜାଣିଲେ ଆଉ ଭକ୍ତଙ୍କ ପାଖରେ ଅପରାଧ ଟା ଆମେ ଜାଣିଲେ ତାକୁ ଚାହିଁକି ଆମେ ସତର୍କ ରହିବା। ତ ଭାଗବତରେ ଆମେ ଦେଖିବା, ଚୈତନ୍ୟ ଚରିତାମୃତ ଦେଖିବା, ଯେତେ ଭକ୍ତଙ୍କର ପ୍ରାର୍ଥନା କରାଯାଇଛି, ଭଗବାନ ପ୍ରାର୍ଥନା କରିଛନ୍ତି ସମସ୍ତେ ପ୍ରାୟ ଭକ୍ତ ମାନଙ୍କୁ ସଙ୍ଗ ପ୍ରାର୍ଥନା କରିଛନ୍ତି। ତା ଜୀବନର ଲକ୍ଷ୍ୟ ରହିବା ଦରକାର ଯେ ଆମେ କେମିତି ଭକ୍ତଙ୍କୁ ଭଲ ପାଇବା। ଏଇଟା ବେଶୀ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି। ଆଉ ସେଟା ବି କହୁଥିଲେ ଯେ ଭକ୍ତି ଠାକୁର ଶେଷରେ ଲେଖିଛନ୍ତି ଯେ ଭକତ ସେବା ପରମ ସିଦ୍ଧି ପ୍ରେମ ଲତିକାର ମୂଳ। ତ ପ୍ରେମ ପାଇବାକୁ ହେଲେ ଆମର ଭକ୍ତଙ୍କର ସେବା ରହିବା ଦରକାର। ଏଇଟା ସବୁବେଳେ ଭାବନା ରହିବା ଦରକାର। ଆଉ ଜଣେ ପ୍ରଭୁ କହୁଥିଲେ ମୁଁ ଶୁଣୁଥିଲି ଯେ ଭକ୍ତି ବିନୋଦ ଠାକୁର ମିଶେ ଏମିତି ସବୁ ଜଣେ ପ୍ରଭୁ କହୁଥିଲେ ତାଙ୍କ ପତ୍ନୀଙ୍କର ବି ସେ ଉଚ୍ଛିଷ୍ଟ ପାଉଥିଲେ। ଜଣେ ପ୍ରଭୁଙ୍କ ଲେକ୍ଚରରେ କହୁଥିଲେ ଶୁଣୁଥିଲି। ମୁଁ ସେ କଥାବାର୍ତ୍ତା କେମିତି ନା ଏଇଟା ଗୋଟେ ବଡ କଥା କଣ, ଯଦି ସ୍ଵୟଂ କୃଷ୍ଣ ରାଧାଣୀଙ୍କର ଚାହୁଁଥିଲେ ସେବା କରିବାକୁ ଚାହୁଁଥିଲେ, ତେଣୁକରି ଆଉ ଭକ୍ତି ଠାକୁର ତ ଯେତେ ଯେତେ ମହାନ ଭକ୍ତ ଦେଖିବା ସେ ସବୁବେଳେ ଭକ୍ତ ସେବା ମାଗୁଛନ୍ତି। ଭକ୍ତି ଠାକୁର କହନ୍ତି ଯେ ସେ ପ୍ରାୟ ତିଳକ କରନ୍ତିନି, ମାନେ ସେ ନିଜକୁ ବୈଷ୍ଣବ ବୋଲି ଭାବନ୍ତିନି। ଯେ ଉଚ୍ଚ ସ୍ଥିତିକି ଯାଏ ତାଙ୍କ ଲକ୍ଷଣ ହେଲା ଏଇଭଳିଆ ଦେଖିବା ଆମେ। ଯେମିତି ଆମେ ଅମ୍ବରୀଶ କଥା କହୁଥିଲେ ଭାଗବତରେ, ଅମ୍ବରୀଶ ନିଜକୁ ଭକ୍ତ ବୋଲି ଭାବୁନଥିଲେ, ତେଣୁକରି ସେ ଦୋଷ ଦେଖୁନଥିଲେ। ଯେତେବେଳେ ଦୁର୍ବାସା ଋଷି ନିଜକୁ ଭାବୁଥିଲେ ହଁ ମୁଁ ତପସ୍ୱୀ, ମୁଁ ଜ୍ଞାନୀ, ମୁଁ ଭକ୍ତ, ତେଣୁକରି ସେ ଦୋଷ ଦେଖୁଥିଲେ। ଦେଖିଲେ ଆମେ ନିଜକୁ ଭାବିବା ଆମ ଭକ୍ତ, ତାହେଲେ ଅନ୍ୟଙ୍କୁ ଭାବିବା ହଁ ସିଏ କର୍ମୀ, ସେ ତାହେଲେ ଦୋଷ ଦେଖିବା। ଆଉ ଗୋଟେ ଚୈତନ୍ୟ ଚରିତାମୃତ ଆମେ ପଢୁଥିଲେ ଯେ ରଘୁନାଥ ଭଟ୍ଟ ଗୋସ୍ୱାମୀ ସେ କୌଣସି ଭକ୍ତଙ୍କର ଦୋଷ ଦେଖୁନଥିଲେ। ସେ ଦେଖୁଥିଲେ ଜଣେ ଯଦି ମାୟାର ସେବା କରୁଛି, ଏମିତି ପ୍ରବାଦ ଲେଖିଛନ୍ତି ସେ ଭାବାର୍ଥରେ, ଜଣେ ଯଦି ମାୟାର ସେବା କରୁଛି ତାହେଲେ ସେ ଇନଡାଇରେକ୍ଟ ସେ ଭଗବାନଙ୍କ ସେବା କରୁଛି। କାରଣ ମାୟା ଯେହେତୁ ଭଗବାନଙ୍କର ଦାସୀ, ତ ଇନଡାଇରେକ୍ଟ ସେ ଭଗବାନଙ୍କ ସେବା କରୁଛି। ତ ତତ୍ଵ ଦୃଷ୍ଟିରେ ଦେଖିଲେ ସେଇଭଳିଆ ଆମେ ଯଦି ଏଇଭଳିଆ ଦୃଷ୍ଟିରେ ଦେଖିବା, ତାହେଲେ ଆମେ ଅନ୍ୟର ଆଉ ଦୋଷ ଦେଖିବାନି। ଆନନ୍ଦ ଆସିବ, ସମସ୍ତେ ଭଗବାନ ସେବା କରୁଛନ୍ତି। ଆମେ ଯେତେ ଏବେ ଏଠି ବ୍ୟବହାର କରୁଛେ ମୋବାଇଲ, ସବୁ ଯେତେ ସବୁ ଜିନିଷ ବୈଜ୍ଞାନିକ ପଦ୍ଧତି ଆମେ ବ୍ୟବହାର କରୁଛେ, ସବୁ ଜିନିଷ ତ ମାନେ ଅଭକ୍ତ ମାନେ ଇଏ ବାହାର କରିଛନ୍ତି ଯୋଉ
ତାହେଲେ ଏଇ ଦୃଷ୍ଟି ଦେଖିବା ଯେ ହଁ ତାଙ୍କ ଦ୍ଵାରା ଆମେ କେତେ ଉପକୃତ ହେଇପାରୁଛୁ, ତାଙ୍କ ସେବାଟା ମାନେ କେତେ ଗୁରୁତ୍ୱପୂର୍ଣ୍ଣ, ମାନେ ଅନ୍ୟକୁ ଇଏ ଦୃଷ୍ଟି ଦେଖିବା। ଏଇଟା ମୁଁ ପଢୁଥିଲି ଚୈତନ୍ୟ ଚରିତାମୃତରେ ରଘୁନାଥ ଭଟ୍ଟ ଗୋସ୍ୱାମୀ ସବୁବେଳେ ସେ ଦେଖୁଥିଲି ଯେ ସମସ୍ତେ ଭଗବାନଙ୍କ ସେବା କରୁଛନ୍ତି। ଏ ପ୍ରଭୁପାଦ ଭାବାର୍ଥ ଲେଖିଛନ୍ତି ଏଇଟା। ଯଦି ଜଣେ ମାୟାର ସେବା କରୁଛି ତାହେଲେ ସେ ଭଗବାନଙ୍କର ଇନଡାଇରେକ୍ଟ ସେ ଭଗବାନଙ୍କ ସେବା କରୁଛି। ଶୁଭୁଛି ଟିକେ କ୍ଲିୟର ଏଥର ଟିକେ ଅମୃତ ପ୍ରଭୁ ଶୁଭୁଛି? ହରେ କୃଷ୍ଣ। ଆଜ୍ଞା ଆଜ୍ଞା ପ୍ରଭୁଜୀ। ହଁ ଆଜ୍ଞା। କ୍ଲିୟର ଶୁଭୁଛି ନା ଟିକେ ଟିକେ? ହଁ ହଁ ନାଇଁ ପୁରା କ୍ଲିୟର। ହଁ ଠିକ ତ ଠିକ ଶୁଭୁଛି ବାବୁ, ଏଇଟା କୁହନ୍ତୁ। ଆମର ଜୀବନର ଲକ୍ଷ୍ୟ ରହିବା ଦରକାର। ଜୀବନ ଲକ୍ଷ୍ୟ ରହିବା ଦରକାର। ମୋର ଜୀବନ ଲକ୍ଷ୍ୟ ହେଲା ମୁଁ କେମିତି ଭକ୍ତଙ୍କୁ ଭଲ ପାଇବା। ଭକ୍ତଙ୍କୁ ଭଲ ପାଇବା ଠିକ ଅଛି, ଏରା ହେଇଯାଉଛି ଟିକେ ଟିକେ। ତାଠୁ ଆହୁରି ଦେଖିବା ଯୋଉମାନେ ଭକ୍ତ ନୁହନ୍ତି ତାଙ୍କୁ ହିଁ ସେ ଭଲ ପାଇବା। ସେ ଯୋଉ ଭକ୍ତିନାଥ ଠାକୁର ତିଳକ କରୁନଥିଲେ, ନାଇଁ ମୁଁ ତିଳକ କଲେ ମୁଁ ବୈଷ୍ଣବ ହେଇଯିବି, ମୋର ଭାବ ଆସିବ ଯେ ମୁଁ ହଉଛି ବୈଷ୍ଣବ। ଭକ୍ତିନାଥ ଠାକୁର କେତେ ମହାନ। ଆଉ ଯେତେ ଭକ୍ତଙ୍କର ଗୁଣ ସେଇଆ ଦେଖିବା ଆମେ। ହରିଦାସ ଠାକୁର ଦେଖିବା, ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଆମର ଯେତେ ପରମ୍ପରାରେ ଆଚାର୍ଯ୍ୟ ମାନେ ଆସିଛନ୍ତି ସମସ୍ତଙ୍କର ଭାବ ହେଲା ସେଇଆ ଯେ ମୁଁ ନିଜକୁ ଭକ୍ତ ବୋଲି ଭାବୁନଥିଲି। ତ ଏଇଟା ହଉଛି ଆମେ ଯେତେ ଉଚ୍ଚତର ଦୃଷ୍ଟିରେ ଦେଖିବା ତାହେଲେ ଆମେ ଧୀରେ ଧୀରେ ଉପରକୁ ଯାଇପାରିବା। ଆମେ ତ ପ୍ରଥମେ କହୁଥିଲେ ଭାଗବତରେ ବୃଦ୍ଧାଶ୍ରମୀ ସେ ଲାଷ୍ଟ ଭଗବାନଙ୍କୁ ପାଇକି ଦର୍ଶନ କରିକି ସେ କହିଲେ ମୋର ଲସ୍ ହେଲା। ଆଉ ଭକ୍ତଙ୍କ ସଙ୍ଗ ମାଗିଲେ। ଆଉ ନବମ ସ୍କନ୍ଧରେ ସେ ଦେଖିବା ଅମ୍ବରୀଶ ମହାରାଜ ଚରିତ୍ର ଦେଖିବା, ଯେତେ ଭାଗବତରେ ଦେଖିବା ଆଉ ଚୈତନ୍ୟ ଚରିତାମୃତରେ ଦେଖିବା, ଯେତେ ଶୁଣିବା, ତ ଆମ ଜୀବନର ଲକ୍ଷ୍ୟ ରହିବା ଦରକାର। ତ ଭୟ କରିବାର ଅଛି ତାହେଲେ ଏଇଟାକୁ ଆମେ ଭୟ କରିବା। ଜଣେ ପ୍ରଭୁ କହନ୍ତି ଯେ ବିଶ୍ୱକୁ ଏତେ ଭୟ ନାହିଁ, କିନ୍ତୁ ତାଠୁ ବେଶୀ ହେଲା ଏଇ ଦୋଷ ଦେଖିବାଟା। ଦୋଷ ଦେଖିବା ଦ୍ଵାରା ଆଉ ଆମର ଭକ୍ତି ମାର୍ଗ ଟା ବ୍ରେକ୍ ହେଇଯାଏ। ଆହୁରି କଷ୍ଟ ହୁଏନି ସେ ଜଳନ ସୃଷ୍ଟି ହୁଏ, କଷ୍ଟ ହୁଏ ଏଇଟା। ତେଣୁକରି ସବୁବେଳେ ଆମେ ଉଚ୍ଚତର ଦୃଷ୍ଟିରେ ଦେଖିବା। ତାହେଲେ ଆମର ତାର ଶେଷରେ ବି ସେ ଦୋଷ ଦେଖୁଛି ଜଣେ କଣ ପାଇଁ, ଯେହେତୁ ହୃଦୟ ଟା ମଇଳା ଅଛି। ଲାଷ୍ଟକୁ ଚୈତନ୍ୟ ମହାପ୍ରଭୁ ସେ କଥା ହିଁ କହିଛନ୍ତି ଯେ ଚେତ ଦର୍ପଣ ମାର୍ଜନ। ଆମେ ଯଦି ଚେତନା ରୂପକ ଦର୍ପଣକୁ ହୃଦୟକୁ ମାର୍ଜନ କରିବା, ହୃଦୟରୁ ମଇଳା ସଫା ହବ, ତାହେଲେ ଆଉ ଦୋଷ ଦେଖିବାନି। ଦୋଷ ଦେଖିବା କାରଣ ହେଲା ହୃଦୟରେ ମଇଳା ଅଛି। ଆମେ ଜାଣୁଛେ ଦୋଷ ଦେଖିବା କଥା ନୁହଁ, କିନ୍ତୁ ଆମେ ଦୋଷ ଦେଖୁଛେ, ବା ଆମେ କାରଣ ହେଲା ହୃଦୟର ଯେହେତୁ ମଇଳା ରହିଛି। ତେଣୁ କରିକି ଏଇ ହୃଦୟରୁ ଯେମିତି ଆମର ମଇଳା ସଫା ହବ, ଏ ଚୈତନ୍ୟ ମହାପ୍ରଭୁ କହିଛନ୍ତି ଚେତ ଦର୍ପଣ ମାର୍ଜନ। ସେବ କର ଚନ୍ଦ୍ରିକା ବିତରଣ ଯିବ। ତାପରେ ସେ କହିଲେ ଅମାନିନ ମାନ ଦେନ କୀର୍ତ୍ତନୀୟ ସଦାହରି। କୀର୍ତ୍ତନ ଜପ ସେତେବେଳେ ଇଚ୍ଛା ହବ ରୁଚି ଲାଗିବ ଯେତେବେଳେ ଆମେ ଭଗବାନଙ୍କର ହୃଦୟ ଶୁଦ୍ଧ ହବ। ଅମାନିନ ମାନ ଦେନ, ଅନ୍ୟକୁ ମାନ ଦବା, ନିଜକୁ ମାନ ଖୋଜିବାନି, ତାପରେ ନାମରେ ରୁଚି ଆସିବ। ତ ଏଇ ବିଷୟ ଆମେ ଭକ୍ତଙ୍କର ଗୁଣ କୀର୍ତ୍ତନ କରିବା ଦ୍ଵାରା ଆମେ ବି ଲାଷ୍ଟକୁ ଆମେ ଧୀରେ ଧୀରେ ଉପରକୁ ଯାଇପାରିବା। ଭକ୍ତଙ୍କର ଗୁଣ କୀର୍ତ୍ତନ କରିବା, ଏପରିକି ଆମର ରଘୁନାଥ ଭଟ୍ଟ ଯେମିତି ଅନ୍ୟ ମାନଙ୍କର ଗୁଣ କରୁଥିଲେ, ଅଭକ୍ତ ମାନେ ବି ସେ ଯଦି ତାଙ୍କର ଦୋଷ ଦେଖିବା ଦରକାର ନାହିଁ। ପ୍ରଚାର ପାଇଁ ଆମର ଟିକେ କହିପାରିବା, ପ୍ରିଚିଂ ପାଇଁ ସେଟା ଅଛି, ପ୍ରଚାର ମାଧ୍ୟମରେ କିଛି କହିପାରିବା, ଉପଦେଶ ଦେଇପାରିବା, ଏଇଟା କର ଏଇଟା କହିପାରିବା, କିନ୍ତୁ ଉଚ୍ଚତର ଦୃଷ୍ଟିରୁ ଏଇ ଭାବ ଟା ରହିବା ଦରକାର। ଲେଖା ହେଇଛି ସେଠି ପ୍ରବାଦ ଭାବାର୍ଥ ଲେଖିଛନ୍ତି, ଯଦି ଜଣେ ମାୟାର ସେବା କରୁଛି ତାହେଲେ ସେ ଇନଡାଇରେକ୍ଟ ଭଗବାନଙ୍କ ସେବା କରୁଛନ୍ତି। ତାହେଲେ ଏଇଥିରୁ ଦେଖିବା ଦରକାର।
ଆମର ଜୀବନର ସବୁବେଳେ ଲକ୍ଷ୍ୟ ଏଇଟା ରହିବା ଦରକାର ଯେ ଆମେ କେମିତି ଭଗବାନଙ୍କର ଭକ୍ତଙ୍କର ସଙ୍ଗ ମାଗିବା, ତାଙ୍କର ଦୋଷ ଦେଖିବାନି, ଭକ୍ତଙ୍କ ଦୋଷ ଦେଖିବାନି, ଏପରିକି ଦୁନିଆରେ କାହାର ହେଲେ ଦୋଷ ଦେଖିବାନି। ଦୋଷ ଦେଖିବାର ପ୍ରବୃତ୍ତି ଅଛି ତାହେଲେ ନିଜର ଆମେ ଦୋଷ ଦେଖିବା। ଭାଗବତରେ ଆସିବ, ଦେଖିବା ଆମେ ପଢୁଥିଲେ ପ୍ରଥମ ସ୍କନ୍ଧରେ ଯୁଧିଷ୍ଠିର ମହାରାଜ ଯୁଦ୍ଧ ସରିଲା ପରେ ସେ ନିଜକୁ ଦୋଷୀ ଭାବିଲେ, କାରଣ ମୋ ଯୋଗୁରୁ ସମସ୍ତେ ଚାଲି ଯାଇଛନ୍ତି, ସେ ରଜା ହେବାକୁ ଚାହୁଁନଥିଲେ। ତ ଭକ୍ତଙ୍କର ଏଇ ଗୁଣ, ସବୁ ନିଜକୁ ଦୋଷୀ ଭାବନ୍ତି। ଭକ୍ତଙ୍କର ହୃଦୟଟା ସେଭଳିଆ ଥାଏ। ଅର୍ଜୁନଙ୍କର ସେଇଭଳିଆ ଗୁଣ ଥିବାରୁ ସେ ତ କହୁଥିଲେ ଯୁଦ୍ଧ କରିବେନି, ଅନ୍ୟକୁ ଇଏ କରିବେନି, ହୃଦୟ ଟିକେ ବୈଷ୍ଣବ, ତା ହୃଦୟ ସରଳ ଯେହେତୁ, ତେଣୁ ତ ସେ ଭଗବାନ ତାଙ୍କୁ ଗୀତା ଜ୍ଞାନ କହିଲ, ହୃଦୟଟା ସରଳ ହେଲା ମାନେ ଆମର ଭକ୍ତି ମାର୍ଗରେ ଆମେ ଆଗେଇ ପାରିବା। ଆଉ ଦୋଷ ଦେଖିବାର କାରଣ ହଉଛି ଆମର ହୃଦୟ ମଇଳା ସଫା କରିବା। ଚୈତନ୍ୟ ମହାପ୍ରଭୁ ସେ କଥା ହିଁ କହିଛନ୍ତି ଯେ ଆମେ ସବୁବେଳେ ଭଗବାନଙ୍କ ଯଦି ଚେତ ଦର୍ପଣ ମାର୍ଜନ, ଆମର ଲୁହା ଯେପରି କଳଙ୍କି ହେଇଯାଇଥାଏ ଆଉ ଚୁମ୍ବକ କାମ କରେନି, ସେଇଭଳିଆ ଆମର ହୃଦୟ ମଇଳା ଥିବାରୁ ଆମର ସବୁ କିଛି ରହିଛି। ଶେଷରେ ଆସି ପହଞ୍ଚିବା ଯେ ଯେତେ ଆମେ ଶ୍ରବଣ କରିବା, ଯେତେ ସବୁ ଅଧ୍ୟୟନ କରିବା, ଏହା ଦ୍ୱାରା ଆମର ଅଜ୍ଞାନ ଦୂର ହବ, ଯାହା ଫଳରେ କି ଆମେ ଏଇ ଆଉ କୌଣସିର ଅପରାଧ ଦେଖିବା ନା, ସମସ୍ତଙ୍କୁ ଉଚ୍ଚତର ଦୃଷ୍ଟିରେ ଆମେ ଦେଖିପାରିବା। ତ ଆମର ଟାଇମ ତ 7ଟା ହବ, ତ 6:30ରୁ 7ଟା କହିଥିଲେ ଅଧଘଣ୍ଟେ ଖାଇବା ପାଇଁ। ଆଉ କଣ କହିବା, ଏତିକି। ହରେ କୃଷ୍ଣ। ଆଉ କଣ କେମିତି ଟିକେ କୁହନ୍ତୁ, କେମିତି ପ୍ରୋସେସରେ କୁହାଯିବ, ଆଉ କୋଉଠି ରହୁଛି, କେମିତି କହିବା ଶୈଳୀ, ଆମେ ତ କେବେ କୋଉଠି ବାହାର କିଛି କହିନି, ଆଉ ତା ପ୍ରୋସେସ ଟା ଟିକେ ଟିକେ କୁହନ୍ତୁ, କେମିତି କହିବା ଦରକାର, କେମିତି ତାର ସିଷ୍ଟମ ଟା କୋଉଟା କେମିତି ଲାଗିବ, କୋଉଟା ପ୍ରୋସେସ ରହିବା ଦରକାର ଟିକେ। ଆଉ ଅନ୍ୟ ଭକ୍ତମାନେ ଟିକେ କହିବେ ଯେ କେଉଁ ଭଳିଆ ପ୍ରୋସେସ ହବା ଦରକାର, ସିଷ୍ଟମ ଟା ରହିବା ଦରକାର, ଆମର ଭକ୍ତି ଆମେ ଶିଖିବା ଦରକାର ନା। ଆଉ କେମିତି ହେଲେ ମାର୍ଜିତ ହବ ଆମ କହିବା ଶୈଳୀ, ଆଉ ଶାସ୍ତ୍ରର ଶ୍ଲୋକ, ଶ୍ଲୋକ ତ ମୋର ଏତେ ଆସେନି, ମନେ ରହେନି, ଆଉ ଶ୍ଲୋକ କହିପାରେନି, ଲେଖିପାରେନି, ଟିକେ ଲେଖା ପଢା ଟିକେ କମ, ତାହେଲେ ଟିକେ ଶୁଣିବାକୁ ବହୁତ ଆଗ୍ରହ। ପ୍ରସନ୍ନ ପ୍ରଭୁ ଟିକେ କୁହନ୍ତୁ କିଛି। ହରେ କୃଷ୍ଣ ପ୍ରଭୁ, ବହୁତ ବହୁତ ଧନ୍ୟବାଦ। ଯେତେବେଳେ ଆମର ଭକ୍ତି ବୈଭବ କ୍ଲାସ ଆରମ୍ଭ ହେଲା, ପ୍ରଭୁ କେମିତି କଣ ମନ୍ଦିରରୁ ଖବର ପାଇଲେ, ପ୍ରଭୁ ବହୁତ ବରିଷ୍ଠ ଭକ୍ତ ଏବଂ ବହୁତ ସରଳ ବିନମ୍ର ଭକ୍ତ। ପ୍ରଭୁଙ୍କର ସରଳତାର ସୀମା ନାହିଁ। ଏବେ ମୁଁ ଶୁଣୁଥିଲି ପ୍ରଭୁ କାଳେ କୁମ୍ଭମେଳା ଯାଇଥିଲେ, ଏ ଗତକାଲି ମନ୍ଦିରରେ, କାଲି ମନ୍ଦିର ଯାଇଥିଲି, ଭୁବନେଶ୍ୱର ମନ୍ଦିର ଗତକାଲି। ପ୍ରଭୁଙ୍କର ଟିକେଟ ନାହିଁ, ବିନା ଟିକେଟ, ବିନା ଟିକେଟରେ ପ୍ରଭୁଙ୍କୁ ପୁଣି ମାନେ ସସମ୍ମାନ ସହିତ ଏସିରେ ଯିବା ଆସିବା କରେଇ, ଭଗବାନ ସବୁ ପ୍ରସାଦ ଦେଇ ରଖି, ସ୍ନାନ କରି ଭଗବାନ ବ୍ୟବସ୍ଥା କରିଦେଲେ। ଇଏ ହଉଛି ଶୁଦ୍ଧ ବୈଷ୍ଣବର ଲକ୍ଷଣ, ମାନେ ନିର୍ମାୟୀ ଯୋଉ ନିଷ୍କପଟ ସରଳ ବୈଷ୍ଣବର ପାଇଁ ଭଗବାନ କେମିତି ବ୍ୟବସ୍ଥା କରନ୍ତି। ମାନେ ସେ ଯାଇଛନ୍ତି ଏସି ବିନା ଟିକେଟରେ, ଟ୍ରେନରେ ଚଢିଛନ୍ତି, ଭକ୍ତ ମାନେ ଦେଖିଛନ୍ତି, ଆରେ କଣ ହେଇଛି ପ୍ରଭୁ, ଆସ ତମେ ଏମିତି ଯିବ ବାହାରେ ଛିଡା ହେଇକି, ଆମ ପାଖରେ ବସ। ଏସି ବଗିରେ ଥିବା ଭକ୍ତମାନେ ଡାକି ନେଲେ, ପାଖରେ ବସେଇଲେ, ପ୍ରସାଦ ଦେଲେ। ପୁଣି ମାନେ ପ୍ରୟାଗରାଜ ଗଲେ, ସେଠି ଇସ୍କନ କାଉଣ୍ଟର ରହିଲେ, ଇସ୍କନ ଷ୍ଟଲରେ। ପ୍ରଭୁ କହିଲେ, ପ୍ରଭୁ କାଲି ପ୍ରବଚନ ଦେବେ ତ? ପ୍ରଭୁ କହିଲେ ହଁ ହଁ ଦେବି, ଯେମିତି ହେଲେ ଦେବି। ମୁଁ କହିଲି ଠିକ ଅଛି, ଆପଣ ଯାହା ବି କିଛି କୁହନ୍ତୁ, ଗୋଟିଏ ପଦ କହିବେ ଆମ ପାଇଁ ବହୁତ। ତ ପ୍ରଭୁ ଆମର ଅନୁରୋଧ ରକ୍ଷା କରି କହିଲେ, ଏବଂ ଭକ୍ତି ଭାବ କ୍ଲାସ ଯେତେବେଳେ ଆରମ୍ଭ ହେଲା, ପ୍ରଭୁ କେମିତି କଣ ଶୁଣିଲେ, ଶୁଣିକି ମତେ ଦିନେ କହିଲେ ପ୍ରଭୁ ମୁଁ ଚାହୁଁଛି କ୍ଲାସ କରିବା ପାଇଁ।
ଠିକ ଅଛି। ମୁଁ ଭାବିଲି ଯେ ପ୍ରଭୁଙ୍କର ଯୋଉ ଉତ୍ସାହ ଆଗ୍ରହ ହଉଛି କ୍ଲାସ କରିବା ପାଇଁ, ସେ କରନ୍ତୁ ନ କରନ୍ତୁ, ଖାଲି ଶୁଣିଲେ ବି ଆମ ପାଇଁ ବହୁତ, ମାନେ ଆମ ପାଖରେ ତାଙ୍କ ଉପସ୍ଥିତ ବି ଆମ ପାଇଁ ବହୁତ। ଏଇଟା ହେଲା ସାଧୁ ସଂଘ, ବୈଷ୍ଣବ ସଂଘ। ତେଣୁ ଏମିତି ସରଳ ବୈଷ୍ଣବ ସଂଘ କଲେ ମନଟା ସରଳ ହବ। ଆଉ କପଟ ବୈଷ୍ଣବ ସଂଘ କଲେ ମନ କପଟ ଭାବଟା ଆସିବ। ଭଗବାନ କହୁଛନ୍ତି ସଂଘର୍ଷ, ସେ ଶୋକରେ କହୁଛନ୍ତି ମାନେ ଆମେ ଯେମିତି ସଂଘ କରିବା ସେମିତି ଆମର ଭାବ ଆସିବ। ତେଣୁକରି ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁଙ୍କ ବିଷୟରେ ଆଉ କିଛି ମୁଁ ଟିପ୍ପଣୀ ଦେଇପାରିବିନି, କାରଣ ପ୍ରଭୁ ବହୁତ ଅଲଗା ସ୍ତରରେ ରହୁଛନ୍ତି। ଆଉ କେମିତି ଟିକେ କହିବା କହିବା ଶୈଳୀ ଟିକେ ନା କୁହନ୍ତୁ, ଟିକେ କହିବାର କେମିତି ପ୍ରୋସେସ, କାହିଁକିନା ଆପଣ ନ କହିଲେ ଫେରେ ମାର୍ଜିତ ହବ କେମିତି ଆମେ ଫେରେ ଆଉ ଆମେ ବାହାର ଲୋକ ସହିତ ମିଶୁଛୁ, ଟିକେ କହିବା ଶୈଳୀ ଶ୍ଲୋକ ଇଏ କେମିତି ପ୍ରୋସେସ ରହିବା ଦରକାର, ଭକ୍ତି ଶାସ୍ତ୍ର ସିଷ୍ଟମ କେମିତି ରହିବା ଦରକାର, ତାର ଭକ୍ତି ବୈଭବର ମାନେ ଶିକ୍ଷା ଟା କଣ ଆପଣ ଟିକେ ଜାଣିବା ଚାହେଁ, ଭକ୍ତି ବୈଭବର ଶିକ୍ଷା ଟା ମାନେ। ଆଚ୍ଛା ଠିକ ଅଛି। ତ ଆପଣ ଟିକେ ମଙ୍ଗଳାଚରଣ ଭଲ କରିଥାନ୍ତେ। ଓ ହଁ ଠିକ। ଅଜ୍ଞାନ ଗତିରୁ ଆରମ୍ଭ କରି ଆମର ଗୁରୁ ପରମ୍ପରା ଯୋଉ ମଙ୍ଗଳାଚରଣ। ତ ମଙ୍ଗଳାଚରଣ ପରେ ଯେହେତୁ ମନ୍ଦିର ଆପଣଙ୍କୁ କହିବା ମୋ ପାଇଁ ଉପଯୋଗୀ ହବନି, ତଥାପି ଆପଣ ନିର୍ଦ୍ଦେଶ କରୁଛନ୍ତି କହୁଛି। ଏ ଯୋଉ ଆମ ବ୍ୟାସଦେବଙ୍କର ପ୍ରତିନିଧିଙ୍କର ଗୁଣାବଳୀ ପ୍ରସଙ୍ଗ ଥିଲେ, ସେଥି ଉପରେ ଗୋଟେ ଶ୍ଲୋକ ବାଛିଥାନ୍ତେ ଭାଗବତ। ହୁଁ ସେ ଶ୍ଲୋକକୁ ଫାଷ୍ଟ ମାନେ ଉଚ୍ଚାରଣ କରି ସେ ଶ୍ଲୋକ ଥରେ ପ୍ରସଙ୍ଗରେ ଏଣ୍ଟ୍ରି କରିଥାନ୍ତେ। ହୁଁ ହୁଁ ଏବଂ ବ୍ୟାସଦେବଙ୍କର ପ୍ରତିନିଧିଙ୍କର ଗୁଣାବଳୀ ମାନେ ବ୍ୟାସଦେବଙ୍କର ଜନ୍ମଦିନକୁ ଆମର ଗୁରୁ ଆଚାର୍ଯ୍ୟଙ୍କ ଜନ୍ମକୁ ବ୍ୟାସ ପୂଜା କରାଯାଏ। ହୁଁ ବ୍ୟାସ ମାନେ ଯେ ବହୁତ କିଛି ଜିନିଷକୁ ଭଲ ଭାବେ ଜାଣିଥାନ୍ତି ବା ଉପସ୍ଥାପନ କରିପାରନ୍ତି, ବୁଝେଇ ପାରନ୍ତି, ସଂଶୟ ଦୂର କରିପାରନ୍ତି। ତେଣୁ ହୁଁ ବୈଷ୍ଣବ ହେଲେ ଅଟୋମେଟିକ ସ୍ୱାଭାବିକ ଜଣେ ଜଣେ ବ୍ୟାସଦେବଙ୍କର ପ୍ରତିନିଧି, ପ୍ରତ୍ୟେକ ବୈଷ୍ଣବ। ହୁଁ ତେଣୁକରି ଆପଣ ସେଥିରୁ ସେ ଆମର ଯୋଉ ବୈଷ୍ଣବର 26ଟା ଲକ୍ଷଣ ଗୋଟେ ଗୋଟେ କରିକି ବୁଝେଇ ପାରିଥାନ୍ତେ ଚୈତନ୍ୟ ହୁଁ ଚରିତାମୃତରୁ। ହୁଁ ହୁଁ ତଥାପି ଯାହା ବି ଆପଣ କହିଛନ୍ତି ବହୁତ ଭଲ, ବହୁତ ଉନ୍ନତ। ଠିକ ଅଛି। ହଁ। ଆଉ ଟିକେ ଆର୍ତ୍ତବନ୍ଧୁ ପ୍ରଭୁ କୁହନ୍ତୁ। କ୍ଲାସ ଶୁଣୁଥିଲେ? ଆର୍ତ୍ତବନ୍ଧୁ ପ୍ରଭୁ ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ ପ୍ରଭୁ ସମସ୍ତଙ୍କୁ। ଆପଣ ପ୍ରଭୁଙ୍କର କ୍ଲାସ ଶୁଣୁଥିଲେ? ନାଇଁ ପ୍ରଭୁ, ମୁଁ ଟିକେ ଆମର ଆଜି ଧାନ ମଣ୍ଡି ଥିଲା ଲେଫ୍ଟରେ। ତ, ଧାନ ନେଇକି ଯାଇଥିଲି। ହଁ ଆଚ୍ଛା ଠିକ ଅଛି, ହଁ ଲେଫ୍ଟରେ ଜଏନ୍। ଠିକ ଅଛି। ମୁଁ ମୁଁ ଆଉ ତ ଭକ୍ତ କଣ ଶୁଣୁଥିଲି। କହିବା ପାଇଁ ଚାହୁଁଛନ୍ତି? ହଁ ମୁଁ ଅମୃତ ଶୁଣୁଥିଲି ପ୍ରଭୁ କୁହନ୍ତୁ। ଆମର ତିଲକରାମ ପ୍ରଭୁଙ୍କର ମାନେ ସବୁ ଉତ୍ତର ହେଲା ଗୁଣ ଯେ ସେ କେବେ ହେଲେ ଭକ୍ତଙ୍କ ଦୋଷ ଦେଖନ୍ତିନି, ଆଉ ସବୁବେଳେ ଆନନ୍ଦିତ ରୁହନ୍ତି, ସବୁବେଳେ ଭକ୍ତିରେ ଉତ୍ସାହିତ, ସବୁ କାର୍ଯ୍ୟରେ ଉତ୍ସାହ ଦେଖାନ୍ତି, ନିଉଟି ବଟି ଭଳିଆ। ଆଉ କିନ୍ତୁ ପ୍ରଭୁଜୀ ସବୁଠୁ ଉନ୍ନତ ଆଉ ଶୁଦ୍ଧ ଭକ୍ତ ମଧ୍ୟ। ତ ଏଇ ସବୁ ତ ଠିକ ଅଛି, କିନ୍ତୁ କ୍ଲାସ ପାଇଁ ଆପଣଙ୍କୁ ଆଉ ଟିକେ ଯେମିତି ପ୍ରଭୁଜୀ କହିଲେ ଶ୍ଲୋକ ପାଠ ଟିକେ କରିବେ, ଆଉ ହଁ ଏଇପରି ମାନେ ସେ ବିଷୟ ଉପରେ ଆଉ ଟିକେ ଚର୍ଚ୍ଚା ହେଇଗଲେ ଭଲ ଲାଗିବ ଆଉ। ହଁ ଶ୍ଲୋକ, Fluent- ହଁ ଯୋଉ ଟପିକ ନାଇଁ। ଆଉ ଫ୍ଲୁଏଣ୍ଟ ତ ଅଛନ୍ତି, ଆପଣ କହୁଛନ୍ତି କଣ୍ଟିନ୍ୟୁଅସ, କିଛି ରୋକିବାର ନାହିଁ, ସେଇଟା ଭଲ ହଉଛି। ସେଇଟା କଲେ ଭଲ। କହିବା ଶୈଳୀ କେମିତି ମାନେ ଠିକ ଅଛି ରହୁଛି ନା ହଁ ଧୀରେ ରହି କହିବା ରହି କହିଯାଉଛି? ସରିଯାଇଛି। ଆପଣ ମାନେ ନୋଟ୍ କରିଛନ୍ତି ଯୋଉ ଟପିକ ଉପରେ, ସେ ଟପିକ ଟା ନୋଟ୍ ପ୍ରିପାରେସନ ଟା ଅଲଗା ହେଇଥାନ୍ତା, ମାନେ ସବଜେକ୍ଟ ମ୍ୟାଟର ଟିକେ ଆଉ ଟିକେ ଆସିଥାନ୍ତା କିଛି। ହଁ ଯେ ସବଜେକ୍ଟ କହିଲେ 26ଟା ଗୁଣ ବୈଷ୍ଣବର, ସେଗୁଡା ବୁଝେଇଥିଲେ ଆହୁରି ବଢିଆ ହେଇଥାନ୍ତା। ଆଜ୍ଞା, ହରେ କୃଷ୍ଣ କହୁଛି। ମୁଁ ତ ଭାବୁଛି ପ୍ରଭୁଙ୍କର କିଛି ନୋଟ କରିନାହାନ୍ତି, ପ୍ରଭୁ ଏମିତି ସେବା କରୁଥିଲେ ଆସୁଛନ୍ତି, ଏଇଟା ମୁଁ ଅନୁଭବ କରୁଛି। ଯାହା କୃଷ୍ଣ ଇନଷ୍ଟାନ୍ଟ ପୂରଣ କଲେ। ହଁ। ଆଉ ଗୋଟେ ଭକ୍ତି ବୈଭବର ଚରଣ ମୁଖ୍ୟ ସେବକ ଲକ୍ଷ୍ୟ କୁହନ୍ତୁ ଟିକେ। ଭକ୍ତି ବୈଭବର ମୁଖ୍ୟ ମାନେ କେମିତି ପ୍ରୋସେସ ଟା କେମିତି ହବା ଦରକାର, ମାନେ ମାୟାପୁର କୋଉ ଢାଞ୍ଚାରେ କେମିତି ମାନେ ପଢା ହଉଛି, ଯେମିତି ଭାଗବତ ପଢି ନଉଛି, କିନ୍ତୁ ଆଉ ବିଶେଷ ଆଉ କଣ ଗୁରୁତ୍ୱପୂର୍ଣ୍ଣ, ମାନେ ଏମିତି ଭାଗବତ ଆମେ ପଢୁଛୁ ଏଇ କ୍ଲାସ। ଯେମିତି ଆମେ କ୍ଲାସ କରୁଛନ୍ତି, ଆମେ ଯେଭଳି କ୍ଲାସ କରୁଛନ୍ତି ଠିକ ସେଇଭଳି ଏମିତି ପ୍ରୋସେସ, ଯୋଉଟା ମୁଁ ପଢିଥିଲି ସେଇ ଅନୁସାରେ ମୁଁ ଏଠି ଆପ୍ଲାଏ କରୁଛି। ଆଉ ଟିକେ ହାର୍ଡ ଅଛି ଯୋଉଟା କି ଏକ୍ସାମ କ୍ରାଇଟେରିଆ ଉପରେ,
ସେଗୁଡାକୁ ଟିକେ ମୁଁ ଆପଣମାନଙ୍କ ପାଇଁ କୋହଳ କରିଛି। ଏକ୍ସାମ କ୍ରାଇଟେରିଆ ବହୁତ ଷ୍ଟ୍ରିକ୍ଟ ଅଛି ଇନଷ୍ଟିଟ୍ୟୁସନ। ମାନେ ଏକ୍ସାମରେ କ୍ଲୋଜ ବୁକ୍ ଏକ୍ସାମରେ କ୍ୱେଶ୍ଚନ ଆସିବ, ଯାହା ଟାଇମିଂ ଥିବ 1 hour ବା 1.5 hour ବା 30 minute। ଅନଲାଇନରେ ଗୁଗୁଲରେ କ୍ୱେଶ୍ଚନ ଆସିବ, ମାନେ ଅନଲାଇନ ଇଏ ପାଇଁ କୋର୍ସ ପାଇଁ ଗୁଗୁଲରେ କ୍ୱେଶ୍ଚନ ଆସିବ, ଠିକ 30 ମିନିଟ୍ ପରେ କ୍ୱେଶ୍ଚନ ଆଉଟ ହେଇଯିବ। 30 ମିନିଟ୍ ଭିତରେ ଆପଣ ଯେତିକି କ୍ୱେଶ୍ଚନ ଦେଖିକି ଆନ୍ସର ଦେଲେ ସେତିକି। ଏବଂ ଯୋଉ ସଂସ୍କୃତ ଭର୍ସ ଶ୍ଲୋକ ସବୁ କଣ୍ଠସ୍ଥ ଶ୍ଲୋକ ସବୁ ଦେବା, ଆପଣ ମାନେ ଟିକେ ଢିଲା କରିଛନ୍ତି କିଛି କିଛି ଭକ୍ତ, ଦଉନାହାନ୍ତି। ମୁଁ ତ ଦେଖୁଛି ସମସ୍ତଙ୍କ ବହୁତ ଶ୍ଲୋକ ଜାଣିଛନ୍ତି, ବହୁତ ମନେ ରଖ, କିନ୍ତୁ କଣ୍ଠସ୍ଥ ଶ୍ଲୋକ ଭର୍ସ ଦଉନାହାନ୍ତି। ଆଉ ଆସାଇନମେଣ୍ଟ ଲେଖିକି ସବମିଟ କରିବା ସମୟରେ ବି ବାସ୍ତବରେ କି ଶିଷ୍ୟ ମାନେ ମାନେ ଶାସନ ହବା ଦରକାର। ଶାସନ ନହେଲେ ସେ ଲାଇନର କାମ କରିବେ, ସେବା କରିବେ। ତେଣୁକରି ମୁଁ ଢିଲା ଟିକେ ଛାଡି ଦେଇଛି ତ, ଆପଣ ମାନେ ପୁରା ଢିଲା। ଆହୁରି ଆଚ୍ଛା, ଚରଣ ସେବକ କଣ କହିବେ? ହାତ ଦେଖିଛନ୍ତି? ହରେ କୃଷ୍ଣ, ନମଃ ପ୍ରଣାମ ପ୍ରଭୁ। ମାନେ କିଲୋଗ୍ରାମ ପ୍ରଭୁଙ୍କ ତ ଗୁଣ କହିହବ ନାହିଁ। ମାନେ ଉଚ୍ଚାରଣ ଠାରୁ ଆଚରଣ ଏତେ ଅଧିକ ଯେ, ପ୍ରଭୁଙ୍କ ସହିତ ମୁଁ ତ ଥିଲି ଗୋଟେ ଦିନ ଯାଇଥିଲି, ସେ ମାନେ ଅନ୍ୟ ଲୋକମାନଙ୍କ ମାନେ ଯୋଉ ସାଧାରଣ ଲୋକମାନେ କିଭଳି ଭାବରେ ଭକ୍ତି କରିବେ, ଭକ୍ତି ଲାଇନରେ ଆସିବେ, ତାଙ୍କ ଗୁଣ ବି ମାନେ କହିହବ ନାହିଁ। ଏମିତି ପ୍ରଭୁଙ୍କୁ କିଏ ଜାଣିପାରିବେନି ଏତେ ଉନ୍ନତର ଭକ୍ତ। କୋଟି ଦଣ୍ଡବତ ପ୍ରଣାମ, କୃପା କରନ୍ତୁ ସେଭଳି ମତେ ଆମର ଆସୁ। ଗୋଟେ ପ୍ରଶ୍ନ ହଉଛି ପ୍ରଭୁ ପାଖର, ପ୍ରଭୁ ଯୋଉ କହିଲେ ଯେ ଆମେ ଯୋଉ ମାୟାବାଦୀ ଲୋକ ସମସ୍ତେ ଆମେ ତ ସେବା କରିବା, ତାଙ୍କ ସହିତ ଆମେ ଭଲ ପାଇବା। ଯଦି ଜଣେ ହଉଛି ଲୋକ ହଉଛି ମାନେ ଗୋହତ୍ୟା କରୁଛନ୍ତି, ଏଭଳି ଯୋଉ ଧରଣ ଲୋକ ସବୁ ଅଛନ୍ତି, ସେମାନେ ବି କିଛି ସବୁ ମାନେ ଦ୍ରବ୍ୟ ସବୁ ମାନେ ପ୍ରସ୍ତୁତ କରୁଛନ୍ତି, ତିଆରି କରୁଛନ୍ତି, ସେଗୁଡା ସବୁ ଆସି ହଉଛି। ସେମାନେ ଲୋକ ପ୍ରତି କଣ କେମିତି ଆମର ମନୋଭାବ ରହିବ, ବା ତାଙ୍କର ସେମିତି କଣ କେମିତି କରିପାରିବା, ଏଠି ପ୍ରଭୁ ଗୋଟେ ପ୍ରଶ୍ନ ମୋର ରହୁଛି। ହରେ କୃଷ୍ଣ। हरे कृष्ण प्रभु। हरे कृष्ण प्रभु सब। ହଁ ହଁ हाँ हाँ ସବୁଛି ପ୍ରଭୁ। ଆଜ୍ଞା ଆଜ୍ଞା ପ୍ରଭୁ ସବୁଛି। ଆଜ୍ଞା। ହଁ ହଁ, ପ୍ରଚାର ଦୃଷ୍ଟିରେ ଆମେ କହିପାରିବା, ପ୍ରଚାର ଦୃଷ୍ଟିରେ କହିପାରିବା, ଏଇ ଦୃଷ୍ଟିରେ ସେବା ଦୃଷ୍ଟିରେ ଆମେ କହିପାରିବା ଏଇ ସେଇଟା। କିନ୍ତୁ ଏଇଟା ସେ ଦିଟାଙ୍କୁ ଧରିବାକୁ ପଡିବ। ସେବା ଦୃଷ୍ଟିରେ ଆମେ କହିପାରିବା ଏଇଟା, କିନ୍ତୁ ଉଚ୍ଚତର ଦୃଷ୍ଟିରେ ଦିଟାଙ୍କ ରହିବାକୁ ପଡିବ। ସେବା ଦୃଷ୍ଟି, ସେବା ଭାବ ଦେଖି ଆମେ କହିପାରିବା ହଁ ଏଇଟା ହବନି, ଯୋଉ ଆପଣ କହିଲେ ଯୋଉ ସବୁ ଜିନିଷ ଅଛି ସେଟା ଆମେ କହିପାରିବା, କିନ୍ତୁ ଏଇ ଭାବଟା ଆମେ ସେ ରଖିବାକୁ ପଡିବ। ଯେ ହଁ ଇଣ୍ଡାଇରେକ୍ଟଲି ସେ ଭଗବାନଙ୍କ ଇଚ୍ଛାରେ ସବୁ ହଉଛି, ଏଇଟା ଭାଗବତରେ ଆମେ ଶୁଣୁଛେ। ତେଣୁ ଏଇ ଦିଟାଙ୍କୁ ଆମକୁ ରଖିବାକୁ ପଡିବ, ଗୋଟେ ହେଲେ ହବନି। ନା ପ୍ରଭୁ କଣ କୁହନ୍ତୁ? ପ୍ରଶ୍ନ ଆଚ୍ଛା, ଏଇ ପ୍ରଶ୍ନର ଉତ୍ତର ଆଉ କିଏ ଦେଇପାରିବେ ଆମ ଭକ୍ତ ଭିତରେ? ଚରଣସ୍ୱରୂପଙ୍କର ପ୍ରଶ୍ନର ଉତ୍ତର ଆଉ କିଏ ଦେଇପାରିବେ? ଅମୃତ କୁହନ୍ତୁ। ହରେ କୃଷ୍ଣ। ତ ମୁଁ ଟିକେ ପ୍ରଶ୍ନ କେହି ଦେବେନି? ଅମୃତ କୁହନ୍ତୁ। ଚରଣସ୍ୱରୂପଙ୍କ ପ୍ରଶ୍ନର ଆଉ ଥରେ କୁହନ୍ତୁ। କୋଶ୍ଚିନ ହେଇଥିଲା ଯେ, ପ୍ରଭୁ ଯେ କହିଲେ ଯେ ଆମେ ସାଧାରଣ ଲୋକମାନଙ୍କୁ ବି ଭଲ ପାଇବା ବା ତାଙ୍କୁ ମାନେ କରିବା, କିନ୍ତୁ ଭଲ ପାଇବା କଥା ମାନେ ଭକ୍ତି ମାର୍ଗକୁ ଆଣିବା, ବା ସେମାନେ ସେବା କିଛି ଦଉଛନ୍ତି, ଯୋଉମାନେ ଜିନିଷ କି ତିଆରି କରୁଛନ୍ତି, ତାକୁ ଆଣି ଭଗବାନ କାମ ଲାଗୁଛି। ଯୋଉମାନେ ସବୁ ଗୋହତ୍ୟା କରୁଛନ୍ତି, ସେମାନେ ଭଳି ଲୋକମାନଙ୍କର କେମିତି ତାଙ୍କ ପ୍ରତି ଆମର କଣ କେମିତି ମନୋଭାବ ରହିବ, କଣ କେମିତି କରିପାରିବା, ସେଇଟା ଟିକେ ମୁଁ କ୍ଲିୟର ହବା ପାଇଁ ଚାହୁଁଛି। ମୋର ଅଣ୍ଡରଷ୍ଟାଣ୍ଡିଂ ରେ ଏ ଯେ ଆମେ ମଧ୍ୟମାଧିକାରୀ ସ୍ତରରେ, ତ ଆମେ ଭକ୍ତ ମାନଙ୍କୁ ଭଲ ପାଇବା, ଭକ୍ତ ମାନଙ୍କର ଯୋଉମାନେ ଭକ୍ତି ମାର୍ଗକୁ ଆସିବାକୁ ଉତ୍ସାହ ରଖୁଛନ୍ତି ତାଙ୍କୁ ପ୍ରଚାର କରିବା, ସାହାଯ୍ୟ କରିବା। ଆଉ ଯୋଉମାନେ ଭକ୍ତଙ୍କ ପ୍ରତି ବିଦ୍ୱେଷୀ, ତାଙ୍କୁ କିନ୍ତୁ ଆମେ ଭଲ ପାଇ ପାରିବୁନି। ଯୋଉମାନେ ଏନଭିୟସ୍ ଭକ୍ତଙ୍କ ପ୍ରତି, କି ଯୋଉମାନେ
ଭକ୍ତ ମାନଙ୍କୁ କଷ୍ଟ ଦଉଛନ୍ତି ତାଙ୍କୁ ଆମେ ଭଲ ପାଇ ପାରିବୁନି। ଆମେ ମଧ୍ୟମ ଅଧିକାରୀ ସ୍ତରର, ଯୋଉମାନେ ଉନ୍ନତ ଉତ୍ତମ ଅଧିକାରୀ ସ୍ତରର ସେମାନେ ତାଙ୍କୁ ବି ଭଲ ପାଇବେ। ଆଉ ନିଶ୍ଚିତ ଭାବରେ ଆମର ତାଙ୍କ ପ୍ରତି କିଛି ମାନେ ପର୍ସନାଲ କିଛି ଏମିତି ନାହିଁ, କିନ୍ତୁ ଯେହେତୁ ସେମାନେ ଭକ୍ତଙ୍କ ପ୍ରତି ଖରାପ ଭାବ ରଖୁଛନ୍ତି, ତାଙ୍କ ପ୍ରତି ଆମର ଭାବ ଟା କେବେ ଭଲ ରହିବନି। ସେଇ ଶ୍ଲୋକଟା ମୋର ଭୁଲି ଯାଉଛି, ଯୋଉ ମଧ୍ୟମ ଅଧିକାରୀ କିଏ? ବାଲିଶେଷୁ ଈଶ୍ୱରେ ତଦ୍ ବାଲିଶେଷୁ ଦ୍ୱିଷାତ୍ସୁଚାତ୍ ଲେଖା ହେଇଛି। तदधिनेषु ହଁ ସେଇ ଶ୍ଲୋକରେ प्रेममैत्री कृपापेक्षा। ଜ କରତି ସ ମଧ୍ୟମ। ତ ଏଇଗୁଡା ହେଲା ମଧ୍ୟମାଧିକାରୀର ଗୁଣ। ତ ମଧ୍ୟମାଧିକାରୀ ସ୍ତରରେ ଆମେ ସେଇପରି, ଆଉ ତାଙ୍କୁ ଉଦ୍ଧାର କରିବାର ଗୋଟେ ମାତ୍ର ବାଟ ହରିନାମ ସଂକୀର୍ତ୍ତନ ଆମେ କରିବା। ସେଥିରେ ତାଙ୍କର କିଛି ପୁଣ୍ୟ ସ୍ୱୀକୃତି ହବ। ଆଉ ଯଦି ସେମାନେ ଅଜ୍ଞାତ ଭାବରେ କିଛି ବୈଷ୍ଣବଙ୍କର ସେବା କରିଦେଲେ, ତାହେଲେ ତାଙ୍କର ସେଇଟାରେ କଲ୍ୟାଣ ହେଇପାରିବ କିଛି। ବୈଷ୍ଣବ ମାନେ ତାଙ୍କ ଉପରେ କୃପା କରିଦେବେ କିଛି। ହରେ କୃଷ୍ଣ। ଆଉ କିଏ କଣ ବହୁତ କହିବେ? ବହୁତ ଧନ୍ୟବାଦ। ହରେ କୃଷ୍ଣ ପ୍ରଭୁଜୀ, ମୁଁ କିଛି କହିବାକୁ ହଁ ଚାହୁଁଛି। ହଁ କୁହନ୍ତୁ ମା। ହଁ ମା ପ୍ରଭୁଜୀ, ଆମର ମଦ୍ୟକୁ ଭଲ ପାଉ କିନ୍ତୁ ମଦ୍ୟକୁ ଘୃଣା କର, କିନ୍ତୁ ମଦୁଆକୁ ଘୃଣା କରନି ଅଛି। ମଦୁଆ ଯିଏ ଯେ ମଦ ପିଉଛି ତାକୁ କେବେ ଘୃଣା କର ନାହିଁ, କିନ୍ତୁ ମଦ୍ୟକୁ ଘୃଣା କର। ତେଣୁ ଆମେ ଯିଏ ଯଦି ଅଶ୍ରଦ୍ଧାଳୁ ଜଣେ ରହିଲେ ତାର ଭକ୍ତିରେ ଆସୁନାହାନ୍ତି, ତାଙ୍କୁ ଆମେ ଏମିତି ଭାବରେ ଆଚରଣ ଦେଖିବା ଯାହା ଫଳରେ ସେ ଆମ ଆଡ଼ିକି ଆସକ୍ତି ହେବେ। ତେଣୁ ଆସକ୍ତି କରିବାକୁ ଚେଷ୍ଟା କରିବା। ଯେମିତି ପ୍ରଭୁପାଦ ଯାଇଥିଲେ ମାନେ ପାଶ୍ଚାତ୍ୟ ଦେଶକୁ ଯାଇକି ଯୋଉମାନେ ପୁରା ହିପି ହେଇଥିଲେ, ମାନେ ସବୁ ଚାରି ଧଉଡି କଟା ଯୋଉ କହନ୍ତି ସେମିତି ଅବସ୍ଥାରେ ସେମାନେ ପଡିଥିଲେ। ତାଙ୍କୁ ପ୍ରଭୁପାଦ କେବଳ ମାନେ ହରିନାମ କହିକି ଆଉ ପ୍ରସାଦ ଦେଇକିରି ଭକ୍ତିରେ ଆଣିକି ଏତେ ଉଚ୍ଚ ସ୍ତରକୁ ନେଇଗଲେ। ତେଣୁ ଆମେ ବି ସେମିତି ଚେଷ୍ଟା କରିବା ତାଙ୍କୁ ସବୁବେଳେ ପ୍ରସାଦ ଦେବାକୁ ଚେଷ୍ଟା କରିବା। ପ୍ରସାଦକୁ ଆମେ ଯଦି ସେମାନେ ପ୍ରସାଦକୁ ଘୃଣା କରୁଛନ୍ତି, ଯେ ଅଭକ୍ତ ଲୋକ ନାହିଁ ମୁଁ ପ୍ରସାଦ ଖାଇବିନି, ତାହେଲେ ତାଙ୍କୁ ପ୍ରସାଦ ବୋଲି କହିବାନି। ତାଙ୍କୁ ସୁନ୍ଦର ସୁନ୍ଦର ଦ୍ରବ୍ୟ କିନ୍ତୁ ପ୍ରସାଦ କରି ତାଙ୍କୁ ଖୁଆଇଦେବା। ହଁ ଏଇଟା ମୁଁ ଆଜି କରିଥିଲି ଟିକେ ପାଆନ୍ତୁ, ଏମିତି କହିକି ଯଦି ପ୍ରସାଦ ବି ଖୁଆଇଦେବା, ତାହେଲେ ବି ତାଙ୍କ ହୃଦୟରେ ଭକ୍ତି ଆସିଯିବ। କାରଣ ପ୍ରସାଦର ମହିମା ବହୁତ। ତେଣୁ ସେମିତି କରିପାରିବା। ଆଉ ତାଙ୍କୁ ଆଚରଣ ଭଲ ଦେଖିବା। ସିଏ ଯେତେ ଗାଳି କରନ୍ତୁ ଯାହା କରନ୍ତୁ, କେବେ ତାଙ୍କୁ ଆମେ ଘୃଣା କରିବାନି କି ତାଙ୍କୁ ମାନେ ବ୍ୟବହାର ଖରାପ କରିବାନି। ତାଙ୍କୁ କାହିଁ ଭଗବାନ ଗାଳି କଲ, ଏଇ କଲ, ତାଙ୍କ ସହିତ ଯୁକ୍ତି ଦରକାର। କାହିଁକିନା ଆମର ଅପରାଧୀର ନବମ ଅଛି, ଅସତଲ ବ୍ୟକ୍ତି ଠାରୁ ଆବଶ୍ୟକତା ଠାରୁ ଅଧିକ କୃଷ୍ଣ କଥା କୁହ ନାହିଁ। ତେଣୁ ଭଗବାନଙ୍କ କଥା ଏତେ ନ କହିକିରି ତାଙ୍କୁ ଆଗ ଚେଷ୍ଟା କରିବା କିନ୍ତୁ ତାଙ୍କୁ ଆସକ୍ତି ବଢିଆ ତାଙ୍କ ପାଖରେ ଭଗବାନ ପ୍ରତି। ଧୀରେ 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 ଯଦି ଆମେ ଆଚରଣଟା ଭଲ କରିବା, ତାଙ୍କୁ ସବୁବେଳେ ସେ ଯେତେ ଗାଳି କରନ୍ତୁ ଆମେ ବିନମ୍ର ରହିବା, ଶାନ୍ତ ରହିବା, କିଛି ତାଙ୍କ କଥାର ପ୍ରଭାବ ଆମ ଉପରେ ଯେମିତି ନ ପଡିବ। ସିଏ ଭାବିବା ଏଇ ଲୋକଟାକୁ ମୁଁ ଏତେ ଗାଳି ଦେଲି, ଏତେ କଥା କହିଲି, ଭଗବାନଙ୍କ ନାଁରେ ଏତେ ତାକୁ ବିରୁଦ୍ଧରେ କହିଲି, ସେ ଭଗବାନଙ୍କ ପାଖରେ ଅଛି କିନ୍ତୁ ତାଙ୍କୁ ଗାଳି କଲି। ସିଏ ନିଜେ ହିଁ ଅନୁତାପ କରିବ, କାହିଁକିନା ସମସ୍ତଙ୍କ ହୃଦୟରେ ଆତ୍ମା ପରମାତ୍ମା ଅଛନ୍ତି। ଯେତେ ନିଷ୍ଠୁର ବ୍ୟକ୍ତି ହେଲେ, ମୁଁ ଅନୁଭବ କରିଛି, ଯେତେ ନିଷ୍ଠୁର ବ୍ୟକ୍ତି ହେଲେ ମଧ୍ୟ ସିଏ ନିଶ୍ଚିନ୍ତ ଦିନେ ଅନୁଭବ କରେ ଯଦି ଆପଣ ଶାନ୍ତ ରହିବେ। ଯେ ତା କଥାରେ ଯୁକ୍ତିରେ ଯୁକ୍ତି କରିବା, ଯୋଉଟା କହନ୍ତି ନିଆଁରେ ତେଲ ଢାଳିଲା ଭଳିଆ ହେଇଯିବ। ତେଣୁ ଆମେ ଶାନ୍ତ ରହିକିରି ଯଦି ଆମେ ତାକୁ ଚେଷ୍ଟା କରିବା ପରିବର୍ତ୍ତନ କରିବାକୁ, କାହିଁକିନା ଆମେ ଜଗତରେ ସବୁ ସାଧୁସନ୍ଥ ଆସୁଛନ୍ତି ଜଗତର କଲ୍ୟାଣ କରିବାକୁ। ଆମେ ଯଦି ଭକ୍ତି ହେଇଛେ, ଆମେ ବି ଚେଷ୍ଟା କରିବା କାହାକୁ ଭକ୍ତି କେମିତି ଆଣିବା। କେବେ କାହାକୁ ନିନ୍ଦା କରିକି ଗାଳି କରିକି ତାଠୁ ଦୂରେଇବାକୁ କେବେ ଚେଷ୍ଟା କରିବାନି। ପ୍ରାଣ ଚେଷ୍ଟା କରିବା। ତାପରେ ଗୁରୁ କୃଷ୍ଣଙ୍କୁ ଆମେ ପ୍ରାର୍ଥନା କରିବା, ପ୍ରପାଦ ଏଇ ଜୀବଟା ଆସୁନି, ତାକୁ ଆପଣ କୃପା କଲେ ହବ, ମୋ ଦ୍ୱାରା କିଛି ହେଇପାରୁନି। ତାହେଲେ ଦେଖିବେ ସେଠି ଗୁରୁଙ୍କ କୃପାରେ ମଧ୍ୟ ସେଇ ଜୀବଟା ନିଶ୍ଚିନ୍ତ ଆସିପାରିବ, ମୋର ବିଶ୍ୱାସ। ହରେ କୃଷ୍ଣ। ଧନ୍ୟବାଦ। ହରେ କୃଷ୍ଣ। ଜଗଜନୀ ମାତାଜୀ ଟିକେ, ହରିବାବୁ ଟିକେ ଜଗଜନୀ ମାତା କହିଦିଅନ୍ତୁ। हरे कृष्णा, प्रणाम प्रभु जी लेक्चर तो बहुत इनफॉर्मेटिव थिला, बट मोर गोटे क्वेश्चन रेज हे गला कि तांगे जो कहले भौतिक जगत रो जे सेवा करचंदी सी भी भक्त ही है, तो इनडायरेक्टली जदि आमे चाहिबा जदि भौतिक लोक मानकर आमे सेवा करूचंदी, तो कोन आमे शुद्ध भक्तर सेवा करियार फल पाई परिबा कि? तिलकराम प्रभु प्रश्नर उत्तर दियंतु। ହଁ, ଚୈତନ୍ୟ ଚରିତାମୃତ ଗୋଟେ ଭାବାର୍ଥରେ ପ୍ରଭୁ ଲେଖିଛନ୍ତି, ଯଦି ଜଣେ ମାୟାର ସେବା କରୁଛନ୍ତି ତାହେଲେ ଭାବାର୍ଥରେ ଚୈତନ୍ୟ ଅନ୍ତରୀଳା ରଘୁନାଥ ଭଟ୍ଟ ଗୋସ୍ୱାମୀଙ୍କ ଜୀବନ ଚରିତ୍ର ଉପରେ ଲେଖା ହେଇଛି। କେହି ମାନେ ନ ମାନେ ସବେ ତାର ଦାସ, ଯେ ନ ମାନେ ତାର ସେ ଜଣେ ମାନୁ ନ ମାନୁ ସମସ୍ତେ ଭଗବାନଙ୍କ ଦାସ। ଏଇ ଦୃଷ୍ଟିର ଭାବାର୍ଥରେ ଲେଖା ହେଇଛି ଗୋଟେ ପ୍ରଭୁ ଲେଖିଛନ୍ତି, ଯଦି ଜଣେ ମାୟାର ସେବା କରୁଛି ତାହେଲେ ଇନଡାଇରେକ୍ଟ ସେ ଭଗବାନଙ୍କ ସେବା କରୁଛି, ଇନଡାଇରେକ୍ଟ ଶବ୍ଦ ଲାଗେ। ତେଣୁ ଏଇ ଦୃଷ୍ଟିରେ ଦେଖିବାକୁ ଆସିଲେ ଇନଡାଇରେକ୍ଟ କିଛିଟା ସ୍ୱୀକୃତି ମିଳିବ। ଇନଡାଇରେକ୍ଟ ଶୁଦ୍ଧ ଭକ୍ତଙ୍କର କିଛି ବି ଯାହା ଆମେ ବ୍ୟବହାର କରୁଛେ ଏଇ ଜଗତରେ, ସବୁ ତ ଅଭକ୍ତ ମାନେ ବାହାର କରିଛନ୍ତି ନା, ଯାହେଲେ ସେମାନେ ସ୍ୱୀକୃତି ପାଇବେ। ଏଇ ଦୃଷ୍ଟିରେ ଆମେ ଦେଖିଲେ ଆମେ ଉନ୍ନତ ହେଇପାରିବା, ଆମେ ଧୀରେ ଧୀରେ ଉଚ୍ଚତରକୁ ଯାଇପାରିବା। ସିଏ ତ ନା କଣ କେମିତି କୁହନ୍ତୁ ପ୍ରଭୁ ଟିକେ। ପ୍ରଭୁ ଠିକ ଅଛି, ଧନ୍ୟବାଦ।
ଆକ୍ଚୁଆଲି ମାଙ୍କର ପ୍ରଶ୍ନ ଆଉ ଥିଲା କେମିତି କଣ ଯେ ଆଉ କଣ ଟିକେ କୁହନ୍ତୁ ଟିକେ। ମୁଁ କହୁଛି ମାଙ୍କର ପ୍ରଶ୍ନ ଥିଲା ଯେ ଆମେ ଯଦି ଭୌତିକ ବା ଜଡ଼ ବିଷୟବାଦୀ ଲୋକ ଯୋଉମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେମାନେ କୃଷ୍ଣଙ୍କର ଇନଡାଇରେକ୍ଟଲି ସେବା କରୁଛନ୍ତି। ଯେମିତି ଭଗବାନଙ୍କର ବିରାଟ ରୂପର ପୂଜା ଆରାଧନା ମାଧ୍ୟମରେ କିଏ ଗଛ ପୂଜା କରୁଛି, କିଏ ଦେବାଦେବୀ ପୂଜା କରୁଛି, କିଏ କଣ ପୂଜା କରୁଛି। ସେମାନେ ତ କେହି ଭୋଗ୍ୟ ବସ୍ତୁ ଡାଇରେକ୍ଟ ଗ୍ରହଣ କରିବା ପାଇଁ ଶକ୍ତି ନାହିଁ। ଫର ଏକ୍ସାମ୍ପଲ ଜଣେ ଲୋକ ଜଣେ ଦେବାଦେବୀଙ୍କୁ ଗୋଟେ କିଛି ଅଫରିଂ ପୂଜା ଅର୍ପଣ କଲେ ତ ସିଏ ଦେବାଦେବୀ ନିଜେ ଭୋଗ ଗ୍ରହଣ କରିପାରିବେନି, ସିଏ ଭଗବାନଙ୍କୁ ସେଟା ଅର୍ପଣ କରୁଛନ୍ତି। ତାପରେ ଭଗବାନଙ୍କ ପ୍ରସାଦ ହିସାବରେ ସିଏ କିଛି ଗ୍ରହଣ କରନ୍ତି କାହିଁକି ନା ସେମାନେ ବୈଷ୍ଣବ। ଧର ଆପଣଙ୍କୁ ଯଦି ଜଣେ କିଛି ବର୍ତ୍ତମାନ ତିଲକରାମ ପ୍ରଭୁଙ୍କୁ ଜଣେ କୋଟିଏ ଟଙ୍କା ଦାନ କରିବ ଖୋର୍ଦ୍ଧା ସେଣ୍ଟରକୁ, ତିଲକରାମ ପ୍ରଭୁ କଣ ସେ ପଇସା ନେଇକି ଫ୍ଲାଇଟ ରେ ବୁଲିବେ ନା ମର୍ସିଡିଜ କିଣି ବୁଲିବେ? ତିଲକରାମ ପ୍ରଭୁ ଆଗେ ଦେଖିବେ କେମିତି ମନ୍ଦିର ତିଆରି ହବ, କେମିତି ଏଠି ଭାଗବତ ମାନେ ଭକ୍ତ ମାନେ ଆସିବେ, ନିତ୍ୟାନନ୍ଦ ଦେଶୀ ଆସି କାଲି ବିରାଟ ଉତ୍ସବ ହବ, ଭକ୍ତ ଆସିବେ, ଖାଇବା ପ୍ରୋଗ୍ରାମ ହବ। ସେମାନେ କଣ ହେଲା ତିଲକରାମ ପ୍ରଭୁ ସେ ପଇସାଟା ଭଗବାନ ସେବା ଲଗେଇଲେ, ଭଗବାନଙ୍କ ପ୍ରସାଦ ଲୋକଙ୍କୁ ଦେଲେ। ଏହିପରି ଇନଡାଇରେକ୍ଟଲି ସେ ସେବା କରୁଛନ୍ତି। କିନ୍ତୁ ମାତାଜୀଙ୍କର ପ୍ରଶ୍ନ ହେଲା ଯେ ଜଡ ଏଇ ଯୋଉ ବିଷୟବାଦୀ ଲୋକଙ୍କର ଯଦି ଆମେ ସେବା କରିବା କଣ ସାଧୁ ସେବାର ଫଳ ମିଳିବ କି? ଏଇଟା ହେଲା ପ୍ରଶ୍ନ। କି ଆଉ କିଏ କହିବ ଉତ୍ତର କୁହନ୍ତୁ? ହରେ କୃଷ୍ଣ ପ୍ରଣାମ ପ୍ରଭୁ। ନାଇଁ ପ୍ରଭୁ, କାହିଁ ସେଇ ଫଳ ସେମ୍ ଫଳ ମିଳିବନି। ଯେମିତି ଆମେ ଯଦି ଗୋଟେ ଭକ୍ତକୁ ଆମେ ଅଜାଣତରେ ବି ତାଙ୍କର କିଛି ହେଲ୍ପ କରିଦଉଛନ୍ତି, ସେଟା ଅଜ୍ଞାତ ସ୍ୱୀକୃତି ହେଇଯାଉଛି। କିନ୍ତୁ ଅନ୍ୟମାନଙ୍କର କିଛି ଯଦି ହେଲ୍ପ କରିଦିଏ ସେଟାକୁ ପୁଣ୍ୟ କୁହାଯାଏ। ତେଣୁ ଅଜ୍ଞାତ ସ୍ୱୀକୃତି ଆଉ ପୁଣ୍ୟ ଭିତରେ ଡିଫରେନ୍ସ ଅଛି। ପୁଣ୍ୟ ଫଳଟା ଆମର ପାଇଲା ପରେ କିଛି କ୍ଷୟ ହେଇଯିବ, କିନ୍ତୁ ସ୍ୱୀକୃତିଟା କେବେ କ୍ଷୟ ହୁଏନି। ତ ଅନ୍ୟମାନଙ୍କର ଆମେ ସେବା କଲେ ପୁଣ୍ୟ ପ୍ରାପ୍ତ ହୁଏ, କିନ୍ତୁ ସ୍ୱୀକୃତି ନୁହେଁ। ଭକ୍ତ ସମାନ ନୁହେଁ ସେଟା। ପ୍ରଭୁ ବହୁତ ସୁନ୍ଦର ଏକ୍ସାମ୍ପଲ ଦେଲେ, ଧନ୍ୟବାଦ। ଏଇଠି ମୋର ଆଉ ଗୋଟେ ପ୍ରଶ୍ନ ଆସିଛି ମୋ ମନରେ। ହଁ ହରିଭକ୍ତ ବାବୁ କୁହନ୍ତୁ ତାପରେ ମୁଁ କହିବି, କୁହନ୍ତୁ। ଏଇ ଉତ୍ତର ପରିପ୍ରେକ୍ଷୀରେ ମୁଁ ଟିକେ କହିବି ଯେ ଭକ୍ତ କାହାର ସେବା କରେ? ଭକ୍ତ ଭଗବାନଙ୍କ ସେବା କରେ। ଆମେ ଯେତେବେଳେ ଭକ୍ତଙ୍କର ସେବା କରୁ ତାହା ଅଲ୍ଟିମେଟଲି ଭଗବାନଙ୍କ ସେବା ବୋଲି ଧରାଯାଏ। କିନ୍ତୁ ସାଧାରଣ ଭୌତିକ ଲୋକ ତ ସିଏ ତ ଭଗବାନ ସେବା କରେନି ନା। ତେଣୁ ଆମେ ଯଦି ଭୌତିକ ଲୋକଙ୍କୁ ସେବା କରିବା ବା ତାଙ୍କୁ କିଛି ସାହାଯ୍ୟ କରିବା, ସେଟା ଯାହା କଲେ ପ୍ରଭୁ ପୁଣ୍ୟ ଫଳରେ ଯିବ, କିନ୍ତୁ ସେଟା ଭଗବାନଙ୍କ ସେବାରେ ସେଟା ଗଲାନି। ଗୀତାରେ ମନା କରାଯାଇଛି, ଭୋଗେଶ୍ୱର୍ଯ୍ୟ ପ୍ରସକ୍ତା ନା ତୟା ପରୁତ ବ୍ୟବସାୟାତ୍ମକାବଧି ସମାଦୌନ ବିଧୀୟତେ। ତେଣୁ ଯୋଉ ଭୋଗ ଐଶ୍ୱର୍ଯ୍ୟ ଲିପ୍ତ ଅଛନ୍ତି, ଆମେ ଯଦି ତାଙ୍କୁ ସେବା କରିବା ତାହା କେମିତି ପୁଣ୍ୟ ମାନେ ଭଗବତ ସେବା ବୋଲି ଧରାଯିବ? ସେଟା ହେଇପାରିବ ନାହିଁ। ଏଇଟା ଗଲା ପ୍ରଭୁ। ପ୍ରଭୁ ମୋର ଗୋଟେ କୋଶ୍ଚିନ୍ ଥିଲା, ହରେ କୃଷ୍ଣ ପ୍ରଭୁ କୋଶ୍ଚିନ୍ ଥିଲା ଟିକେ ଯେ ରୁହନ୍ତୁ, ପ୍ରଭୁ କହିଲେ ଏଇଟା ଡିସ୍କସ୍ ସରୁ ମୁଁ କୋଶ୍ଚିନ୍ ପଚାରିବି। ଆପଣ ଆଜ୍ଞା କହିବେ ସତରେ ଏଇଟା ଆପଣ ମାନେ ଭଲ ଉତ୍ତର ଦେଲେ। ପଙ୍କଜନାଥ ପ୍ରଭୁ ବି ବହୁତ ସୁନ୍ଦର ଉତ୍ତର ଦେଲେ। ମୁଁ ଟିକେ ଜାଣିକି ଗୋଟେ କଣ୍ଟା ଟିକେ ଟାଣୁଛି, ତାର ଗୋଟେ କିଛି ଆଉ ଗୋଟେ ମାନେ ସଲ୍ୟୁସନ ବାହାରିବ ଭକ୍ତଙ୍କ ମୁଖରୁ। ପ୍ରଭୁଜୀ ମୁଁ ଟିକେ ଯେ ହଁ ଠିକ ଅଛି, ଟିକେ ମୁଁ କହିଦଉଛି। ଫର ଏକ୍ସାମ୍ପଲ ଯେ ଆମର ଯୋଉ ଜଳ ବିଷୟବାଦୀ ମାନେ ଭୌତିକ ଲୋକଙ୍କ ସେବା କଲେ ସେଟା ପୁଣ୍ୟ ମିଳେ। ମୁଁ ଏବେ ବାଇକ ନେଇକି ଯାଉଛି ଭୁବନେଶ୍ୱର ମନ୍ଦିର, ବର୍ତ୍ତମାନ ଭୁବନେଶ୍ୱର ଆମ ଘରେ ଅଛି, ଘରୁ ମନ୍ଦିର ଯାଉଛି, ଯାଉ ବାଟରେ ଜଣେ ଲୋକ ମତେ ଲିଫ୍ଟ ମାଗିଲେ, କିନ୍ତୁ ମୁଁ ଜାଣିନି ସିଏ ଜଣେ ଟେରରିଷ୍ଟ, ଆତଙ୍କବାଦୀ। ନର୍ମାଲ ଜେଣ୍ଟିଲ ଲୋକଙ୍କ ବେଶ, ନର୍ମାଲ ଯେମିତି ପ୍ୟାଣ୍ଟ ସାର୍ଟ ପିନ୍ଧୁଛନ୍ତି। ତ ମୁଁ ତାଙ୍କୁ ବାଟରେ କିଛି ବାଟ ଲିଫ୍ଟ ଦେଲି। କିନ୍ତୁ ଯେତେବେଳେ ରିସର୍ଚ୍ଚ ମାନେ କେସ୍ ରିସର୍ଚ୍ଚ ମାନେ ଇନଭେଷ୍ଟିଗେସନ ହେଲା, ଇଏ ହେଲା, ସେତେବେଳକୁ ମତେ ପୁଣ୍ୟର ଫଳ ମିଳିବ ନା ପାପର ଫଳ ମିଳିଯିବ? ଆଉ ଯଦି ପୁଣ୍ୟର ଫଳ ମିଳିବ ତାହେଲେ କେମିତି? ଆଉ ଯଦି ପାପର ଫଳ ମିଳିବ ତାହେଲେ କେମିତି? ଆଉ ଯଦି ପାପର ଫଳ ମିଳିଲା ତାହେଲେ ଆମକୁ କୌଣସି ଲୋକଙ୍କୁ ସାହାଯ୍ୟ କରିବା ପୂର୍ବରୁ ଚିନ୍ତା କରିବାକୁ ପଡିବ, କିମ୍ବା କିଛି ତର୍ଜମା କରିକି ମାନେ କିଛି ବିଚାର ବୁଦ୍ଧି ବିବେକ ଲଗେଇକି ସେଟାକୁ ମାନେ ହେଲ୍ପ କରିବା କି ନାହିଁ? ଏ ବିଷୟରେ କିଏ କଣ କହିବ କୁହନ୍ତୁ? ହଁ ହରେ କୃଷ୍ଣ ପ୍ରଭୁ, ଯେ ପ୍ରଣାମ। ଯେ କହିଲେ ଏଟା ନିଶ୍ଚୟ ଠିକ କଥା। ସେ ପଏଣ୍ଟ ଯୋଉ ଆପଣ କହିଲେ ନିଶ୍ଚୟ ଆମେ ତର୍ଜମା କରିବା କଥା। ଆଉ ସେ ସିଚୁଏସନରେ ନହେଲେ ଆମକୁ ନେଗେଟିଭ ଫଳ ମିଳିବ। ଯେମିତି ଆମେ ଭିକାରୀକୁ ଭିକ୍ଷା ଦେଲେ କଣ ହଉଛି, ଯଦି ସେ ଯଦି ତାକୁ ନେଗେଟିଭ ୟୁଜ କଲା ତାର ବି ଆମକୁ ରିଆକ୍ସନ ନେବାକୁ ପଡିବ। ତେଣୁ ସେଇ ପାଇଁ ଆମକୁ ତର୍ଜମା କରିକି ନେବାକୁ ପଡିବ। ଏବଂ ଯଦି ଆମକୁ ବେଟର ସର୍ଭିସ ଭକ୍ତଙ୍କର ମିଳୁଛି ସେ ସମୟରେ, ବା ଆମେ ଯଦି ଜାଣି ସାରିଛୁ ଆମେ ଭକ୍ତ ସେବା କରିବା ଦରକାର, ତ ସେତେବେଳେ ଆମେ ଭକ୍ତଙ୍କର ସେବାକୁ ଛାଡିକି ବା ଭଗବାନଙ୍କ ସେବାକୁ ଛାଡିକି ଅନଲେସେଣ୍ଟଲି ଭେରି ଅର୍ଜେଣ୍ଟ କି ଗୋଟେ ଅସୁବିଧାରେ ଅଛି, ଜଣେ ବହୁତ ପ୍ରୋବ୍ଲେମ ଅଛି, ଆକ୍ଚୁଆଲି ସେ ଜିନିଷଟା ବି ଭଗବାନ ପରମାତ୍ମା ହିସାବରେ ଇନ୍ସପାୟାର କରନ୍ତି
ଯେ ଆମର ଭକ୍ତିର ଲେଭେଲ ଅନୁସାରେ। ତେଣୁ ଜଣେ ସପୋଜ ଆମେ ରାସ୍ତାରେ ଯାଉଛନ୍ତି, ଏକ୍ଜାମ୍ପଲ ଆଉ ଟିକେ ମୁଁ ଗୋଟେ ଏକ୍ଜାମ୍ପଲ ଦେବାକୁ ଚାହୁଁଛି। ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି, ବର୍ତ୍ତମାନ ଆକ୍ସିଡେଣ୍ଟରେ ସେଠି ଜଣେ ପଡ଼ିଯାଇଛି, ଆମେ ତାଙ୍କୁ କ'ଣ କରିବା? ଆମେ ଉଠେଇବା ନା ନାହିଁ? ଆଜିକାଲି ଯୁଗ ହେଇଛି, ଯଦି ଆକ୍ସିଡେଣ୍ଟ ହେଇଯାଇଛି କେହି ନାହାନ୍ତି, ଆମେ ଯଦି ତାକୁ ନେଇକି ଯାଉଛୁ, ପୋଲିସ ଆମକୁ ଆଗେ ଧରିବ। ଆଚ୍ଛା, ବର୍ତ୍ତମାନ ତେଣୁ ଆମେ କ'ଣ କରାଯାଇପାରେ? ଫର ଏକ୍ଜାମ୍ପଲ, ସେତେବେଳେ ଯଦି ଆମେ ଯୋଉ ଲେଭେଲ ଅଛନ୍ତି, ଭଗବାନ ପରମାତ୍ମା ସେ ଇନ୍ସପାୟାର କରନ୍ତି, ସେ ସିଚୁଏସନରେ ଆମେ କ'ଣ କରିବୁ? ସେଟା ଫାଷ୍ଟ। ସେକେଣ୍ଡ, ଯଦି ଆମେ ଜାଣି ବି ପାରୁନାହାନ୍ତି, ତାହେଲେ ସେତେବେଳେ ବେଟର ଟୁ କଲ୍ ଏ ଆମ୍ବୁଲାନ୍ସ। ଗୋଟେ ଅଲ୍ଟରନେଟିଭ ଅଛି, ଟିକେ ବିଚାର ବୁଦ୍ଧି କରିଲେ, କାରଣ ଆମେ ବି ତାକୁ ଉଠେଇକି ନେଇଯିବା ପାଇଁ ଏକା ଅସୁବିଧା ହେଇପାରେ। ତେଣୁ ସେ ପାଇଁ ଆମେ ସେତେବେଳେ ଗୋଟେ ଆମ୍ବୁଲାନ୍ସ ରିଙ୍ଗ କରିଦେଲେ ସେ ଆସିକି ତାକୁ ନେଇଯାଇପାରେ। ତେଣୁ ଆମେ ତାକୁ ଇନଡାଇରେକ୍ଟଲି ଚେଷ୍ଟା କରିବା ହେଲ୍ପ କରିବା ପାଇଁ ସେତେବେଳେ, କିନ୍ତୁ ଆମେ ତା ପ୍ରତି ଦୟାଭାବ ସେ ସିଚୁଏସନ ରହିବା ଦରକାର। ଗୋଟେ ଭକ୍ତର ଗୁଣ। ହରେ କୃଷ୍ଣ। ବହୁତ ବହୁତ ହରେ ଧନ୍ୟବାଦ। କୃଷ୍ଣ। ଆଚ୍ଛା, ହରିଭକ୍ତ ବାବୁ କ'ଣ ହଁ, କହିବା ହରେ ପାଇଁ କୃଷ୍ଣ ଚାହୁଁଥିଲେ? ପ୍ରଭୁ। ଏଇ ଯୋଉ ପ୍ରଭୁ କହିଲେ ଯେ ଯୋଉ କଥା କ'ଣ କି, ଏଇଭଳି ଯୋଉ ପରିସ୍ଥିତି ଯୋଉଟା ଯେଉଁମାନେ ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍, ଯୋଉମାନେ ସର୍ବଦା ଭଗବାନଙ୍କର ମାନେ ସତତମ, ସେମାନଙ୍କର ଯୋଉ ଦଦାମୀ ବୁଦ୍ଧି ଯୋଗ ଭଗବାନ ବୁଦ୍ଧି ଦେବେ, ଯେକୌଣସି ପ୍ରକାର ମାନେ ସମୟ ଆସିଲେ ବି ଭଗବାନ ସେଠି ସୁରକ୍ଷା ଦେବେ। ପ୍ରଭୁ ତ ବହୁତ ବଢିଆ ଉତ୍ତର ଦେଲେ, ସୁରକ୍ଷା ଦେବେ, ଏଟା ହଉଛି ବାସ୍ତବ କଥା। ଏଥିରେ କିଛି ନାହିଁ। କିନ୍ତୁ ଯୋଉଟା ଆସିବ ଯେ ପୁଣ୍ୟ ପାପ, ଏ ତ ଭକ୍ତର ତ ଏଟା ଗୋଟେ କୌଣସି ପ୍ରକାର ଥାଏନି ନା, ପୁଣ୍ୟ ପାପ ପ୍ରତି ତାର ଥାଏନି, ସେ ଭଗବାନଙ୍କ ସୁରକ୍ଷାରେ ଥାଏ। ଭକ୍ତ ସବୁବେଳେ ଭଗବାନ କୋଉଟା କ'ଣ ହବ ସେଟା ଭଗବାନ ମାନେ ମିଛି ମାୟା ବଦ୍ଧ ଯିବ ଆଶା ପାଶେ ଫିରେ ତବ ଇଚ୍ଛା ବିନା କିଛି କରିତେନି। ଏଟା ଭଗବାନ ଇଚ୍ଛାରେ କୋଉଟା ଯଦି ହବାର ତାର ଯଦି ହବାର ଥିବ ତାକୁ କେହି କାଟି ପାରିବେନି। କିନ୍ତୁ ସିଏ ସବୁବେଳେ ଭଗବାନ ସୁରକ୍ଷାରେ ଥିବା ଦରକାର। ହରେ କୃଷ୍ଣ। ହରେ କୃଷ୍ଣ। ପ୍ରଭୁ ମୁଁ ମଧ୍ୟ ହରିଭକ୍ତ ଟିକେ ଆଡ୍ ବାବୁଙ୍କର କ'ଣ ପ୍ରଶ୍ନ ଥିଲା? ଆଉ ଜଣେ ଭକ୍ତଙ୍କର କ'ଣ ପ୍ରଶ୍ନ ଥିଲା? କିଏ ପୂର୍ବ କି ଆଉ କିଏ ଜଣେ? କ'ଣ ହେଲା, ଆର ତାକୁ ଉତ୍ତର ପୁଣ୍ୟ ମିଳିବ ନା ନାଇଁ? ଯୋଉ ଟେରରିଷ୍ଟ କୁ ଆପଣ ନେଇକି ଗଲେ, ମାନେ ତାକୁ ପୁଣ୍ୟ ମିଳିବ ନା ପାପ ମିଳିବ? ସେଟା ଉତ୍ତର କ'ଣ ହେଲା? ହରେ କୃଷ୍ଣ। ମୁଁ ପ୍ରଭୁ ଏଇ ଆଚ୍ଛା, ପରିପ୍ରେକ୍ଷୀରେ ଉତ୍ତର ଟିକେ ଆସିଲା କହିବି। ପ୍ରଭୁ, ଯଦି ସେଇ ବ୍ୟକ୍ତି ଜଣକ ସମାଜର କିଛି ଭଲ କାମ କରୁଥିବେ, ଭଲ କାମ କରୁଥିବେ, ତାହେଲେ ସେ ବୈଷ୍ଣବ ତ ପୂର୍ଣ୍ଣ ମିଳିବାର ଇଏ ନାହିଁ। ଯୋଉ ବ୍ୟକ୍ତି ହେଲ୍ପ କରିବେ ତାଙ୍କୁ ପୂର୍ଣ୍ଣ ମିଳିବ। ଯଦି ସେ ବ୍ୟକ୍ତି ଜଣକ ଖରାପ କାର୍ଯ୍ୟରେ ଯୁକ୍ତ ଥିବେ ତାହେଲେ ତାଙ୍କୁ ପାପର ଫଳ ମିଳିବ। ମାନେ ଯୋଉ ବ୍ୟକ୍ତିକୁ ବୈଷ୍ଣବ ସାହାଯ୍ୟ ଯଦି କରାହବ, ବୈଷ୍ଣବ ଯୋଉ ଟେରରିଷ୍ଟ କୁ ନେଇ ଗଲା, ତାକୁ କ'ଣ ମିଳିବ? ତାକୁ ବି ଆତଙ୍କବାଦୀ ଭାବେ ଜେଲ ମିଳିବ। ତାକୁ ତାର ଖରାପ, ଯେହେତୁ ଦୁଃସଙ୍ଗ ଖରାପ ସଙ୍ଗ, ଯେମିତି ଆମର ଅଜାମିଳ ଖରେ ଖରାପ ଚିତ୍ର ଦେଖିଲା ପରେ ବେଶ୍ୟା ସଙ୍ଗ କଲା, ତ ସେମିତି ବେଶ୍ୟାର ଫଳ ମିଳିଲା। ଯେମିତି ଆମର ଗୋକର୍ଣ୍ଣଙ୍କର ଭାଇ କ'ଣ ତାଙ୍କ ନା? ଦୁନ୍ଦୁକାରୀ। ଦ୍ୱନ୍ଦ୍ୱକାରୀ। ଦ୍ୱନ୍ଦ୍ୱକାରୀ ଯେମିତି ବେଶ୍ୟା ମାନଙ୍କୁ ଆଣି ଘରେ ରଖିଲା, ସେମାନେ ମିଶି ମାରିଲେ। ତ ତେଣୁକରି ଆମକୁ ସବୁବେଳେ ପ୍ରୟାସ କରିବା ପାଇଁ ପଡିବ ସାଧୁ ସଂଘ, ବୈଷ୍ଣବ ସଂଘ। ପ୍ରଭୁ ଆଜ୍ଞା। ଏଠି ତ ଭକ୍ତ ତ ତାର ମାନେ ସ୍ୱର୍ଗରେ ରଖ ବା ନରକରେ ରଖ, ମତେ ଯୋଉଠି ରଖ, ସେଠି ତାର ତ ଭକ୍ତ ତ ଯୋଉ କେବେ ଚାହୁଁନି ଯେ କିଛି ତାର ପୁଣ୍ୟ ମିଳୁ, ସିଏ ତାର ମାନେ ଗୋଟେ କ'ଣ ଭଗବାନ ସୁରକ୍ଷାରେ, ଭଗବାନ ଯଦି ତଦାମୀ ବୁଦ୍ଧି ଯୋଗ ଭଗବାନ ଯଦି କରେଇଲେ, ତାହେଲେ ସେଠି ତାର କ'ଣ ପୁଣ୍ୟ ମିଳିବ କି ପାପ ମିଳିବ, ସେଥିରେ ତାର ତ କୌଣସି ପ୍ରୟାସ ନଥାଏ ନା। ସେଠି ଆଉ ପ୍ରଶ୍ନ ବି ଉଠୁନାହିଁ, ପୁଣ୍ୟ ପାପରେ ବି ପ୍ରଶ୍ନ ପୁଣି ଉଠୁନାହିଁ, କାରଣ ସିଏ ଭଗବାନ ନା ସିଏ ନା କହୁଛି ଯୋଉଠି ମତେ ରଖ। ପ୍ରଶ୍ନ ପ୍ରୟାସ କରୁନି, ଠିକ ଅଛି, କିନ୍ତୁ ଏଇଠି ଯୋଉ ପଏଣ୍ଟଟା ଡିସ୍କସ ଚାଲିଛି, ଆପଣ ଦେଖନ୍ତୁ ଯେ ଗୋଟେ ରାସ୍ତାରେ ଅଚାନକ ଜଣକୁ ସାହାଯ୍ୟ କରିବା, ଯେମିତି ପ୍ରଭୁ ଦେଲେ ଏକ୍ସାମ୍ପଲ ଆମର ପଙ୍କଜନାଥ ପ୍ରଭୁ, ଯେ ଜଣେ ଲୋକଙ୍କର ଆକ୍ସିଡେଣ୍ଟ ହେଇଛି, ସେଠି ସାହାଯ୍ୟ କରିବା ବହୁତ ପ୍ରয়োଜନ। ଯଦି ଆମେ ନିଜେ କରିପାରୁନାହାନ୍ତି, ଆମ୍ବୁଲାନ୍ସ ଡାକିବା, ଏଇଟା ଭଗବାନ ଖୁସି ହେବେ। ଭଗବାନ ବି ଭାଗବତରେ ବହୁତ ଜାଗାରେ କହିଛନ୍ତି ଜୀବକୁ ସାହାଯ୍ୟ କରିବାଟା ହଉଛି ପ୍ରକୃତ ମାନେ ଇନଷ୍ଟାଣ୍ଟ ସାହାଯ୍ୟଟା ହଉଛି ମୁଁ ବହୁତ ଖୁସି ହୁଏ। କିନ୍ତୁ ମୁଁ ସେଇ ସାହାଯ୍ୟକୁ ନେଇକି ପ୍ରଥମକୁ କହିଲି ବୋଲି ପ୍ରଭୁ ଏଇଟା କହିଲେ। ଯେ ଫର ଏକ୍ସାମ୍ପଲ ମୁଁ ଜାଣିନି ଜଣେ ବ୍ୟକ୍ତି ମତେ ଲିଫ୍ଟ ମାଗୁଛି, ମୁଁ ବାଇକ ନେଇକି ଯାଉଛି, କିନ୍ତୁ ସେ ଲୋକ ଜଣେ ଟେରରିଷ୍ଟ ବା ଗୋଟେ ଖରାପ କାର୍ଯ୍ୟ କରିକି ଆସିଛନ୍ତି, ତାଙ୍କୁ ପୋଲିସ ଖୋଜୁଛି ବା ତାଙ୍କ ସେଇ ଜାଗାରେ ତ ଆମକୁ ବି କଷ୍ଟ ମିଳିବ ନା। ମୁଁ ବୈଷ୍ଣବ ହେଲେ ବି ଯେହେତୁ ମୁଁ ଲିଫ୍ଟ ଦେଇଛି, ମୁଁ ବି ଜେଲ ଯିବି। ଆଜ୍ଞା ଆଜ୍ଞା, ଠିକ ଠିକ। କିନ୍ତୁ ଜଣେ ଆକ୍ସିଡେଣ୍ଟ ହେଇକି ପଡିଛି ରାସ୍ତାରେ, ତାଙ୍କୁ ଆମେ ସାହାଯ୍ୟ ନ କରିକି ତାର କର୍ମଫଳ ଭୋଗିବା ପାଇଁ ଛାଡି ଦେଇ ପଳଉଛନ୍ତି, ସେଠି ଭଗବାନ ଖୁସି ହେବେନି। ତେଣୁକରି ଏଇଠି ଆମର ବୁଦ୍ଧି ଆଉ ବିବେକ ଲଗାଇବା ପାଇଁ ପଡିବ। ପ୍ରଭୁ ସେ ଯଦି ସତର୍କତା ଟେରୋରିଷ୍ଟ ପ୍ରଭୁ। ନୁହେଁ, ସାଧୁ ଜଣେ ଭଗବାନଙ୍କର ମାନେ ସାଧୁ ଜଣେ ହେଇଥାନ୍ତି, ଆପଣ ଆଣିଲେନି ଜଣେ ସାଧୁ ହେଇଥାନ୍ତେ, ତାର ତ ବିପଦ ଫଳ ମିଳିବ। ଟେରୋରିଷ୍ଟ ହେଇନାହାନ୍ତି, ସେ ସାଧୁ ସାଧୁ କେବେ ହେଇଛନ୍ତି, ଆପଣ ଟେରରିଷ୍ଟ ଆଣିନାହାନ୍ତି। ହେଇପାରିବନି, ଆଜ୍ଞା। ସାଧୁ କେବେ ଟେରରିଷ୍ଟ ହେଇପାରିବନି, ଇମ୍ପସିବୁଲ।
प्रभुजी मोर क्वेश्चन होची कि आगे से लोकटा जो प्रभुजी कहले सी तो भलो ड्रेस पिंथिले ना से टेररिस्ट कि साधु से तो जानी ना से खाली मागिले ताकर हेल्प रे मते टिके गोटे जगरा गोटे जगह नंतु तेनु सेठी तो से आउ विचार करि परिबेनी साधु लोकटा कि असाधु लोकटा से ताको टिके हेल्प दे देले तापरे ता दोषटा को से भोग करला तेनु हमको परिस्थिति रे विचार करिया को पड़ियो ताले कि साधु कि असाधु से जगह रे तर इनती गोटे परिस्थिति एठी बर्तमान कहले प्रभु कहले से को जानी थिले जे टेररिस्ट टे बोली से तो भलो शर्ट पैंट पिनचे भलो लोकटे बेला से ताको लागिला बेली बसै देले से परिस्थिति ସେଇଟା कोन कर ସମୟ ସ୍ଥାନ କାଳ ପାତ୍ର ଅନୁସାରେ ବିଚାର କରିବାକୁ ପଡିବ। हां जेंती हमर चाणक्य ମୁଁ पंडित के अज्ञान क्लोज से भाषण दे जोटा कहउछन सीटा ବାସ୍ ବାସ୍ किंतु सेठी अज्ञान ने केमिति जानिया जे से लोकटा कोन बोली से सब तो कहले भलो ड्रेस पिंदी आस्तिला भलो पिनतिला से हाथ देखि पचार तो पारिबे कोउठ जाउछन्ते कोउठ आसिले बा कोउठ केते ହଁ जिबे को प्रसंग किंतु कथाबार्ता विषय भगवान आपन प्रम्पटिंग करबे कृष्ण अंतर्जय में अछंती ना हां सेठी कृष्ण को डाकिया पड़ियो जे लोकटा के मते बुद्धि दियो कि जमिति मु गोटे एग्जांपल दउछि काली मु जानि मु गोटे लोकल ट्रेन रे पुरी रे भुवनेश्वर आसा कथा से ट्रेन टाइम थिला 8टा माने बिफोर 1 मंथ सब वर्ष आज पर्यंत 10 वर्ष ना से ट्रेन टाइम 8टा थिला ए जो पूरी कटक पास मेमोटा मेन को मेमोना कोन कहंदी तो से किंतु अचानक काली मु जानिनी काली मु क्लास मु खाली कोन 7:30 पर मु क्लास सारी मो रूम रु चाली गले 20 मिनिट लागियो मु चाली पळे पळाय तो मु 7:40 रे देखिला बेले को 7:30 रे देखिला बेले को ट्रेन टाइम है 7:45 आ 15 मिनिट ट्रेन अछि मु चाली गले जते स्पीड चाली गले मते 20 मिनिट समय लागे तो सब मु बाहरली रूम रु बाहरी कोन कर चिंता करती 2-3 जन बाइक वाला आसले हाथ टेकली ए रखिले नहीं तो आउ गोटे बाइक वाला आसले हाथ टेकली से रखिले जे से पुणी पचार कोठी जीवे से कहते मु माने स्टेशन पर जो कॉलोनटा से ना कहले बोले सेठी जी मु कहले मु स्टेशन पांजी मते ठीक अछि मारा दर्शन तो से आनी मो छाड़ देले तो एटा भगवान को निश्चय किसी कृपा करबे कारण सेतल बंद किछि ऑटो टोटो किछि मो रूम पाखरे मिलेनी से कम्युनिकेशन अलगा तो साइड टिक तो मु भी ट्रेन पाई गली तो एई भला कथा तेणु से देखिले जने वैष्णव वेश धारण करती कोठी अलगा लोक भी रखिलेनी ता आगुर 4-5 जन बाइक से रखिले तेणु विचार करने पड़ो बुद्धि लगे पड़ो कथार अच्छे ना फेस इन द माइंड को फेस इंडेक्स ऑफ माइंड ना कौन कहते ना इंग्लिश रे इंडेक्स ऑफ माइंड तो Yes, is the mirror of the- विचार लगे पड़ो हरे कृष्ण मोर प्रभु गोटे प्रश्न रही प्रभुଙ୍କର हरे कृष्ण प्रभु हरि बोल आज्ञा हरे कृष्ण मोर गोटे प्रश्न हाँ अछि प्रभु कहतु प्रभु कहले जे भक्ति विनोद ठाकुर ना कि से तिलक करू नथिले तेणु वैष्णवर तो प्रथम आचरण होची तिलक कहीं ये विष्णु मंदिर तेणु मोर तादुर आम कौन शिक्षा मिलूँ कि आम जब गर्भभाव हो आम कौन तिलक नाहिबानी तेणु तांकर उत्तरटा कौन रहिबो जे आम तिलक नाहिबा कि नाही यदि गर्भभाव तिलक राम आसीबो प्रभु कौन करिबो कहतु ନାଇଁ ନା ଭକ୍ତି ବିନୋଦ ଠାକୁରଙ୍କର ଭାବ ସେ ତିଳକ ମାନେ ଆମର ଦ୍ୱାଦଶ ତିଳକ କରିପାରିବେ ଯଦି ଆମେ ଭକ୍ତି ବିନୋଦ ଠାକୁର ଭାବ ଥିଲା ଯେ ଏଇଆ ମୁଁ ଆମେ ଶୁଣିଥିଲୁ ଯଦି ମହାରାଜ କହୁଥିଲେ ତାଙ୍କ ଭାବଟା ଏଇଆ ଭକ୍ତଙ୍କର ଭାବଟା ଏଇଆ ଯେ ମୁଁ ଗର୍ବ ଦମ୍ଭ ଆସିବ ମାନେ ତାଙ୍କ ଭାବଟା ଏଇଆ କହିବା ଉଦ୍ଦେଶ୍ୟ ନୁହଁ ତିଳକ କରିବାନି ଦୈନ୍ୟର ଏଇ ଗୋଟେ ଭାବଟା ଗର୍ବ ଆସିବନି ବା ଦମ୍ଭ ଆସିବନି ମୁଁ ଭକ୍ତ ବୋଲି ନିଜକୁ ଯେତେବେଳେ ଦାବି କରିବା ତାର ଅଭିମାନ ଆସିବ ନା ତାପରେ ସେଇ ଉଦ୍ଦେଶ୍ୟରେ କୁହାଯାଉଛି ତା ଉଦ୍ଦେଶ୍ୟ ନୁହଁ ଯେ ସେ କେବେ ତିଳ କରିବେନି କିନ୍ତୁ ଭାବଟା ଆମକୁ ଧରିବାକୁ ପଡିବ ଯେ ମୁଁ ଯଦି ବୈଷ୍ଣବ ଭାବଟା ହେବି ମୋର ଗୋଟେ ଦମ୍ଭ ଗର୍ବଟା ଆସିବ ଏଇଟା ଭୟ ଥାଏ ଯେମିତି ଆମର ଦେଖିବା ମାଧବେନ୍ଦ୍ର ପୁରୀ ସମ୍ମାନକୁ ଡରିକି ସିଏ ପଳଉଥିଲେ ତାଙ୍କ ସମ୍ମାନ କିଛି କରିପାରିବନି କିନ୍ତୁ ସେ ସମ୍ମାନକୁ ତାହେଲେ ଭୟ କରୁଥିଲେ ମାଧବେନ୍ଦ୍ର ପୁରୀ ସେ ତ ମାଧବେନ୍ଦ୍ର ପୁରୀ ଭକ୍ତିର ମୁଖ୍ୟ କିନ୍ତୁ ସେମ୍ ସେ ସମ୍ମାନକୁ ଭୟ କରୁଥିଲେ ତା ଅର୍ଥ କଣ ସିଏ ତ ଏଇଠୁ ଶିକ୍ଷା ମିଳିବ ଯେ ସେ ଦୈନ୍ୟଟା ତାଙ୍କ ହୃଦୟରେ ଏତେ ଥାଏ ପ୍ରଚୁର ଦୈନ୍ୟ ଥାଏ ସେ ଉଦ୍ଦେଶ୍ୟରେ ଏଇଟା କୁହାଯାଇଛି ବା ଲଗୁଥିବେ କିନ୍ତୁ ଏଟା ଶୁଣିଛୁ ଯେହେତୁ ଲେକ୍ଚରରେ ଆମେ ଟିକେ ସେଟା ଯେ ଭାବର ଉଦ୍ଦେଶ୍ୟ ହଉଛି ଦୈନ୍ୟଟା ରହିବ ବେଶୀ ଏଇ ଉଦ୍ଦେଶ୍ୟରେ ତାଙ୍କ ଭାବଟା ହେଇଥାଇପାରେ ନା କେମିତି ପ୍ରଶ୍ନ पंकज ना प्रभु कहबे हाथ देखो कृष्ण प्रभु प्रणाम तो ये क्वेश्चन आंसर वेरी करिवो डिफरेंट पर्सन टू पर्सन सिचुएशन टू सिचुएशन सब क्वेश्चन किसी एक्चुअली जमी कहते सारटा इम्पोर्टाट सेमती भावटा इम्पोर्टाट जमी कहले सेमती आम चेतना प्रभु गोटे जगार कहले रघुनाथ दास गोस्वामी को भाई
ବର୍ତ୍ତମାନ ତୁମର ସମୟ ଯେତେବେଳେ ଆସିବ ତୁମେ ସେଠି ଯିବ ପୁରୀ, ବର୍ତ୍ତମାନ ତୁମେ ତୁମ ବାପା ତୁମକୁ ଛାଡୁନାହାନ୍ତି, ତ ଅନ୍ତେନିଷ୍ଠା ବହ୍ୟା ଲୋକାଚାର ସେ ବର୍ଷେ ସେମିତି ପ୍ରାକ୍ଟିସ କଲେ। ତମେ ଏବେ ଦେଖାଅ ଯେ ସିଚୁଏସନ ଯେ ମୁଁ ପୁରା ଘର ପ୍ରତି ଆସକ୍ତି ଅଛି, କିନ୍ତୁ ବାହାରେ ତୁମେ ବାହାରେ ଦେଖାଅ କିନ୍ତୁ ଭିତରେ ତ ନିଷ୍ଠା ରଖ। ସିଚୁଏସନ ସେଇଭଳିଆ ଲେବୁଲ ଅନୁସାରେ ଜଣେ ଭକ୍ତ ଯଦି ସେଇଭଳିଆ ଲେବୁଲର ଅଛି ଯେ ସିଚୁଏସନ ଏବଂ ତାର ସପୋଜ ଜଣେ ଅଫିସ ଯୋଉ ଭଳିଆ ଯାଉଛି, ସେଇ କେସରେ ଯଦି ସିଏ ଅଲରେଡି ସେଇ ଲେବୁଲରେ ଷ୍ଟ୍ରଙ୍ଗ ଥିବ ଏବଂ ତାକୁ କିଛି ଅସୁବିଧା ଫିଲ୍ ବି ହୁଏନି ଯେ ଅନ୍ୟାନ୍ୟ କିଏ କଣ ଭାବିବେ କଣ କରିବେ ବୋଲି, ସେ ଯଦି ତାର କିଛି ଅସୁବିଧା ନାହିଁ ସେ କରିପାରିବ। କିନ୍ତୁ ଜଣେ ଯଦି ସେଇ ସିଚୁଏସନ ନାହିଁ, ସେ ଯଦି ଅନ୍ୟାନ୍ୟ କଣ କହିଲେ ଡିଷ୍ଟର୍ବ ହେଇଯାଉଥିବ, ସେଇ ସିଚୁଏସନରେ ସିଏ ଘରେ ତିଳକ କରିବ, ଗଲା ବେଳକୁ ପାଣିରେ ତିଳକ କରିକି ବି ଅଫିସ ଯାଇପାରିବ, କିଛି ଅସୁବିଧା ନାହିଁ। କିନ୍ତୁ ନିଷ୍ଠା ଭିତରେ କିନ୍ତୁ ଭଗବାନଙ୍କ ପ୍ରତି ନିଷ୍ଠା ରହିବା ଦରକାର। କିନ୍ତୁ ବେଳେବେଳେ କଣ ହୁଏ, ଆମେ ଖାଲି ତିଳକ କରିବା କିନ୍ତୁ କଲା ବେଳକୁ ଭଗବାନଙ୍କ ପ୍ରତି ଆମ ନିଷ୍ଠା ସେତିକି ନଥିବ, ସେଇଟା ବି କଣ୍ଟ୍ରାଡିକ୍ଟରି ହୁଏ। ତେଣୁ ଡିପେଣ୍ଡିଂ ଅପନ୍ ଏ ପର୍ସନ ସିଚୁଏସନ ଏବଂ ମେନ୍ ହଉଛି ଭଗବତ ପ୍ରେମ। ତେଣୁ ଅନ୍ତର ନିଷ୍ଠା ରହିବା ଦରକାର, ବାହ୍ୟରେ ଲୋକାଚାର। ସିଚୁଏସନ ଅନୁସାରେ ତାକୁ ଟିକେ ଆମେ ଚେଞ୍ଜ କରିପାରିବୁ। ଯେମିତି ହିଜ ହୋଲିନେସ ଆମର ଯୋଉ ମହାରାଜ ମାନେ ସବୁ ରହିଛନ୍ତି, ସେମାନେ ଆମେରିକା ଏବେ ଯୋଉ କଣ୍ଟ୍ରିକୁ ଯାଉଛନ୍ତି, ଆରବ କଣ୍ଟ୍ରିକୁ ଗଲେ ସେଠି ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯିବାକୁ ପଡେ। ପାକିସ୍ତାନକୁ ଗଲେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯିବାକୁ ପଡୁଛି। ତ ଗଲା ପରେ ସେଠି ଯାଇକି ସେ ପ୍ରଚାର କରୁଛନ୍ତି, ପ୍ୟାଣ୍ଟ ସାର୍ଟ ପିନ୍ଧିକି ପ୍ରଚାର କରୁଛନ୍ତି। ଯଦି ସେ ତିଳକ ଫିଳକ ସବୁ କରିକି ତାଙ୍କର ଇଏ ଉପରେ ସିଚୁଏସନ ଅନୁସାରେ ସେ କରିପାରିବେ, କିନ୍ତୁ ସିଏ ବି ଦେଖୁଛନ୍ତି ଯୋଉ କଣ୍ଟ୍ରି ଗଲେ ଯୋଉ ଭଳିଆ ନିୟମ ଅଛି ତାକୁ ମାନିବାକୁ ପଡିବ। ଆପଣ ବର୍ତ୍ତମାନ କଣ କରିବେ, ବର୍ତ୍ତମାନ ସେଠି ପ୍ୟାଣ୍ଟ ସାର୍ଟ ତେଣୁ ହିଜ ହୋଲିନେସ ଆମର ଯୋଉ ଗୋପାଳକୃଷ୍ଣ ମହାରାଜଙ୍କର ଆସିଥିଲା ବି ମଝିରେ ଭିଡିଓ, ତାଙ୍କର ବି ଭିଡିଓରେ ମାନେ ପିକ୍ଚର ଆସିଥିଲା, ସେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ବି ଯାଇକି ପ୍ରିଚିଂ କରିଛନ୍ତି ପାକିସ୍ତାନରେ କିମ୍ବା ଇଏରେ। ଆମେ ଯଦି ଏବେ ଇନିସିଆଲି ଆମେ ଗୋଟେ ପ୍ରିଚିଂ କରି ଯାଉଛୁ, ଆମ ଶିକ୍ଷାଗୁରୁ ସେଟା ଶିଖେଇଥିଲେ, ଆମେ ଯଦି ଏଭଳିଆ ତିଳକ ଫେଳ କରିକି କଲେଜକୁ ପଳେଇ ଯିବା, ଅଲରେଡି ଇସ୍କନର କିଛି ଲୋକ ନେଗେଟିଭ ଆଚରଣ କରାହେଇଛି, ବର୍ତ୍ତମାନ ସେ ଇସ୍କନ ପ୍ରତି ନେଗେଟିଭ ଅଛି। ବର୍ତ୍ତମାନ ପ୍ରଥମ ଯାଇକି ଆପଣ ଇସ୍କନ ବେଶ ଯାଇ ପହଞ୍ଚି ଗଲେ, ସେ ଲୋକ ପ୍ରଥମରୁ ଆପଣଙ୍କୁ ଆଲାଉ ହିଁ କରିବେନି କ୍ଲାସ କରିବା ପାଇଁ। ତେଣୁ ସେଇ ପାଇଁ ଶିବାଜୀ ଗୋଟେ ତାଙ୍କ ଷ୍ଟ୍ରାଟେଜି ଥିଲା ଶିବାଜୀଙ୍କର, ଆମ ଟିଚର ସେଇଟା କୁହନ୍ତି, ଶିବାଜୀଙ୍କ ପାଖରେ ଅଳ୍ପ ସୈନ୍ୟ ଥିଲେ, ତେଣୁ ସେମାନଙ୍କୁ କୁହାଯାଇଥିଲା ସେମାନେ ଗରିଲା ୱାରଫେୟାର, ସେମାନେ ଲୁଚି ଲୁଚି ରହୁଥିଲେ ଏବଂ ଯେତେବେଳେ ଦରକାର ପଡୁଥିଲା ହଠାତ୍ ଆଟାକ୍ କରୁଥିଲେ। ତାଙ୍କ ପାଖରେ ଏତିକି ଇଏ ନଥିଲା କି ଅପୋଜ କରିବା ପାଇଁ ମୋଗଲ କିମ୍ବା ଏସବୁ ମାନଙ୍କୁ। ତେଣୁ ସେଇ ପାଇଁ ସେଟା ଅନ୍ତରେ ସେମାନେ ତାଙ୍କର ଆକ୍ଟିଭିଟି ଇମ୍ପୋର୍ଟାଣ୍ଟ ଯେତିକି, କିନ୍ତୁ ଆଚିଭମେଣ୍ଟ ଅଲସୋ ଇମ୍ପୋର୍ଟାଣ୍ଟ। ତେଣୁ ଆମେ ଲୋକାଚାରକୁ ଦେଖିକି, ସିଷ୍ଟମକୁ ଦେଖିକି ଆମର ଯଦି ଆମେ ଭକ୍ତିକୁ ବଜେଇ ରଖିପାରିବା, ତାହେଲେ ସେ କିଛି ଅସୁବିଧା ନାହିଁ। କିନ୍ତୁ ବେଳେବେଳେ ସେବା ଅନୁସାରେ ସିଚୁଏସନ ଅନୁସାରେ ଆମକୁ ଡ୍ରେସ ତିଳକ ଏସବୁ ଚେଞ୍ଜ କରିବାକୁ ପଡିବ। ହରେ କୃଷ୍ଣ ପ୍ରଭୁ। ଠିକ ଅଛି, ବହୁତ ବହୁତ ଧନ୍ୟବାଦ। ଏବେ ଆମେ ଶ୍ୟାମା ସଖୀ ମାତାଜୀ ଅଛନ୍ତି କି? ମଝିରେ ଜଏନ କରିଥିଲେ, ସକାଳୁ ବାହାରିଗଲେ ନା ଅଛନ୍ତି? ନାହାନ୍ତି ବୋଧେ। ନାହାନ୍ତି ପ୍ରଭୁ। ହରେ କୃଷ୍ଣ ପ୍ରଭୁ, ନା ହୋଷ୍ଟ କିଏ ଅଛନ୍ତି? ମୋର ଭିଡିଓଟା କଣ ହୋଷ୍ଟ କଣ ତାର ବନ୍ଦ ହେଇଯାଇଛି, ମାନେ ଅନ୍ ହଉନାହିଁ। ଆପଣଙ୍କ ନେଟୱାର୍କ ବନ୍ଦ କରିଦେଇଥିଲି, ଲୋ ନେଟୱାର୍କ ପାଇଁ ମୁଁ ବନ୍ଦ କରିଦେଲି। ଠିକ ଅଛି ପ୍ରଭୁ, ଠିକ ଆଜ୍ଞା। ଅଛି। ଏବେ ଆମେ ଆଜି ଆଉ ଯୋଉ ଗୋଟେ ପ୍ରେଜେଣ୍ଟେସନ ଦେବା ପାଇଁ ପ୍ରଭୁଙ୍କର ବହୁତ ଉତ୍ସାହ, ବହୁତ ବାସ୍ତବିକ ମୁଁ ଗ୍ଲୋରିଫିକେସନ କରୁନି, ମତେ ଭଲ ଲାଗୁଛି ଯେ ଆମ ଭକ୍ତର ଭିତରେ ବି ଏମିତି ଭକ୍ତ ଅଛନ୍ତି ଯେ ହରି କଥା ଶ୍ରବଣ ଏବଂ କୀର୍ତ୍ତନ କରିବା ପାଇଁ ଯାହାଙ୍କର ମନ ବ୍ୟାକୁଳ ହଉଛି। ତ ଏଇଥିପାଇଁ ମତେ ବହୁତ ଖୁସି ଲାଗୁଛି। ସେଥିମଧ୍ୟରୁ ଆପଣ ମାନଙ୍କ ସମସ୍ତଙ୍କ ଭିତରୁ ପଙ୍କଜନାଥ ପ୍ରଭୁ ଜଣେ, ସିଏ ବି ଆଜି ମଧ୍ୟ ମତେ ସକାଳ ଭୋର 4ଟାରେ ମତେ ମେସେଜ ଦେଇଛନ୍ତି ଯେ ପ୍ରଭୁ ଯଦି ସେକେଣ୍ଡରେ ସେସନରେ, ମାନେ ଦୁଇଟା ଆମର ସେସନ ରହୁଛି ପ୍ରେଜେଣ୍ଟେସନ, ଯଦି କେହି ଭକ୍ତ ନଥିବେ ତାହେଲେ ମତେ ଯଦି ପରମିଶନ ଦେବେ ମୁଁ ଗୋଟେ ସେସନ ଉପସ୍ଥାପନ କରିବା ପାଇଁ ଚାହାନ୍ତି। ତ ମୁଁ ଲେଖିଥିଲି ଯେ ଗତକାଲି ଶ୍ୟାମା ସଖୀ ମାତାଜୀଙ୍କ ସହିତ କଣ୍ଟାକ୍ଟ ହେଇଥିଲା, ମେ ବି ମା ଦେଇପାରନ୍ତି, ଆଉ ତେଣୁକରି ଯଦି ମା ଦେଲେ ତାହେଲେ ଆପଣ ଦେଇପାରିବେନି, ଯଦି ମା ନଦେଲେ ତାହେଲେ ଆପଣ ଦେବେ। ତ ବର୍ତ୍ତମାନ ତ କାହିଁ ଆମ ଗ୍ରୁପରେ ଶ୍ୟାମା ସଖୀ ମାତାଜୀ ନାହାନ୍ତି। ଠିକ ଅଛି, ତାହେଲେ ଆଜି ଲାଷ୍ଟ ଆଉ ଗୋଟେ କଥା ଏଇଠି ମୁଁ କହୁଛି, ଆମର ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଭକ୍ତି ବୈଭବ ଟିମ୍ ମଡୁଲ ଫାଷ୍ଟ ବ୍ୟାଚ୍ ଏଟା ଓଡିଆରେ ଅନଲାଇନରେ। ଧନ୍ୟବାଦ ଏଇଥିପାଇଁ ଯେ ମାୟାପୁର ଇନଷ୍ଟିଚ୍ୟୁଟ ଯୋଉ ସିଲଭର ଜୁବୁଲ ପ୍ରୋଗ୍ରାମ ପାଇଁ
ଆପଣ ମାନଙ୍କର ପାଖାପାଖି 18,000 ଭଳ ଲକ୍ଷ୍ମୀ ସେବା ପ୍ରଦାନ କରିଛନ୍ତି ସମସ୍ତେ ମିଶିକି କିଛି କିଛି ଭକ୍ତ। ତାଙ୍କ ଭିତରେ ଚରଣ ସରୋଜ ପ୍ରଭୁ, ଅନନ୍ତ କୃଷ୍ଣ, ଅଚ୍ୟୁତ କୃଷ୍ଣ ପ୍ରଭୁ, ହରିନାମ ଗୌତ ପ୍ରଭୁ ଏବଂ ଆମର ପ୍ରଜ୍ଞା ପରିମିତା ମାତାଜୀ ଏବଂ ଆମର ଅପୂର୍ବ ଦୟା ମାତାଜୀ, ଏମିତି ସବୁ ଭକ୍ତ ମାନେ କିଛି କିଛି ସେବା ଦେଇଛନ୍ତି। ପାଖାପାଖି 18-19,000 ଟଙ୍କା ଲକ୍ଷ୍ମୀ ସେବା ହୋଇଛନ୍ତି ଏବଂ ଭକ୍ତି ଶାସ୍ତ୍ରୀରେ ମଧ୍ୟ କିଛି କିଛି ସେବା ସବୁ ଦେଇଛନ୍ତି। ତାଙ୍କର ପାଖାପାଖି 16-17 ସେବା ହେଇଛନ୍ତି। ଯାହା ହଉ ଖୁସି ଲାଗିଲା ଯେ ତାଙ୍କର ଏଇଟା ଇଚ୍ଛା ଥିଲା ଯେ ଗୀତା ଭାଗବତ ପଢିବା ପାଇଁ ଗୋଟେ ଇନଷ୍ଟିଚ୍ୟୁସନ ବା କଲେଜ କିଛି କରିବା ପାଇଁ, ଯୋଉଟା କି ମାୟାପୁର ଇନଷ୍ଟିଚ୍ୟୁଟ 2000 ମସିହାରେ ହେଇଥିଲା। ତାପରେ ଧୀରେ ଧୀରେ ଏବେ କଣ୍ଟିନ୍ୟୁ ଚାଲିଛି ଏବଂ ଆଜି ଆମେ ଏଇ ଯୋଉ 15-16 ସିଲଭର ଜୁବୁଲି ପ୍ରୋଗ୍ରାମ ହବ, ତାଙ୍କ ଶିଷ୍ୟ ବରିଷ୍ଠ ସନ୍ନ୍ୟାସୀ ଜିବିସି ଗୁରୁ ଏମାନଙ୍କ ସେବା ପାଇଁ ଆମେ କିଛି ଆମର ଉପସ୍ଥିତି ନ ହେଇପାରିଲେ ବି ଲକ୍ଷ୍ମୀ ସେବା ବି ଗୋଟେ ବହୁତ ବଡ ସେବା। କଳି ଯୁଗରେ କୁହାଯାଉଛି ଲକ୍ଷ୍ମୀ ହଉଛି ଦ୍ୱିତୀୟ ପ୍ରାଣ। ଗୋଟେ ପ୍ରାଣ ହଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଯୋଉ ପ୍ରାଣ ବାୟୁ, ଆଉ ଗୋଟେ ପ୍ରାଣ ହଉଛି ଚଳିବା ପାଇଁ ବାହାରେ ଲକ୍ଷ୍ମୀ। ସେ ମାଧ୍ୟମରେ କିଛି ସେବା ଦେଇଛନ୍ତି, ସେବା କରିଛନ୍ତି। ଆପଣ ମାନେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ମାୟାପୁର ଇନଷ୍ଟିଚ୍ୟୁଟ ତରଫରୁ। ଆଜି ମୁଁ ଧନ୍ୟବାଦ ଦଉଛି ଆପଣଙ୍କୁ। ଏବେ ଆମେ ଅନୁରୋଧ କରୁ ପଙ୍କଜ ପ୍ରଭୁ ତାଙ୍କର ଲାଷ୍ଟ ସେସନ ସେ ଆରମ୍ଭ କରିବେ ଏବଂ ଏଇ କୋର୍ସର ଲାଷ୍ଟ ସେସନ। ହରେ କୃଷ୍ଣ। ବହୁତ ବହୁତ ଧନ୍ୟବାଦ ପ୍ରଭୁ, ଆଉ ସର୍ଟ ନୋଟିସରେ ଆପଣ ଆମକୁ ସେବାରେ ଏନଗେଜ କରିଥିବାରୁ ବହୁତ ଧନ୍ୟବାଦ। ସୋ ମୋର ଆଜି ଟପିକ ରହିବ ଆଇଡିଆଲ ଗୃହସ୍ଥ ଲାଇଫ, ଯୋଉଟା ମୁଁ ଆଗରୁ ଟିକେ ପ୍ରିପେୟାର କରିଥିଲି, ତେଣୁ ତାକୁ ମୁଁ ଟ୍ରାଏ କରିବି ପ୍ରେଜେଣ୍ଟ କରିବା ପାଇଁ। ବହୁତ ବହୁତ ଧନ୍ୟବାଦ ପ୍ରଭୁ। ओम ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं तस्मै श्री गुरुवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनीति नमिने नमस्ते सरस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। वाञ्छा कल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। उपस्थित समस्त भक्तवृंद मातृवृंद समस्त श्रीचरण कोटि कोटि प्रणाम। तेणु आरंभ करी आगुरी समस्त आशीर्वाद कामना करी गुरु परंपरा समस्त आशीर्वाद कामना करी आज आम जो टपिक अच्छी आइडियल गृहस्थ लाइफ, तापर जत्किंचित गुरु कृपार आमर श्रवण बा कर चेष्टा करिया प्रेजेंट करने निजर शुद्धता। तेणु आम जानी भगवान जो गृहस्थ आश्रम भगवान ही क्रिएट करछन्ति। तेणु गीतार से आम जानी प्रथम भगवद्गीता चैप्टर 4-13 श्लोक चतुर्वर्ण मया सिस्टम गुण कर्म विभाग तस्य कर्तारम अपिमाम विधि अकर्तारम अव्ययम। तेणु भगवान कहले मुई चतुर्वर्ण मया सिस्टम, तेणु जो 4टा वर्ण मुई क्रिएट करछि एवं कौन उपरे ना गुण और कर्म उपरे। जो तेणु आजिकल जो सिस्टम रही वर्ण बा आश्रम जो आम कहते जोटा कि ब्राह्मण क्षत्रिय वैश्य शूद्र किंबा ब्रह्मचारी गारस्थ्य बानप्रस्थ सन्यास, तो ये 4टा वर्ण 4टा आश्रम ये आज जो धीरे धीरे ये जिनसा चेंज होगी बर्तमान कौन हो ना एटा कास्ट बेस्ड हो जाए कास्ट सिस्टम जोटा कि मिसयूटिलाइज होची। तेणु ताकू भगवान से ही पर्पस रे करन ये क्लीयरली लिखाई जे भगवान कहते गुण और कर्म उपर विभाग कराई। तेणु जड़े ब्राह्मणर कर्म से ब्राह्मणर कर्म थे ब्राह्मण कहुए जमी माताजी डिस्कस करते ना ब्रह्म बंधु द्विज बंधी कहुच्छे। सेमती क्षत्रिय गुण थे क्षत्रिय ना क्षत्रिय बंधु क्षत्र बंधु। तेणु जदि जो से गुण नथिबो ताहले आमे ताकू से आश्रम रे ताकू गणा जीवा कथा नाही। सेमती कर्म ब्राह्मणर कर्म पठन पाठन जजन जाजन दान प्रतिग्रह ये षटकर्म विपुण निप्र से निपुण विप्र ये सब कर्म अनुसार होता दरकार। तेणु नहले से सोसाइटीटा सेटारे आमको रंगली यूटिलाइज हो जाना पड़ो। तेणु आम देखा ब्राह्मण जमी गोटे शरीर में 4टा अंग बेसिक इंपोर्टाट अंग। तेणु ब्राह्मण होउछन्ति हेड बा इंटेलेक्चुअल क्लास, क्षत्रिय होउछन्ति हमर आर्म बा वॉरियर क्लास, वैश्य होउछन्ति हमर
ଖାଇବା ଜଙ୍ଘ ଯଦି ମର୍ଚେଣ୍ଟାଇଲ କ୍ଲାସ ଏବଂ ଶୂଦ୍ର ହଉଛନ୍ତି ପାଦ ଯୋଉଟା କି ୱାର୍କର କ୍ଲାସ। ତେଣୁ ଏଇଠୁ ଜଣା ହଉଛି ଜଣେ ଯଦି ଜଣେ ପାଦ ବା ଶରୀର ଅନ୍ନ ଅଙ୍ଗ ନ ରହିଲେ କିଛି କିଛି ଚଳି ଯାଉଛି, କିନ୍ତୁ ଯେମିତି ମୁଣ୍ଡ ଯଦି ନଥିବ ଶିର ନଥିବ ତାହେଲେ ସେଟା ହେଡଲେସ୍ ସୋସାଇଟି ବା ବ୍ରାହ୍ମଣର ପ୍ରେଜେନ୍ସ ନଥିବ ରିଏଲ ବ୍ରାହ୍ମଣର, ତାହେଲେ ସେଟା କ୍ଲାସଲେସ୍ ପ୍ରୋବ୍ଲେମ ହେଇଯିବ। ସେଇପାଇଁ ଏଇ ଯୋଉ ଡିଭିଜନ ଟାକୁ ଅଙ୍ଗ ହିସାବରେ ଉପରୁ ତଳ ପର୍ଯ୍ୟନ୍ତ ରଖାଯାଇଛି। ସେମିତି ଯୋଉ ଚାରିଟା ଯୋଉ ଷ୍ଟେଜେସ୍ ଅଫ ଲାଇଫ ରେ ଯୋଉ କୁହାଉଛି ଆଶ୍ରମ ଯୋଉ କହୁଛନ୍ତି, ସେମିତି ବ୍ରହ୍ମଚାରୀ ଯୋଉ ଷ୍ଟୁଡେଣ୍ଟ ଲାଇଫ, ଗୃହସ୍ଥ ହଉଛି ହାଉସ ହୋଲ୍ଡର ଲାଇଫ, ବାନପ୍ରସ୍ଥ ରିଟାୟାର୍ଡ ଲାଇଫ ଏବଂ ସନ୍ନ୍ୟାସ ହଉଛି ରିନାଉନ୍ସିଏସନ ଲାଇଫ। ତେଣୁ ଯଦି ଆକ୍ଚୁଆଲି କଳିଯୁଗର ଷ୍ଟାର୍ଟିଂରେ 100 ବର୍ଷ ଥିଲା, ବର୍ତ୍ତମାନ ଧୀରେ ଧୀରେ କମିଲା ଲୋକଙ୍କର ଲାଇଫ ସ୍ପାନ୍। ତେଣୁ 100 ବର୍ଷ ଭିତରେ ଯଦି ଦେଖାଯିବ ଆକ୍ଚୁଆଲି ତାକୁ ଆଇଡିଆଲି ଡିଭାଇଡ କରାଯାଇଥିଲା ବ୍ରହ୍ମଚର୍ଯ୍ୟ 25 ବର୍ଷ ପର୍ଯ୍ୟନ୍ତ ଏବଂ 50 ବର୍ଷ 26 ରୁ 50 ଗ୍ରାସ, ତାପରେ ବାନପ୍ରସ୍ଥ 75 ଏବଂ ତା ଉପରକୁ ହଉଛି ସନ୍ନ୍ୟାସ ଥିଲା। କିନ୍ତୁ କଳିଯୁଗରେ ସନ୍ନ୍ୟାସ ମ୍ୟାଣ୍ଡେଟରୀ ନାହିଁ, ଆମକୁ ଅପସନାଲ ଦିଆହେଇଛି। ତେଣୁ 5ଟା ଜିନିଷ କଳିଯୁଗରେ ଅପସନାଲ ଅଛି। ତା ଭିତରୁ ଯେମିତି ଅଶ୍ୱମେଧ ଗୋଭାଲମ୍ବ, ପିତୃ କର ସମୟରେ ଯୋଉ ପିତୃଙ୍କର ଇଏରେ ପୂଜା, ଏଇ ଯୋଉ ଶ୍ରାଦ୍ଧରେ ଯୋଉ ନନଭେଜ ଏ ସବୁ ଆଲାଉଡ ନାହିଁ। ସେମିତି ସନ୍ନ୍ୟାସ ଅପସନାଲ, ବଟ୍ ଜଣେ ନେଇପାରିଲେ ଭଲ। ତ ସେଇ ପାଇଁ ଏଇ ଯୋଉ 4ଟା ସିଷ୍ଟମକୁ ମିନିମମ୍ ଆମକୁ ଯୋଉ ଅଛି ଫଲୋ କରିବାକୁ ହବ, ବା ଅଦରୱାଇଜ ମିନିମମ୍ 3ଟା ଜିନିଷକୁ ବାନପ୍ରସ୍ଥ ପର୍ଯ୍ୟନ୍ତ ଆମକୁ ଯିବା ଦରକାର। ତେଣୁ ଆମେ କହିଲେ ଗୃହସ୍ଥ ଆଶ୍ରମ, ଆମର ମନରେ ଆସୁଛି ଆଶ୍ରମ, କିନ୍ତୁ ରିଏଲି ଆମେ ସମସ୍ତେ କହୁଛୁ ଆମେ ଗୃହସ୍ଥ ଆଶ୍ରମରେ ଅଛନ୍ତି, କିନ୍ତୁ ସେ ଏଇଟା ମିସୟୁଟିଲାଇଜ ହଉଛି। ଗୃହସ୍ଥ ଆଶ୍ରମ ମାନେ ସେ ଆଶ୍ରମ ମାନେ ଶ୍ରମ, ଯୋଉଠି ଶ୍ରମ ମାନେ ପରିଶ୍ରମ କଷ୍ଟ କରାଯାଏ। କାହା ପାଇଁ? ଭଗବାନଙ୍କ ପାଇଁ। ତେଣୁ ଗୃହସ୍ଥ ଜୀବନରେ ପଶିଲା ପରେ ଯଦି ଭଗବାନଙ୍କ ପାଇଁ ଯଦି ଆମେ ପରିଶ୍ରମ କରିବୁନି ବା କଷ୍ଟ ନ କରୁଥିବୁ, ତାହେଲେ ଅନ୍ୟମାନଙ୍କ ପାଇଁ କାହିଁ କଷ୍ଟ କରୁଥିବୁ? ପିଲା ହଉ, ସେ ସ୍ତ୍ରୀ ହଉ, ଏ ଯେ ଭଗବାନଙ୍କ ସେବା ହିସେ ତାଙ୍କ କେୟାର ନିଆଯାଇପାରିବ। ବଟ୍ ଅଦରୱାଇଜ ଯଦି ଆମେ ଅନେଷ୍ଟଲି ଆହାର ନିଦ୍ରା ଭୟ ମୃତ୍ୟୁରେ ଖାଲି ଏନଗେଜ ହଉଥିବା ସୋସାଇଟି ପାଇଁ, ନିଜ ପାଇଁ, ତାହେଲେ କଣ ହବ? ସେଟା ଗୃହସ୍ଥ ଆଶ୍ରମ କୁହାଯିବନି, ତାହାକୁ କୁହାଯିବ ଗୃହ ମେଧି ବା ଗୃହ ମୁଢାଧି। ଧି ମାନେ ବୁଦ୍ଧି, ମୂଢର ବୁଦ୍ଧି। ସେଟା ଗୃହରେ ଆମେ ଅଛୁ, କିନ୍ତୁ ଆମେ ଆକ୍ଚୁଆଲି ତାକୁ ବୁଦ୍ଧି ଆମର ନାହିଁ, ଆମେ ଭଗବାନଙ୍କ ପାଇଁ କରିବା ଦରକାର, କିନ୍ତୁ ଆମେ ତାକୁ କରୁନାହାନ୍ତି। ତେଣୁ ତାକୁ ଗୃହ ମୁଢାଧି ବୋଲି କୁହାଯାଏ ବା ଗୃହ ମେଧି ବୋଲି କୁହାଯାଏ। ତେଣୁ ହ୍ୟୁମାନ ଲାଇଫ ଆକ୍ଚୁଆଲି ଆମର ପର୍ପସ କଣ? ଆକ୍ଚୁଆଲି ଗୃହରେ ଆସିଲା ପରେ ବି ସମସ୍ତଙ୍କର ପର୍ପସ ହଉଛି କଣ ନା ଭଗବାନଙ୍କର ଯୋଉ ସବୈ ପୁଂସ ପରଧର୍ମ ଯତ ଭକ୍ତି ଅଧ୍ୟକ୍ଷ ଯେ ଅହେତୁକ ପ୍ରତୀତ ଜିଜାତ୍ମା ସୁପ୍ରସିଦ୍ଧ। ତେଣୁ ସବୁ ମଣିଷ ବା ସବୁ ଧର୍ମ ହଉଛି ଯେ ଯେକୌଣସି ଅର୍ଡର ବା ଆଶ୍ରମରେ ଥାଉ, କିନ୍ତୁ ତା ଭଗବାନଙ୍କର ସେବା କରିବା ଦରକାର। ଯଦି ଆମେ ସଂସିଦ୍ଧି ହରିତୋଷଣ ଯଦି ନ କରୁଛନ୍ତି, ତାହେଲେ ସେ ହ୍ୟୁମାନ ଲାଇଫର ପର୍ପସ ଟା ଫୁଲଫିଲ ହେଲାନି। ଆମେ ତାକୁ ପଶୁ ବା ପକ୍ଷୀ ଭଳିଆ ମଣିଷ ଜନ୍ମ କରିକି ଖାଇଲା ପିଇଲା ଜନ୍ମ କରି ଆହାର ନିଦ୍ରା ଭୟ ମୃତ୍ୟୁରେ ବିତେଇ ଦଉଛନ୍ତି, ଯୋଉଟା କି ତାର ପର୍ପସ ଫୁଲଫିଲ ହେଇପାରିଲା ନାହିଁ। ସେଇପାଇଁ ଗୃହସ୍ଥ ଆଶ୍ରମ ରେ ଆମକୁ ରହିଲେ ବି ସେଇ ଜିନିଷଟାକୁ କରିବାକୁ ପଡିବ। ଏଠି କୁହାଗଲା ଗୃହସ୍ଥ ଆଶ୍ରମ ବହୁତ ଇମ୍ପୋର୍ଟାଣ୍ଟ। କାହିଁକି? ସବୁ ଆଶ୍ରମ ଇମ୍ପୋର୍ଟାଣ୍ଟ, ଜେନେରାଲି ବ୍ରହ୍ମଚାରୀ ଆଶ୍ରମ ବି ବହୁତ ଇମ୍ପୋର୍ଟାଣ୍ଟ, ସନ୍ନ୍ୟାସୀ ବି ଇମ୍ପୋର୍ଟାଣ୍ଟ, ଗାରସ୍ଥ ବି ଇମ୍ପୋର୍ଟାଣ୍ଟ। ଯଦି ଆମେ ଗାରସ୍ଥ ଲାଇଫରେ ଦେଖିବୁ, ଯୋଉ ଯୋଉ ମାନେ ବହୁତ ବଡ ଦ୍ୱାଦଶ ମହାଜନ ଭିତରୁ ଦେଖନ୍ତୁ ମ୍ୟାକ୍ସିମମ୍ ସେଥିରେ ଅଛନ୍ତି ଗୃହସ୍ଥ ଆଶ୍ରମ ଅଛନ୍ତି। ତେଣୁ ଗୃହସ୍ଥ ଆଶ୍ରମ କଣ ପର୍ପସ? ଯଦି ଗୃହସ୍ଥ ନଥିବ, ତାହେଲେ ଆଗକୁ ବ୍ରହ୍ମଚାରୀ କେମିତି ଆସିବେ? ତେଣୁ ଗୃହସ୍ଥ ରହିବା ଦରକାର। ଗୃହସ୍ଥ ଯଦି ନଥିବ, ଅନ୍ୟମାନଙ୍କର ହେଲା ବ୍ରହ୍ମଚାରୀ ବା ଯୋଉ ସନ୍ନ୍ୟାସ ବା ବାନପ୍ରସ୍ଥ, ଏମାନଙ୍କର ଇନକମ କରିବା ପାଇଁ ତାଙ୍କ ନାହିଁ। ତ ସେମାନେ ଯିଏ ଯାହାର ସେବାରେ ରହିଲେ, କିନ୍ତୁ ଗୃହସ୍ଥର କାମ ହେଲା କିଛି ଇନକମ କରିବ। ଇନକମ କରିକି ରୂପ ଗୋସ୍ୱାମୀଙ୍କର କହିବା ଅନୁସାରେ 50% ସିଏ ଭଗବାନଙ୍କ ସେବାରେ ଲଗେଇବ। ତେଣୁ ଗୃହସ୍ଥର ଇଏ ହଉଛି ଧର୍ମ। ତେଣୁ ଗୃହସ୍ଥ ଅନ୍ୟ 3ଟା ଆଶ୍ରମକୁ ପାଳନ ବା ତାର ଡେଲି ମେଣ୍ଟେନାନ୍ସ, ତାର ହଉଛି କର୍ତ୍ତବ୍ୟ ବା ତାର ସେବା। ଯଦି ଗୃହସ୍ଥ ନଥିବ, ତାହେଲେ ସେଇ ସେବାଟା କରିବା ପାଇଁ ପୁଣି ଅସୁବିଧା ହବ। ବ୍ରହ୍ମଚାରୀକୁ ଆଣିବା ପାଇଁ ହେଲେ ବି ଗୃହସ୍ଥ ଦରକାର, ବା ଅନ୍ୟ ସେ ଅର୍ଡରକୁ ମେଣ୍ଟେନ କରିବା ପାଇଁ ବି ଦରକାର। ଆଉ ଇମ୍ପୋର୍ଟାଣ୍ଟ ଗୃହସ୍ଥ ଆଶ୍ରମ ଆସ୍ପେକ୍ଟ ଆମେ ଦେଖିବା, ଆମେ ଏଇ ଯୋଉ ଗୃହସ୍ଥରେ ତ ଜି ନେଇକି ଏଗୁଡାକୁ ଟ୍ରାଏ ଆମେ କରୁଥିଲୁ ପ୍ରେଜେଣ୍ଟ କରିବା ପାଇଁ। ଜି ରେ ଗଡ ୱାରସିପ, ଗୃହସ୍ଥ ରହିବା ହେଲେ କଣ କଣ ମିନିମମ ଜିନିଷ କରିବାକୁ ପଡିବ? ଜି ଫର ଗଡ ୱାରସିପ, ଜି ଫର ଗୁରୁ ୱାରସିପ, ଜି ଫର ଗିଭିଂ ଅରାଲ ରିସେପସନ ମାନେ ଶ୍ରବଣ କରିବ, ଶାସ୍ତ୍ର ଷ୍ଟଡି କରିବ, ଗିଭିଂ ଚାରିଟି ଦାନ ଧର୍ମ କରିବ, ଜି ଫର ଗେଷ୍ଟ ରିସେପସନ ଅତିଥି କୁ ଇନଭାଇଟ କରିବ ବା ଅତିଥିକୁ ସେବା କରିବ, ଜି ଫର ଗର୍ଭଧାନ ସଂସ୍କାର, ଯଦି ଭଲ ବ୍ରହ୍ମଚାରୀ କେମିତି ଆସିବେ, ଗିଭିଂ ପ୍ରସାଦମ ସମସ୍ତଙ୍କୁ ପ୍ରସାଦ ଡିଷ୍ଟ୍ରିବ୍ୟୁଟ କରିବ, ଏବଂ ଗାଇଡିଂ ଡିପେଣ୍ଡେଣ୍ଟ ମେମ୍ବର୍ସ। ଆମେ ଗୃହସ୍ଥ ମେନ୍ ହଉଛି ସେବା, ପୁଣି ଯୋଉ ପିଲା ଛୁଆ ଆସିଲେ ତାଙ୍କୁ ଭଗବାନଙ୍କର ସେବାରେ ଏନଗେଜ କରିବା ଦରକାର। ଗିଭିଂ ଡିପେଣ୍ଡେଣ୍ଟ ଗାଇଡିଂ ଡିପେଣ୍ଡେଣ୍ଟ ମେମ୍ବର୍ସ
ଯାହାଫଳରେ କି ଗୁରୁ ଗୌରାଙ୍ଗ ଏବଂ ଗେଷ୍ଟ ସମସ୍ତଙ୍କର ସାଧୁଙ୍କର ସେବାରେ ସେ ଏନଗେଜ କରିବେ। ତେଣୁ ଏଇଟା ଗାସ୍ତ୍ର ଏଇଟା ମିନିମମ୍ ରିକ୍ୱାରମେଣ୍ଟ ରହିଛି ସେବା ହିସାବରେ। ତେଣୁ ଆମେ ଦେଖିବା ଗଡ ୱାର୍ସିପ ବା ଭଗବାନ ୱାର୍ସିପରେ କୁହାଯାଉଛି। ତେଣୁ ଶ୍ରୀ ନାରଦ କହିଲେ ଶ୍ରୀମଦ୍ ଭାଗବତମରେ ନାରଦ ଉବାଚ, ଯୋଉ କାହାକୁ କହିଲେ? ଯୁଧିଷ୍ଠିର ମହାରାଜ କହୁଛନ୍ତି। ତ ଆଶ୍ରମ ବିଷୟରେ କହିଲା ବେଳକୁ ସେ କହୁଛନ୍ତି, ଗୃହେଷୁ ଅବସ୍ଥିତ ରାଜନ ପ୍ରିୟ କୁର୍ବନ୍ ଯଥାଚିତ ବାସୁଦେବ ଅର୍ପଣ ସାକ୍ଷାତ ଉପାସିତ ମହାମୁନି। ନାରଦ ମୁନି ରିପ୍ଲାଏଡ୍, ମାଇ ଡିୟର କିଙ୍ଗ, ଦୋଜ ହୁ ଷ୍ଟେ ଆଟ୍ ହୋମ ଏଜ୍ ହାଉସ ହୋଲ୍ଡର, କ'ଣ କରିବା ଦରକାର ନା ନିଜର ଲାଇଭଲିହୁଡ ପାଇଁ ସେ ଚେଷ୍ଟା କରିବ ଏବଂ ତାକୁ ସେ ଯାହା ପାଇଲା ତାକୁ ଚେଷ୍ଟା ଏନ୍ଜୟମେଣ୍ଟ କରିବା ପାଇଁ ଚେଷ୍ଟା ନ କରିକି ତାର ରେଜଲ୍ଟଟାକୁ ସେ ଭଗବାନଙ୍କୁ ବା ବାସୁଦେବଙ୍କୁ ଅର୍ପଣ କରିବା ଦରକାର। ଏବଂ ଯାହା ଫଳରେ କି ବାସୁଦେବଙ୍କୁ ସାଟିସ୍ଫାଇ କଲେ ହିଁ ଯାହାକି ମଣିଷ ଭଗବାନଙ୍କର ଭକ୍ତଙ୍କର ବି ଆସୋସିଏସନ ରହିବ ଏବଂ ତାଫଳରେ ସେ ନିଜର ମଣିଷ ଜନ୍ମକୁ ସାର୍ଥକ କରିପାରିବ। ଏମିତି ବହୁତ ଜାଗାରେ ଅଛନ୍ତି। ଆଉ ନେକ୍ସଟ ଶ୍ଲୋକରେ ବି ତ୍ରିବର୍ଗମ ଏଥିରେ କହୁଛନ୍ତି, ଇଭିନ୍ ଇଫ୍ ୱାନ୍ ଇଜ ଜଣେ ହାଉସ ହୋଲ୍ଡର ଥିଲେ ବି ସେ ରେଦର ଦେନ ଏ ବ୍ରହ୍ମଚାରୀ, ୱାନ୍ ଇଜ ହାଉସ ହୋଲ୍ଡର ରେଦର ଦେନ ବ୍ରହ୍ମଚାରୀ ଓ ସନ୍ନ୍ୟାସୀ ଓ ବାନପ୍ରସ୍ଥ, ୱାନ୍ ସୁଡ୍ ନଟ୍ ଏଣ୍ଡିଓର ଭେରି ହାର୍ଡ। ବହୁତ କଷ୍ଟ କରିବା ଦରକାର ନାହିଁ ତାକୁ। ଯୋଉ ଧର୍ମ ଅର୍ଥ କାମ ମୋକ୍ଷ କରିକି ଇନ୍ଦ୍ରିୟ ତୃପ୍ତି କରିବା ପାଇଁ ସେ ବ୍ରାହ୍ମଣ ଧର୍ମରେ ରହିକି ତାକୁ କୁହାଯିବ ଗୃହ ମେଧି କୁହାଯିବ। ତେଣୁ ସିଏ ଏଇ ଯୋଉ ଉଗ୍ର କର୍ମରେ, ଯୋଉଟା କି ଭଗବାନ ସେବା ନୁହେଁ ବା ପଞ୍ଜେଣ୍ଟ ୱାର୍କ ଯେମିତି ଅଛି, କିଛି କର୍ମ ଅଛି ଉଗ୍ର କର୍ମ, ତାକୁ ସେ ଏନଗେଜ ହେବା ଦରକାର ନାହିଁ। ଏବଂ ସେ କ'ଣ କରିବ? ସେ ସବୁଦିନ ଭଗବାନଙ୍କର ୱାର୍ସିପ କରିବ। ଏଇ ଶ୍ଲୋକରେ କୁହାଗଲା ଯେ ଭଗବାନଙ୍କର ପୂଜା ଅର୍ଚ୍ଚନା ସେ ଏଭ୍ରିଦିନ କରିବ। ଭଗବାନ ଯେହେତୁ ହୃଦୟରେ ବି ବସିଛନ୍ତି, ଅନ୍ତର ବହିରେ ଅବସ୍ଥିତ, ତେଣୁ ସେ ତାଙ୍କର ସବୁବେଳେ ତାଙ୍କର ସେବା କରିବା ଦରକାର, ପୂଜା କରିବା ଦରକାର। ଜଣେ ଯଦି one is enriched with wealth and knowledge which are under his full control by means of which he can perform ଯଜ୍ଞ। ତେଣୁ ଯଜ୍ଞ କ'ଣ କରିବ? ଗ୍ରାସ୍ତ ହଉଛି ଆଗରୁ ଥିଲା ଅଗ୍ନିହୋତ୍ର ଯଜ୍ଞ, କିନ୍ତୁ ଅଗ୍ନିହୋତ୍ର ଯଜ୍ଞ ଏବେ ପ୍ରଯୁଜ୍ୟ ନାହିଁ। କାହିଁକିନା ଯୋଉ ଅଗ୍ନି ବା ଯୋଉ କାଠ ବା ଯୋଉ ଇନଗ୍ରିଡିଏଣ୍ଟ ସେଗୁଡ଼ା ସବୁ ପିଓର ନାହିଁ, ମନ୍ତ୍ର ବି ପିଓର ନାହିଁ। ତେଣୁ ସେ ବର୍ତ୍ତମାନ ହରିନାମ ସଂକୀର୍ତ୍ତନ ଯଜ୍ଞ କରିବା ଦରକାର। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପୁଣି କ'ଣ କରିବ? ଏଠି ଲେଖା ହେଇଛି ଯେ ଗୃହ ଥିଲାବେଳେ ହି ଅଫର୍ସ ରେଜଲ୍ଟ ଟୁ ଦି ଭଗବାନଙ୍କୁ, ଯାହା ପାଇଲା ରେଜଲ୍ଟ ଭଗବାନଙ୍କୁ ଦେବ। ପାସେସ୍ ଲାଇଫ୍ ଅଲୱେଜ ଭଗବାନଙ୍କର ଟପିକ ଡିସ୍କସନ ଶ୍ରବଣ କୀର୍ତ୍ତନରେ ପାସ୍ କରିବ ଏବଂ ଫ୍ୟାମିଲି ମାନଙ୍କୁ ବି ସେ ଭଗବାନଙ୍କ ସେବାରେ ଏନଗେଜ କରିବ। ତେଣୁ କଳି ଯୁଗରେ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ଯେ ହରେ ନାମ, ଯୋଉଟା ହରିନାମ ରିଏଲ ଇମ୍ପୋର୍ଟାଣ୍ଟ। ଭଗବାନଙ୍କର ସେବା ବା ଭଗବାନଙ୍କ ନାମ ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ ପାଦ ସେବନ ଦାସ୍ୟ ପୂଜନ ସଖୀଜନ ଆତ୍ମନିବେଦନ, ଇଏ ପ୍ରୋସେସରେ ସେ ଭଗବାନଙ୍କ ସେବା କରିବ। ନେକ୍ସଟ ଆସିଲା ଗୁରୁ ୱାର୍ସିପ, ଆଚାର୍ଯ୍ୟ ଉପାସନା। ତେଣୁ ଆମେ ଜାଣିଛନ୍ତି ଭଗବତ ଚାପ୍ଟର 13ର 8 ରୁ 12 ଶ୍ଲୋକରେ 20ଟା ଆଇଟମ୍ସ ଅଫ ନଲେଜ ଦିଆହେଇଛି ଏବଂ ତାକୁ କହିଲେ ଭଗବାନ ସେଠି ୟାକୁ ଛାଡିକି ଅର୍ଜୁନ ଆଉ ଯାହା ରହିଛି ସବୁ ଅଜ୍ଞାନ। ଏଇ ଭିତରେ 20ଟା ଆଇଟମ ଭିତରୁ ଯୋଉଟା କି 20ଟା ଆଇଟମ ନଲେଜ ମାନେ ଆକ୍ଚୁଆଲି ବିଶେଷ ନଲେଜ ବିଜ୍ଞାନ, ଯୋଉଟା କି କ୍ୱାଲିଟି ବିଷୟରେ କୁହାଯାଉଛି। ତ ଏଠି ତା ଭିତରେ 2ଟା ଇମ୍ପୋର୍ଟାଣ୍ଟ ରହିଛି ଯେ ସବୁ କ୍ୱାଲିଟି ଡେଭଲପ ହେଇପାରିବ ପ୍ରୋଭାଇଡେଡ ଜଣେ ଯଦି ଆଚାର୍ଯ୍ୟ ଉପାସନା ଏବଂ ମଇଚ ଅନନ୍ୟ ଭକ୍ତି, ଭଗବାନଙ୍କୁ ଫାଷ୍ଟ ହଉଛି ଭଗବାନଙ୍କୁ ଭକ୍ତି କରିବ, ଅନନ୍ୟ ଭକ୍ତି ଏବଂ କେମିତି କରିବ? ପ୍ରପର ଗାଇଡେନ୍ସରେ, ଆଚାର୍ଯ୍ୟଙ୍କର ଉପାସନାରେ। ତାପରେ ଯାଇକି ଅଛି ହ୍ୟୁମିଲିଟି। ତେଣୁ ହ୍ୟୁମିଲିଟି, ପ୍ରାଇଡଲେସନେସ, ନନ୍ ଭାଇଲେନ୍ସ, ଟଲରେନ୍ସ, ସିମ୍ପ୍ଲିସିଟି, ଆପ୍ରୋଚିଂ ଏ ମୋନାଫାଇଡ୍ ସ୍ପିରିଚୁଆଲ ମାଷ୍ଟର ଯୋଉ କୁହାଗଲା, ଏଠି ଗୁରୁଙ୍କ ପାଖରେ ଶରଣ ନେବା ଦରକାର। ତେଣୁ ଆଚାର୍ଯ୍ୟ ଉପାସନା ବିନା ଗୁରୁରେ ଆମେ ଭଗବାନଙ୍କର ସେବା କରିପାରିବା ନାହିଁ। ବା ଭଗବାନ କହିଲେ, ଯିଏ କୁହେ ମୋର ଭକ୍ତ ସିଏ ମୋ ଭକ୍ତ ନୁହେଁ, ଯିଏ ମୋର ଭକ୍ତର ଭକ୍ତ ସିଏ ହେଉଛି ମୋ ଭକ୍ତ। ତେଣୁ ଆମେ ଦେଖିବାକୁ ପଡିବ ଯେ ବିନା ଗୁରୁଙ୍କ ମାଧ୍ୟମରେ ଆମେ ଭଗବାନଙ୍କୁ ସେବା କରିପାରିବା ନାହିଁ ବା ଭଗବାନ ସେ ସେବାକୁ ଗ୍ରହଣ କରିବେ ନାହିଁ। ତେଣୁ ଯସ୍ୟ ପ୍ରସାଦ ଭଗବତ ପ୍ରସାଦ, ଯସ୍ୟ ଅପ୍ରସାଦ ନାଗତି କୁତପି। ତେଣୁ ଯଦି ଭଗବାନଙ୍କର ଭକ୍ତ ବା ଗୁରୁକୁ ସାଧୁକୁ ଆମେ ଖୁସି କରିପାରିଲେ ତାହେଲେ ଭଗବାନ ଖୁସି ହୁଅନ୍ତି। ଆଉ ଯଦି ଆମେ ତାଙ୍କୁ ଖୁସି ନ କରିପାରିଲେ ତାହେଲେ ଦେର୍ ଇଜ୍ ନୋ ଅଦର ୱେ, ଆମର ଦେର୍ ଇଜ୍ ନୋ ଗତି କୁତପି, ଦେର୍ ଇଜ୍ ନୋ ଅଦର ୱେ, ଡେଷ୍ଟିନେସନ ନାହିଁ। ତେଣୁ ସେଇ ପାଇଁ ନାରଦ ପୁଣି କ'ଣ କରୁଛନ୍ତି ସେଠି ପୁଣି ଯେ ଜଣେ ଯେତେବେଳେ ଗୁରୁକୁ ପୂଜା କରିବ ମାନେ କେମିତି, ଏଠି ବ୍ରହ୍ମଚାରୀ ଏକ୍ସାମ୍ପଲ ନିଆଯାଇପାରେ, ଗାରସ୍ଥ ବି ସେମିତି ତାଙ୍କୁ ପୂଜା କରିବା ଦରକାର। କେମିତି ନା ବ୍ରହ୍ମଚାରୀ ଗୁରୁକୁଳେ ବସନ ଦାନ୍ତମ ଗୁରୁର ହିତମ ଆଚରମ ଦାସବନ ନିଚ ଗୁରୁ ଶୂଦ୍ର ସହୋଦରମ। କେମିତି ନା ସେ ବ୍ରହ୍ମଚାରୀ ଯେମିତି ଗୁରୁକୁଳରେ ରହିକି ଯେ ଗୁରୁଙ୍କର କଥା ଅନୁସାରେ ସେ ସବୁ ଚାଲିବ ଏବଂ ତାର ଆଚରଣ ସେମିତି କରିବା ଦରକାର ଏବଂ ଗୁରୁଙ୍କର ହୃଦ ସେ ବୋଲି କୁହାଯାଉଛି ବା ସେ ଗୁରୁଙ୍କର ସବୁ କିଛି ସେବା କରିବା ଦରକାର। ସେମିତି ଗୃହସ୍ଥ ମଧ୍ୟ ଗୁରୁଙ୍କର ସେଭଳିଆ ସବୁ କିଛି ସେବା କରିବା ଦରକାର। ତାଙ୍କ ସିଚୁଏସନ ଅନୁସାରେ ସିଏ ବି ଗୁରୁଙ୍କର ସବୁ କଥା ମାନିବା ଦରକାର ଏବଂ ଏଜିଟି ଏବଂ ତାଙ୍କ ସେବା କରିବା ଦରକାର।
नेक्स्ट हूँ आम केमती अरल रिसेप्शन श्रवणटा बहुत इंपोर्टाट तेणु श्रवण हूँ भक्तिर प्रथम अंग श्रवण कीर्तन तेणु से श्रवण को ये भी इंपोर्टाट दिखाई गृहस्थ सब कौन कर दरकार ना बारंबार साधु संगे साधु संगे हरि कथा श्रवण करने दरकार जहाँफल कि विथ ग्रेट रेस्पेक्ट सी मस्ट रेस्पेक्ट जो भगवान कथा को प्रकृत वैष्णव पाखु माने श्रवण करने दरकार तेणु अवैष्णव मुखगिरनाथ उत हरि कथामृत श्रवण नैव कर्तव्य सर्प उचिष्ट यथापय तेणु से सर्पर उचिष्ट भाया अवैष्णव पाखु न करिकी केवल साधु बा गुरु पाखु आम श्रवण करने दरकार तेणु श्रवण बहुत इंपोर्टेंस अलरेडी अलग क्लास प्रहलाद महाराज भी कहते श्रवण कीर्तन विष्णु स्मरणम पाद सेवनम अर्चनम वंदनम दास्यम साक्ष्यम आत्मनिवेदनम इति पुंसार्पित विष्णु भक्तिश्चैन नवलक्षणा क्रियते भगवती अधा तन्मये अधितम उत्तमम तेणु प्रहलाद महाराज कहले नवांग भक्ति श्रवण बहुत इंपोर्टेंट नेक्स्ट हूँ चैरिटी दान बहुत इंपोर्टेंट आम आउ गोटे टॉपिक चैरिटी थिला किंतु जेहेतु एटा यार पार्ट थिला तेणु ए क्लास ट्राई करने तो चैरिटी वन मस्ट अर्न आम जो कई जो गृहस्थ रही सी कौन कर तार इनकम टा भी करुच्ची सेटा हूँ ऑनेस्ट मेन हवा दरकार ऑनेस्ट वे रे किंतु बहुत लोग आम भाई पारती आम बिजनेस टूर किसी पैसा बा लक्ष्मी आनिबा एवं तापर ताको भगवान सेवा लगेगा सेटा आम दैट इज नॉट जनरली स्टैंडर्ड सेटा नुहे से आम आमर इनकम टा भी स्टैंडर्ड वे रे बा प्रॉपर वे रे करिया दरकार एवं तापरे आम सेथुरु ये करिया दरकार से पई a household should comfortably maintain his dependence either with money that comes by own work or with that gathered by honest execution of one's duty तेणु सेटा honest बहुत important and according to one's means one should perform sacrifice यज्ञ तार कैपेबिलिटी अनुसार एवं रिलीजियस सेरिमनी ये सब करिया दरकार तापरे कौन करुचंदी ना जेहेतु एठी पुणी श्लोक रे पुणी श्रीमद् भागवत 11 कैंटरे कहा जाउची जे जो ब्राह्मण क्षत्रिय वैश्य एमाने यज्ञ करिया दरकार एवं स्टडी द वैदिक लिटरेचर एंड गिव चैरिटी ओनली तार तो आम भावियानी जे आम केवल चैरिटी किए दब खाली गायस तो दब ना जदि ब्राह्मण भी ता पाखरे किछि लक्ष्मी मिलला जेति से निजर सेवा निजर चलिया लगेला रेस्ट से पुणी से डिस्ट्रीब्यूट करदब तेणु से वैश्य भी दब ये तीन जन पार हूँ चैरिटी दवा दरकार ता भितर इंपोर्टेंट हूँ क्षत्रिय हूँ दान बेसी कर बिकज से इनकम बेसी करे तेणु ओनली ब्राह्मण हाउएवर एक्सेप्ट चैरिटी किंतु अन्य कई चैरिटी ग्रहण करेंगे ब्राह्मण चैरिटी ग्रहण कर एंड शूद्र को मेंटेन करने क्षत्रिय अच्छा चैरिटी देवाई ब्राह्मण को दि जाए एठी पुणी कह जाउची जस्ट एज ए शिप रेस्क्यूज दोज हु हैव फॉलन इनटू ओशन सिमिलरली आई हैव वेरी क्विकली रेस्क्यू तेणु जदि आम ए रहा ताले भगवान आसिकी आमको जो भौतिक दुनिया आमको से उद्धार करेंगे तेणु से आमको प्रॉपर गृहस्थ धर्म पालन करने दरकार गिविंग चैरिटी रे एठी भी कहतावान जन्म साफल्यम देहिनाम इहदेषु प्राणीर अर्थे धिया वाच सेम आचरण सदा जे प्रभु बर्तन कहले जे अर्थ द्वारा जो सेवा करवा एटा हूँ आम सेकेंड लाइफ प्रथम जो प्राण तापरे अर्थ तापरे धिया माने बुद्धि तापरे वार्ड द्वारा आम सेवा करिपरिबा किंतु बुद्धि द्वारा बेसी सेवा करा जाई पारे तेणु बुद्धि इंपोर्टेंट किंतु अर्थटा द्वारा कम करा जाई पारे किंतु अर्थटा को सेकेंड रे अछंती बुद्धिटा को थर्ड रखा है जे अर्थ आमर बहुत अनर्थर कारण अर्थ प्रति आम बहुत आसक्ति थाए तेणु जड़े जदि अर्थ को भगवान सेवा लगे पारा प्राण पर से अर्थ जे प्राण दौर सी अर्थ दौर धिया दौर बाच दौर तेणु किंतु अर्थ को सेकेंड रखाई कहीं आम अर्थ प्रति बहुत आसक्ति थाए से रूप गोस्वामी कहले 50% इनकम गृहस्थर ये आइडियल जे करिपारनी चेष्टा करिवो किंतु 50% कृष्ण कॉन्शियसनेस से दवा दरकार 25% इनकम फ्रेंड्स रिलेटिव्स एंड अन्य रहिला एवं 25% इमरजेंसी सेव करि पारियो जणे जड़े सन्यासी तार केवल बैंक अकाउंट न थाए से सब जहाँ सेवा मिलला जहाँ मिलला समस्त सब जिन भगवान से लगे दिए किंतु दिस फॉर गृहस्थ अलाउड कराई 25% इनकम से इमरजेंसी जेहेतु अच्छी पिला छुआ ये सब जिन रही अलाउ कराई से इमरजेंसी रखिपार किंतु आम 50% न कर पारे भी एटलिस्ट सम परसेंटेज ऑफ आवर इनकम शुड गो फॉर भगवान का सेवा चैरिटी पुणी क्या दिज्व प्रॉपर स्थान काल पात्र देखिकी तेणु आम तीन प्रकार चैरिटी अच्छी गोटे चैरिटी हूँ सतगुण गोटे हूँ रजगुण तम गुण सतगुण चैरिटी हूँ सेटा जोटा कि जने शुद्ध भक्त को भगवान का सेवा आम अर्पण करुँच चैरिटी दौरान
ରଜଗୁଣର ଦାନ ହଉଛି ଯୋଉ କିଛି ଏକ୍ସପେକ୍ଟେସନ ରଖି ଆମେ କିଛି ଦାନ ଦଉଛନ୍ତି, ଯାହାଫଳରେ ମତେ କିଛି ରିଟର୍ନ ମିଳିବ ବା ମତେ କିଛି ରେଜଲ୍ଟ ମିଳିବ। ତ ବେଳେ ଲୋକ ମନ୍ଦିର ଯାଉଛନ୍ତି, ପୂଜା କରୁଛନ୍ତି, କିଛି ଦାନ ଦଉଛନ୍ତି, କିନ୍ତୁ ମତେ ଚାକିରି ମିଳିବ କିମ୍ବା ମୋ ନାଁଟା ସେଠି ଲେଖା ହବ, ଏଗୁଟା ହଉଛି କିଛି ଏକ୍ସପେକ୍ଟେସନ ରହିଲା। ତ ସେଇଟା ହଉଛି ରଜଗୁଣ। ଆଉ ତମ ଦାନ ହଉଛି ଯୋଉ ସ୍ଥାନ କାଳ ପାତ୍ର ଠିକ ନଥାଏ। ଯେମିତି ଆମେ ଏକ୍ଜାମ୍ପଲ ଦେଲେ ଭିକାରୀକୁ ଦିଆଗଲା, କିନ୍ତୁ ସେ ନେଇକି ବା ମଦୁଆକୁ ଦିଆଗଲା। ପଲିଟିସିଆନ୍ସ ମାନେ ଅଛନ୍ତି, ଇଲେକ୍ସନ ଆସିଲା ମଦ ପିଇବା ପାଇଁ ଦଉଛନ୍ତି ଦାନ। ତ ସେଇ ସବୁ ଜିନିଷ ହଉଛି ତମ ଗୁଣର। ତେଣୁ ପ୍ରକୃତ ସ୍ଥାନ କାଳ ପାତ୍ର ଅନୁସାରେ ଯୋଉ ଦାନଟା ଦିଆଯାଏ, ସେଇ ପାଇଁ କୁହାହଉଛି ଯଦି ବି ଅପାତ୍ର ବି ବେଳେ ଦାନ ହେଇଯାଏ, ତାହେଲେ ତାର ରିଟର୍ନ ସେ ସେତିକି ଆମାଉଣ୍ଟ ନେକ୍ସଟ ଲାଇଫରେ ମିଳିଯିବ। କିନ୍ତୁ ଯଦି ଜଣେ ହାଫ ବ୍ରାହ୍ମଣକୁ ଦିଏ, ତାହେଲେ ହାଫ ବ୍ରାହ୍ମଣ ପୁରା ନୁହେଁ, ତାର ତାର 2 ଗୁଣ ମିଳେ। ଏବଂ ଯଦି ଜଣେ ଫୁଲ ବ୍ରାହ୍ମଣକୁ ଦିଏ 100 ଟାଇମ୍ସ ମିଳେ। ଆଉ ଜଣେ ଶୁଦ୍ଧ ଭକ୍ତକୁ ଭଗବାନ ସେବା ପାଇଁ ଦିଏ, ଅନଲିମିଟେଡ ଟାଇମ୍ସ ତାର ରିଟର୍ନ ହୁଏ। ତ ସେଇ ପାଇଁ ଏବଂ ତାପରେ ହଉଛି ଗେଷ୍ଟ ରିସେପସନ, ଜି ଫର ଏ ବହୁତ ଇମ୍ପୋର୍ଟାଣ୍ଟ। ଆମେ ଗୃହସ୍ଥ ଲାଇଫରେ ରହିକି ଆମ ଲାଇଫ ଟାଇମ ଟି ଆଜିକାଲି ହେଇଯାଇଛି ଯେ ଆମେ ଘରକୁ କାହାକୁ ଇନଭାଇଟ କରୁନୁ। କାହିଁକି ନା ଆମ ଘରେ ଆମେ କଣ କରୁଛୁ କେହି ଜାଣନ୍ତିନି। ତେଣୁ ସେଇ ପାଇଁ ଅତିଥି ଦେବ ଭବ ଥିଲା। ଅତିଥି ମାନେ କୁ ଆମେ ଦେବତା ବୋଲି ମାନୁଛନ୍ତି, କାହିଁକିନା ଆମର ଲାଇଫଟା ଅତିଥିଙ୍କର ସେବା ପାଇଁ ବି ଇମ୍ପୋର୍ଟାଣ୍ଟ। ତେଣୁ ଗେଷ୍ଟ ମିନ୍ସ ସେଣ୍ଟଲି ପର୍ସନ ଏଠି କୁହାଯାଉଛି। ତେଣୁ ତାଙ୍କର ସେବା ନିହାତି କରିବା ଦରକାର। ଯୋଉ ସର୍ବଭୌମ ଭଟ୍ଟାଚାର୍ଯ୍ୟ ସେ ଜଣେ ଗାସ୍ତ ଥିଲେ, ସେ ଚୈତନ୍ୟ ମହାପ୍ରଭୁଙ୍କୁ ଆଣିକି ସବୁବେଳେ ତାଙ୍କୁ ପ୍ରସାଦ ଅଫର କରୁଥିଲେ। ସେମିତି ସେଇ ପାଇଁ ଆମର ହଉଛି ଯେ ହାଉସ ହୋଲ୍ଡର ସୁଡ୍ ରିସିଭ୍ ଆଣ୍ଡ ସର୍ଭ ସେଣ୍ଟଲି ପର୍ସନ। ତେଣୁ ସାଧୁକୁ ଇନଭାଇଟ କରିବା ଦରକାର। ଅଦରୱାଇଜ ଅଲସୋ ସାଧୁ କେତେବେଳେ ବି ଆସିପାରନ୍ତି। ଅତିଥିଙ୍କର କିଛି ତିଥି ନଥାଏ, ଟାଇମ ନଥାଏ। ଆଗରୁ ଏବେ କୁହାଯାଉଛି ଯଦି ଜଣେ ଭକ୍ତ କାହାକୁ ଗୋଟେ ଇନଭାଇଟ କରୁଛି, ତାକୁ ଡେଟ୍ ଦେଇକି ଟାଇମ ଦେଇକି ଇନଭାଇଟ କରୁଛେ। କିନ୍ତୁ ସେତେବେଳେ ଥିଲା ଜଣେ କେତେବେଳେ ବି ଜଣେ ପହଞ୍ଚିଯିବ, ରାତି ଅଧରେ ବି ପହଞ୍ଚିବ, ତାହେଲେ ବି କିଛି ଅସୁବିଧା ନାହିଁ। କିନ୍ତୁ ସେମାନେ ରେଡି ଥିବା ଦରକାର ତାକୁ ପ୍ରସାଦ ଦ୍ଵାରା ଅନ୍ନ ଦ୍ଵାରା ସେବା କରିବା ପାଇଁ। ଏ ହାଉସ ହୋଲ୍ଡର ସୁଡ୍ ଅଫର ପ୍ରସାଦ ଟୁ ସେଣ୍ଟଲି ପର୍ସନ ଦେବେ ଏବଂ ତା ପାଖକୁ କିଛି ହରିକଥା ଶ୍ରବଣ କରିବେ, ଯାହାଫଳରେ କି ତାଙ୍କର ଲାଇଫଟା ପରଫେକ୍ଟ ହେଇପାରିବ। ନେକ୍ସଟ ହଉଛି ଜି ଫର ଗର୍ଭଧାନ ସଂସ୍କାର। ଆମ ଗର୍ଭଧାନ ଯେହେତୁ ଆମେ କହୁଛନ୍ତି କଳୁ ଶୂଦ୍ର ସମ୍ଭବା, ଯେତେ ଜଣ ଆମେ ଜନ୍ମ ଆସୁଛନ୍ତି କଳିରେ, ଗର୍ଭଧାନ ସଂସ୍କାର ନହେଲେ ଶୂଦ୍ର ବୋଲି କୁହାଯାଉଛି। ତେଣୁ ଫାଷ୍ଟ ପ୍ରଥମ ଇଏ ହଉଛି ଯେ ଗର୍ଭଧାନ ସଂସ୍କାର ଦ୍ଵାରା ଆମେ ଯୋଉ ଚାଇଲ୍ଡ ଆସିବ, ସେ ଚାଇଲ୍ଡ ଜଣେ ଭକ୍ତ ଚାଇଲ୍ଡ ହେବାର ଚାନ୍ସ ବେଶୀ ରହିଛି। ଅଫକୋର୍ସ ସେଟା 50%, ଆଉ ରେଷ୍ଟ 50% ଗାଁର ହେଲା ତାକୁ ରେଜ କରିବାର ଅଛି ଟ୍ରେନିଂ ଦ୍ଵାରା। ତ ସେଇ ପାଇଁ ଆମେ ଥରେ ଯାଇଥିଲୁ ମାୟାପୁର, ଆମେ ଜଣେ ଭକ୍ତ ସହିତ। ସେଠି ଜଣେ ଯୋଉ ଶିଲା ପ୍ରଭୁପାଦ ଜଣେ ଶିଷ୍ୟା ବି ଥିଲେ, ରାଗାତ୍ମିକ ମାତାଜୀ, ତାଙ୍କୁ ଆମେ ପଚାରିଥିଲୁ। ସେ କହିଲେ ତୁମର ଯୋଉ ପୁଅ ଅଛି ତାକୁ ତୁମେ ଭକ୍ତ କରାଅ, ସେଇଟା ହଉଛି ତୁମର ସେବା। ସେମିତି ଆମେ ଜନ୍ନିବାସ ପ୍ରଭୁଙ୍କୁ ବି ପଚାରିଥିଲୁ ସେଇ ସମୟରେ, ସେ ସେମ୍ କଥା। ତେଣୁ ଗାର୍ହସ୍ଥ୍ୟ ଗର୍ଭଧାନ ପିଲା ଆସିବ ଗର୍ଭଧାନ ସଂସ୍କାରରେ, ତାହେଲେ ସିଏ ଭକ୍ତ ପିଲାଟେ ଆସିବାର ଚାନ୍ସ ରହିଛି ଏବଂ ତା ଫଳରେ କି ସିଏ ଟ୍ରେନିଂ ଦେଲେ ସେ ଭକ୍ତ ହେଇପାରେ। ତେଣୁ ଆଗ ଜେନେରେସନ ବ୍ରହ୍ମଚାରୀକୁ ବି ଆଣିବାକୁ ହେଲେ ବି ଜଣେ ଭକ୍ତ ନିଜର ଶୁଦ୍ଧିକରଣ ହୋଇଥିଲେ ସେ କେବେ ଜଣେ ସେଭଳିଆ ସାଧୁକୁ ଇନଭାଇଟ କରିପାରିବନି ତା ଗର୍ଭକୁ। ସେଇପାଇଁ ନେକ୍ସଟ ହଉଛି ଗିଭିଂ ପ୍ରସାଦ। ଗାୟସ୍ଥ ଧର୍ମର ବହୁତ ଇମ୍ପୋର୍ଟାଣ୍ଟ ଯୋଉ ଅଛି, ସେଥିରେ ଆମେ ପଢୁଥିଲୁ ଯୋଉ ଶ୍ରୀମଦ ଭାଗବତମରେ, ଯେତେବେଳେ ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ଗାୟସ୍ଥ ଧର୍ମ, ସେଠୁ ଆଉଟ ଅଫ ପ୍ରାୟ 7ଟା ଜିନିଷ ସେ କହିଛନ୍ତି ଇମ୍ପୋର୍ଟାଣ୍ଟ, ସେଥିରୁ 5ଟା ଜିନିଷ ଥିଲା ପ୍ରସାଦ ଡିଷ୍ଟ୍ରିବ୍ୟୁସନ। 5 ପ୍ରସାଦ ଡିଷ୍ଟ୍ରିବ୍ୟୁସନ ହଉଛି କାହାକୁ ସେଥିରେ ଲେଖା ହେଇଛି ଡିଟି ୱାର୍ସିପ କରିବ, ବିଗ୍ରହ ସେବା ବା ଆଲୋକ୍ୟ ସେବା କଲେ ଯାଇକି ପ୍ରସାଦ ଆସିପାରିବ। ତେଣୁ ଡିଟି ୱାର୍ସିପ ଇମ୍ପୋର୍ଟାଣ୍ଟ। ସେଠି ପ୍ରସାଦ ଆସିବ। ପ୍ରସାଦ ଆସିଲା ପରେ ତୁମେ କାହାକୁ ଦବ ନା ତୁମେ ସାଧୁକୁ ଇନଭାଇଟ କରିବ, ଜେନେରାଲ ପବ୍ଲିକକୁ ଦବ, କିମ୍ବା ପଶୁ ପକ୍ଷୀକୁ ବି ତୁମେ ଡିଷ୍ଟ୍ରିବ୍ୟୁଟ କରିପାରିବ। ତେଣୁ ଏଇଟା ପ୍ରସାଦ ସମସ୍ତଙ୍କୁ ଦେଇକି ଜଣେ ଉଦ୍ଧାର କରିପାରେ। ପ୍ରସାଦ ସର୍ବ ଦୁଃଖ ହାନି ହେଇଯାଏ। ପ୍ରସାଦ ଦ୍ଵାରା ମାନେ ଜଣଙ୍କର ହୃଦୟ କ୍ଲିନ ହୁଏ। ତେଣୁ ସେଇ ପାଇଁ ଶିଲା ପ୍ରଭୁପାଦକୁ ଜଣେ କପଲ ପଚାରିଥିଲେ, ମ୍ୟାରେଡ କପଲ ନୂଆ ଜଣେ ପଚାରିଲେ ଜଣେ ମ୍ୟାରେଡ କପଲଙ୍କ ପାଇଁ ଯେ ହ୍ୱାଟ ଇଜ ଦି ସିକ୍ରେଟ ଅଫ ମାନେ କନଫିଡେନ୍ସିଆଲ ରିଲେସନସିପ ବିଟୱିନ ଏ ମ୍ୟାରେଡ କପଲ। ଜଣେ କନଫିଡେନ୍ସିଆଲ ସମ୍ପର୍କ, ଜଣେ ନୂଆ ଯୁବକ ଯୁବତୀ ମ୍ୟାରେଜ ହେଇଛନ୍ତି, ତାଙ୍କର ଭିତରେ ମୋଷ୍ଟ କନଫିଡେନ୍ସ ରିଲେସନସିପ କଣ ବୋଲି ପ୍ରଭୁପାଦକୁ ସେ ପଚାରିଲେ ଶିଷ୍ୟା। ସେ କହିଲେ ୱାଇଫ ୱିଲ ପ୍ରିପେୟାର ନାଇସ୍ ଭୋଗ, ହଜବେଣ୍ଡ ୱିଲ ଅଫର ଇଟ, and then he go outside and invite anybody is hungry please come 3 times। ତେଣୁ ଯେ ଇନକମ ଯୋଉ ୱାଇଫ କଣ କରିବ ନା ଭୋଗ ବନେଇବ, ହଜବେଣ୍ଡ ଅଫର କରିବ ଏବଂ ତାପରେ ଇନଭାଇଟ କରିବ ବାହାରେ ଯାଇକି, ମାନେ କେହି ଯଦି ଭୋକିଲା ଅଛନ୍ତି ଆସନ୍ତୁ। ସେଇ ପାଇଁ ଶିଲା ପ୍ରଭୁପାଦ ଯୋଉ ଏଇ ଯୋଉ ଫୁଡ ଫର ଲାଇଫ କଲେ, ଯେ ମନ୍ଦିର 10 କିଲୋମିଟର ରେଡିୟସ ରେ ଯେମିତି କେହି ଭୋକା ରହିବନି, ସେମିତି ତା ପାଇଁ କିଏ ଗାରସ୍ଥ୍ୟ। ତେଣୁ ସେ ପ୍ରଥମେ ବୁଝିପାରିଲେନି। ଆଉ ଥରେ ପଚାର नो प्रभुपाद आई वांट टू नो व्हाट इज द मोस्ट कॉन्फिडेंस रिलेशनशिप बिटवीन ए न्यूली मैरिड कपल। प्रभुपाद कहले सेम, रिपीट कले। कहले अरे प्रभुपाद कौन मो क्वेश्चन को बुझी पार नांदी? पुणी आउ थरे पचारे व्हाट इज द मोस्ट कॉन्फिडेंस रिलेशन बिटवीन न्यूली मैरिड कपल। प्रभुपाद रिपीट कले
ଭୋଗ ଅଫର କରିବ ବା ଭୋଗ ବନେଇବ ସ୍ତ୍ରୀ, ୱାଇଫ ତାକୁ ଅର୍ପଣ କରିବ, ତାପରେ ଇନଭାଇଟ କରିବି ଏନିବଡି ହଙ୍ଗରି, ସେମାନେ ଆସି ଆଗ ପ୍ରସାଦ ପାଇବେ, ତାପରେ ଯାଇ ଗାୟତ୍ରୀ ପ୍ରସାଦ ତାପରେ ପାଇପାରିବ। ତେଣୁ ଯୋଉଟା କି ଆଜିକାଲି ହଉନି, ତା ପାଇଁ ପ୍ରାକ୍ଟିକାଲ ଆପ୍ଲିକେସନ ହଉଛି ଆମେ ମଝିରେ ମଝିରେ ଭକ୍ତମାନଙ୍କୁ ହଉ ବା ଅନ୍ୟମାନଙ୍କୁ ବି ଇନଭାଇଟ କରିକି ଭଗବାନଙ୍କର ଫେଷ୍ଟିଭାଲରେ ଅର ଅଦରୱାଇଜ ଅଲସୋ ଇନଭାଇଟ କରିବା ଏବଂ ଆମେ ହରିକଥା ଶ୍ରବଣ କରାଇବା ଏବଂ ପ୍ରସାଦ ଡିଷ୍ଟ୍ରିବ୍ୟୁସନ କରିବା ଦରକାର। ଆଉ ଅଦରୱାଇଜ ଅଲସୋ ଆମେ କୋଉଠି କଣ ଯାଉଥିବା ରାସ୍ତାରେ ବି ଆମେ ଟ୍ରେନରେ ଆମେ କିଛି ଶୁଖା ପ୍ରସାଦ ରଖିଥିବା ଦରକାର। ତ ଏ ପ୍ରାକ୍ଟିକାଲି ଏସବୁ ଜିନିଷ ଆମେ ଆପ୍ଲାଏ କରିବା ଦରକାର। ଯୋଉଟେ ଭିକାରୀକୁ ଯଦି ପଇସା ନ ଦେଇକି ଆମେ ପ୍ରସାଦ ଦିଅନ୍ତି, ସିଏ ପାଇଲେ ତାର ଆତ୍ମାର ଉନ୍ନତି ହବ। ଯଦି ସେଟା ଫୋପାଡ଼ି ବି ଦିଏ, ତାହେଲେ ତାକୁ ଗୋଟେ କୁକୁର ଖାଇଲା କି ଗୋଟେ ବିଲେଇ ଖାଇଲା ବା ଗୋଟେ ଜୀବଜନ୍ତୁ ପାଇଲା, ଗୋଟେ କିଡ଼ା ପାଇଲା, ତାହେଲେ ତାର ବି ଉନ୍ନତି ହବ। ତ ସେଇ ପାଇଁ ପ୍ରସାଦ ବହୁତ ଇମ୍ପୋର୍ଟାଣ୍ଟ। ସେଇ ପାଇଁ କୁହାହେଲା ଯେ ଯଦି ଭଗବାନଙ୍କୁ ଅର୍ପଣ ହେଇଥିବ ସେଥିରେ କଣ ହବ, ଯଜ୍ଞ ଶିଷ୍ଟ ସିଂହାସନ ମୁଚ୍ୟନ୍ତେ ସର୍ବକ୍ଷୀଳ ବସେଇ ଭୁଞ୍ଜନ୍ତି ତୁ ଅଘମ ପାପା ଇଏ ପଚନ୍ତେ ଆତ୍ମା କାରଣ। ତେଣୁ ନିଜ ପାଇଁ ଯଦି ରୋଷେଇ କରୁଥିବ ସେ ପାପ। ତେଣୁ ଭଗବାନଙ୍କୁ ଅର୍ପଣ କରି ଅନ୍ୟମାନଙ୍କୁ ପ୍ରସାଦ ଡିଷ୍ଟ୍ରିବ୍ୟୁସନ କରିବା ଦରକାର। ଏବଂ ଭଗବାନ ବି କହିଲେ ଜଣେ ଯେ ହଉଛନ୍ତି କାହିଁକି ପ୍ରସାଦ ଇମ୍ପୋର୍ଟାଣ୍ଟ ନା ସାଧୁକୁ, ନା ଭଗବାନ କହିଲେ ଯେ ମୋର ଦିଟା ମୁଖ ଅଛି, ଗୋଟେ ମୁଖ ହଉଛି ଅଗ୍ନି ଆଉ ଗୋଟେ ମୁଖ ହଉଛି ମୋର ଶୁଦ୍ଧ ଭକ୍ତ। ଭକ୍ତ ମାନେ ହଉଛନ୍ତି ମୋର ମୁଖ। ତେଣୁ ମତେ ଯଦି ତୁମେ ବହୁତ ବଢିଆ ବନେଇକି ଘିଅରେ ବନେଇକି ବି ଅର୍ପଣ କଲେ କି ଯଦି ଦିଅ, ତାହେଲେ ତୁମର ସେଇଟା 50% ହେଲା। ସେଟା ପ୍ରସାଦ ହେଲା ପରେ ଯଦି ମୋର ଶୁଦ୍ଧ ଭକ୍ତ ବା ଭକ୍ତ ମାନେ ପାଇକି ଯଦି ଖୁସି ହେଇଯାଆନ୍ତି ବା ଅନ୍ୟମାନେ ପାଇକି ଖୁସି ହେଇଯାଆନ୍ତି, ତାହେଲେ ମୋର ଏନାଦର 50% ତୁମର ଯୋଉ ରୋଷେଇ କରିଥିଲ ବା ଇଏ କରିଥିଲ ଯଜ୍ଞ କଲ, ସେଟା ହଉଛି ସକ୍ସେସଫୁଲ ହେଲା। ଇଭେନ ଯଜ୍ଞରେ ବି କୁହାଯାଇଛି ଯେକୌଣସି ଯଜ୍ଞ କରାଯିବ ହରିନାମ ସଂକୀର୍ତ୍ତନ ଦରକାର, ତା ସହିତ ପ୍ରସାଦ ସେବନଟା ଯଦି ନ ହେଇଥିବ ସେ ଯଜ୍ଞ ଏବଂ ବ୍ରାହ୍ମଣକୁ ଦାନ ବା ଯୋଉ ଆସୁଛନ୍ତି ଯିଏ ସେବା କରିବା ପାଇଁ ଯୋଉ ବ୍ରାହ୍ମଣ ଆସିଛନ୍ତି ତାଙ୍କୁ ଦକ୍ଷିଣା ନ ଦେବା, ତାହେଲେ ଏଇ ତିନିଟା ଜିନିଷ ନଥିଲେ ସେ ଯଜ୍ଞ ସକ୍ସେସଫୁଲ ହୁଏନି। ତେଣୁ ପ୍ରସାଦଟା ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ଏଇଠି ଭଗବାନ କହିଲେ ଯେ ଅଗ୍ନିରେ ଯେମିତି ଆମେ ଅର୍ପଣ କରୁଛନ୍ତି ଯଜ୍ଞ ସୁହାସୁ କରିକି, ସେମିତି ତା ଇମ୍ପୋର୍ଟାଣ୍ଟ ହଉଛି ଭକ୍ତଙ୍କର ମୁଖରେ ମୁଁ ପାଏ ପ୍ରସାଦ। ତେଣୁ ଯଦି ଭକ୍ତ ପାଇକି ଏଟା ଖୁସି ହେଇଗଲା, ତାହେଲେ ଯାଇକି ଆମେ ତୁମର ଜାଣିଲ ଯେ ତୁମେ ଯୋଉ ଯଜ୍ଞ କଲ ବା ପ୍ରସାଦ ବନେଇଥିଲ, ସେଇଟା ହଉଛି ତୁମର ସେଇଟା ସେବା ସକ୍ସେସଫୁଲ ହେଲା ବୋଲି। ତେଣୁ ସେଇ ପାଇଁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆଉ ସେ ପାଇଁ ଏଠି ବି କହିଥିଲେ ଯେ ପ୍ରସାଦ ଦେବା ପାଇଁ ଏଠି କହିଲେ ଯୋଉ ଶବ୍ଦରେ ଯେ ବ୍ରାହ୍ମଣ ମାନଙ୍କୁ ଡେମିଗୋଡ୍ସ କୁ ଏବଂ ସେମାନଙ୍କୁ ସବୁ ଆଗରୁ ତ ଡେମିଗୋଡ୍ ମାନଙ୍କୁ ଆସୁଥିଲେ ଯୁଧିଷ୍ଠିର ମହାରାଜ ସମୟରେ କ୍ୱାଲିଫିକେସନ ଥିଲା ବୋଲି ଦେବତାଙ୍କୁ ଇନଭାଇଟ କରୁଥିଲେ, ଦେବତାମାନେ ଆସୁଥିଲେ, ଏମାନେ ଯାଇପାରୁଥିଲେ, ସିଏ ଆସିପାରୁଥିଲେ, ତାଙ୍କ ଯଜ୍ଞରେ ସେମାନେ ଡେମିଗଡ୍ସ ଆସୁଥିଲେ ଏବଂ ତାଙ୍କୁ ସେ ପ୍ରସାଦ ଦଉଥିଲେ। ତେଣୁ ସେଇଟା ଥିଲା। ଡେମିଗଡ୍ସ କୁ ବି ଅର୍ପଣ, ସେମାନେ ତ ଡାଇରେକ୍ଟ ଖାଇବେନି ନା, ଭଗବାନଙ୍କ ପ୍ରସାଦ ପାଇବେ। ତ ସେଇ ପାଇଁ ଡେମିଗଡ୍ସ ବା ଯେକୌଣସି ସାଧୁ ବା ଅର୍ଡିନାରୀ ଲୋକ ବା ଯେକୌଣସି ଜୀବଜନ୍ତୁକୁ ପ୍ରସାଦ ଦ୍ୱାରା ତାର ଉଦ୍ଧାର ଆମେ କରିପାରିବା ବା ସେବା କରିପାରିବା। ତେଣୁ ପ୍ରସାଦଟା ବହୁତ ଇମ୍ପୋର୍ଟାଣ୍ଟ। ଏଠି କୁହାଗଲା ବ୍ରାହ୍ମଣ ହୁଇଚ ସଫିସିଏଣ୍ଟଲି ରିଚ୍ ମଷ୍ଟ ଅଫର ଅବ୍ଲାସନ ଟୁ ଦି ଅଫର ଫାଦର୍ସ ଡ୍ୟୁରିଂ ଡାର୍କ ମୁନ୍ ଅଫ ଦି ନାଇଟ୍ and similarly he should offer oblation to the relatives of forefather ମହାଳୟ। ଏଠି କୁହାଯାଇଛି ଯୋଉ ପିତୃପୁରୁଷ ମାନଙ୍କୁ ବି ଆମେ ଯେତେବେଳେ ଯଜ୍ଞ ବା ପିଣ୍ଡ ଦଉଛନ୍ତି, ଆମେ ଯୋଉ ଡାଇରେକ୍ଟ ଦଉଛନ୍ତି ସେ ସବୁ ଜିନିଷ ସେ ନିଅନ୍ତିନି, ବିଷ୍ଣୁ ପ୍ରସାଦ ଦ୍ୱାରା ଦେଲେ ସେ ଗ୍ରହଣ କରନ୍ତି ଏବଂ ସେ ଉଦ୍ଧାର ପ୍ରାପ୍ତ ହୁଅନ୍ତି। ତେଣୁ ପ୍ରସାଦ ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ହଉଛି ଡିପେଣ୍ଡିଂ ମେମ୍ବର୍ସ ବା ଆମେ ଯୋଉ ଗାଇଡ କରିବାକୁ ପଡିବ ତାଙ୍କୁ କେମିତି ନା ଭଗବାନଙ୍କ ରାସ୍ତାରେ ଆମର ଯୋଉ ପିଲା ବା ସ୍ତ୍ରୀ ବା ପିଲା ଯୋଉମାନେ ରହିଛନ୍ତି ତାଙ୍କୁ ଭକ୍ତ ଲାଇନରେ ଆମେ ଚେଷ୍ଟା କରିବା ତାଙ୍କୁ ଗାଇଡ କରିବା ପାଇଁ। ତେଣୁ ଆମକୁ ସ୍ତ୍ରୀ ଜଣେ ଏନଜୟ ର ବସ୍ତୁ ନ ଚିନ୍ତା କରି ଆମେ ତା ସେବା ହିସାବରେ ଭଗବାନ ସେବା ହିସାବରେ ତାଙ୍କୁ ଭଗବାନ ସେବାରେ ଲଗେଇବା ପାଇଁ ଚେଷ୍ଟା କରିବା ଦରକାର। ତେଣୁ ସବୁବେଳେ ତାଙ୍କୁ ଆମେ ଗାଇଡ କରିବା ଏବଂ ଆଇଡିଆଲ ଗୃହସ୍ଥ ଲାଇଫ ହିସାବରେ ଦେଖନ୍ତୁ ଇଭିନ ଭଗବାନ କୃଷ୍ଣ ଯେତେବେଳେ ଆସିଛନ୍ତି ତାଙ୍କ ସଖା ଯୋଉ ଆସିଲେ ବର୍ତ୍ତମାନ ସୁଦାମା, ତେଣୁ ତାଙ୍କୁ ବି ଦେଖନ୍ତୁ ଅଷ୍ଟପାଟରାଣୀଙ୍କୁ ତାଙ୍କର ଗୃହସ୍ଥ ଲାଇଫ ହିସାବରେ ଦେଖେଇବାକୁ ଚାହୁଁଛନ୍ତି, ଶିକ୍ଷା ଦେବା ପାଇଁ ଯେ ବ୍ରାହ୍ମଣକୁ ଇନଭାଇଟ କଲେ ଇନଭାଇଟମେଣ୍ଟ ସହିତ ଆସିଥିଲେ, ତାଙ୍କୁ ସେ ତାଙ୍କର ପାଦ ଧୌତ କରିଦଉଛନ୍ତି, ତାଙ୍କୁ ଆରତି କରୁଛନ୍ତି ଏବଂ ଅନ୍ୟମାନଙ୍କୁ କହୁଛନ୍ତି ଯେ ସେ ତାଙ୍କର ପାଦ ଧୌତ ପ୍ରାଣୀ ଆଣିକି ନିଜ ମୁଣ୍ଡରେ ଛିଞ୍ଚୁଛନ୍ତି ଏବଂ ସଖୀ ମାନେ ଏମାନେ ପ୍ରାଣୀ ମାନଙ୍କୁ କହୁଛି ତମ ମୁଣ୍ଡରେ ମାନେ ତାକୁ ଛିଞ୍ଚ। ତେଣୁ ଏଇଭଳିଆ ଭଗବାନ ନିଜେ ବି ସେ ଗାରସ୍ଥ ଲାଇଫରେ କେମିତି ଶିକ୍ଷା କରିବା ପଟେ ଦଉଛନ୍ତି। ଏଠି ପୁଣି କୁହାଯାଉଛି ଯେ ସେଇ ଜିନିଷ କୁହାଯାଉଛି କିନ୍ତୁ ଆମେ ସମସ୍ତଙ୍କୁ ଫ୍ୟାମିଲି ଲାଇଫରେ ଭକ୍ତି ମାର୍ଗରେ ଆଣିବା ଆମର ଗାସ୍ତର ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ତେଣୁ ତା ଡିପେଣ୍ଡେଣ୍ଟ ମେମ୍ବର୍ସ କେମିତି କେୟାର ନେବ, ତାକୁ ମେଣ୍ଟାଲି ସେମାନଙ୍କୁ ସବୁ କିଛି ତାଙ୍କୁ ବ୍ୟାଲେନ୍ସ, ତାଙ୍କୁ ଖାଇବା ପିଇବା ସବୁ ବ୍ୟବସ୍ଥା କରିବା ଦରକାର। ତା ଛଡା ତାର ଆତ୍ମାର ଉନ୍ନତି କରିବା ପାଇଁ ଚେଷ୍ଟା କରିବା ଦରକାର। ଯଦି ଆମେ ସେ ପୋଜିସନ ଯଦି ଗୃହସ୍ଥର ଆମେ ଧର୍ମ ନ କରୁଛୁ, ଏଟା ଇମ୍ପୋର୍ଟାଣ୍ଟ ଜିନିଷ ଆହୁରି କିଛି ରହିଛି, କିନ୍ତୁ ସମୟ ଅନୁସାରେ ବର୍ତ୍ତମାନ ଯୋଉ ପୋଜିସନ ଗୃହ ମଧ୍ୟ ସିଏ କିଏ
तार पोजिशन कौन हुए गृहस्थ नुहे खाली मैरेज कर दिगला फैमिली पिला जन्म करदेला पशु भाया ताले सेटा को कौन कहते गृहमेधी गृहमुढ़ादी गृहव्रता बोली कहुए तेणु ये हाउस होल्डर हुज माइंड इज अटैच टू हिज होम एंड जी कि खाली घर घर होची एवं हुई दास डिस्टर्ब भगवान को करूना डिस्टर्ब बाय आर्डेंट डिजायर टू एंजॉय द मनी चिल्ड्रेन लस्टी आफ्टर वुमेन ताले से सबुची मोर मु आउ सब जिन मोर एवं मुझे एंजॉय करी ताले तार कौन हम ना सी निश्चय मायारे पड़ो एवं तापर कौन करियो ना से ओ माय पुअर एल्डरली पेरेंट्स एंड माय वाइफ विथ ए मियर इन्फेंट इन हर आर्म्स एंड माय अदर यंग चिल्ड्रन विदाउट मी दे आर हैव से कौन चिंता करे जे मोर स्त्री मोर पिला बोधे मुई ताको उद्धार करी ये हूँ गृह मेधिर चिंता मु आसी मु तांको उद्धार करी मो बिना से कहीं उद्धारी पारे बा चली पारे जोटा कि से रंग कनसेसन थाए किंतु तार केयर ना पड़ो सेवा हिसाब से किंतु से मेंटाली तार फुलिश से चिंता करे जे तार हार्ट सब फैमिली 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 प्रति आसक्ति खाली थाए बा भगवान प्रति से आसक्ति न थाए एवं से कन्स्टाटली तार फैमिली रिलेटिव्स से केमती बचे सी कौन मृत्यु होती कौन हम ताकू केमती मुझे सेव करी ये से चिंता करे कि एक्चुअली केमती उद्धार कर गृह अंधकूपर से चिंता करूना प्रहलाद महाराज से कहले गृहटा अंधकूप यू आमको गुरुदेव इंस्ट्रक्शन को धरिकी जोड़ा कहले जो रोप पठे माने इंस्ट्रक्शन देइचंदी ताकू हम धरिकी एठू बाहरी जावा पड़ियो तो से प्रहलाद जी कहले मतिर्ना कृष्ण परतो श्रुतपा मिथो अभिपद्यते गृहवृतानाम अदांत गोपीर विषातम विषितम विषताम तमिश्रम पुनः पुनः चर्वित चर्वणाम चर्वणानाम तेणु आमे कौन से गृहस्थ लाइफ रही बार बार इंद्र स्तुति करुचंती पुणी प्रॉब्लम आसुचंती किंतु एथरे मतिर्न कृष्ण परतो श्रुतपा किंतु कौन करा जीवो ना मती कृष्ण पा लगे दरकार किंतु आसवनी निज चेष्टा द्वारा अन्य मान चेष्टा द्वारा आसो कौन कर नेक्स्ट कहते भगवान भक्त पाखे सरेंडर कले भक्त कृपा हेल्ले जड़े मन भगवान पाखे लगे निज चेष्टा द्वारा अन्य मान साहाय्य द्वारा भी जन कर ऑर्डिनरी लोक द्वारा केवल भक्तर जदि पाद अभिषेक मान जदि आम पाद रज द्वारा अभिषेक हवा कथा अनुसार चलवा वाणी सेवा बपु सेवा जहाँफल कि आम माइंड भगवान सेवार कृपार लगे तेणु से प्रहलाद कहे तत्त साधु मन्ये तत्साधु मन्ये असुर पर्या देही नाम सदा समुद्विग्न धियम असदग्रहात हितत्वपातम गृहम अंधकूपम वनम गत्वा यद हरिम आश्रयते हे जो से पचारचंदी बापा प्रहलाद महाराज को कहले से आंसर दौरान तेणु ये जो हे असुर पर्य तुम्हें सब श्रेष्ठ असुर भितर श्रेष्ठ जे तुम्हें कौन हो ना सदा समुद्विग्न धियाम बुद्धि सब जो गृह रही आम सब अलवेज माइंड डिस्टर्ब रहे असत ग्रहात आम जो शरीर भी असत तेणु कौन करा पड़े ना सब त्याग कर गृहमंधकूप त्याग कर बनाम गत्वा वृंदावन बा होली ध्यान जाकि आश्रय न तार अर्थ नुहे संसार सब छाड़ी पलैया जदि आम घर को वृंदावन कर असुविधा नहीं प्रभुपाद मना करना तेणु इंपोर्टान्स ऑफ गृहस्थ लाइफ रोचे आफ्टर स्टेइंग इन गृहस्थ लाइफ वन शुड एंटर वानप्रस्थ तेणु तापर से जड़े वानप्रस्थ को जावा दरकार कंप्लीटली ना गृहस्थ लाइफ रही रही से तार सब टाइम टा बर्बाद हो तेणु सी तार पुणी वानप्रस्थ जावा दरकार लेटर ही कैन टेक सन्यास पाठ कन्यास कलिजुगर ऑप्शनल से कहगला अश्वमेधम गवालंबम सन्यासम पालपैतृकम फलपैतृकम देवर्ण सुतपत्ति कलु पंच विवर्जित ये पांचटा जिनस कलिर विवर्जित इन पैक्ट गोटे हूँ हर्स सैक्रिफाइस काउ सैक्रिफाइस आउ सन्यास जोटा कि ऑप्शनल एवं ऑफरिंग जो फोर फादर्स पितृ मान को जो पिंड दिया से मांस ऑफरिंग करवा बा जदि पिला हो पारनी तो ब्रदर वाइफ द्वारा पिला करवा देवर्ण सुतपत्ति तो ये पांचटा जिनस कलिजुगर विवर्जित बट सन्यास कैन बी टेकन इट इज ऑप्शनल इट इज नॉट मैंडेटरी तेणु आज आमर तेणु जो गृहस्थ को आम जो देखुचे जन्म गृहस्थ लाइफ बहुत इंपोर्टाट गृह ना आम गृहमधी कहुआ एवं गृहमधी होगी आम गृहस्थ लाइफ को वेस्ट करिया माने आम लाइफ टाइम वेस्ट हो तेणु साधुकर गाइडेंस रे रही गुरुकर गाइडेंस रही डिपेंडेंट मेंबर्स मान को भगवान के सेवा लगे दरकार प्रसाद डिस्ट्रीब्यूट करिया दरकार अतिथि को इनवाइट करिया दरकार गुरुकर सेवा बा भगवान का सेवा यू करिया दरकार मिनिमम जिनस जहाँफल कि आम गृहस्थ जन्मटा पुणी तापर आम वानप्रस्थ ग्रहण करी पिला को चार्ज देकी पुणी कंप्लीटली आम भगवान सेवार समय को बितेगा दरकार बहुत बहुत धन्यवाद जत किंचित आमर किसी भूल त्रुटि थाए क्षमा करेंगे किसी ऐड करार थी करेंगे आमको शोधन करें हरे कृष्ण प्रभु।
हरे कृष्ण प्रभु कौन से भक्त जदि किसी प्रश्न थाए ताले प्रभु पचारतु। हरे कृष्ण दंडवत प्रणाम। कली जुगर जो पांचटा जिनस परित्यज्य टिके रिपीट करंतु। आज्ञा प्रभु कली जुग रहुची गो जो यज्ञ रे आमे गाई को जो गो काउ सैक्रिफाइस एटा मना हॉर्स सैक्रिफाइस जो आगुर करा होतला सेटा मना। थर्ड होची जो सन्यासटा ऑप्शनल। फोर्थ होची आपनकर पितृपुरुष को आगुरु पिंडरे भी मांस अर्पण करा होतला सेटा एटा नाही। फोर्थ होची जदि बड़ भाईर स्त्री द्वारा संतान उत्पत्ति हो नहीं पारुथला ताले से माने से देवर द्वारा से संतान उत्पत्ति करि पारियार आगुरु अलाउड थिला जोटा कि एबे एटा को अलाउड नाही। ए पांचटा जिंस कलिर प्रभु विवर्जित अछि प्रभु। हरे कृष्ण प्रभु ये श्लोक गोटाए अच्छी अश्वमेध गबालंब सन्यासी फलपैतृकम देवरणा पुत्रोत्पत्ति कलौ पंच विवर्जिता श्लोकटा अच्छी। से श्लोकटा लास्ट को देखैली प्रभु थिला कि जल्दी कर देले से स्लाइड लास्ट रे श्लोकटा थिला प्रभु। आज्ञा मैं एटा शेयर कर देबी प्रेजेंटेशन प्रभु। हरे कृष्ण। सेकंड टा कौन प्रभु? सेकंड टा गोमेध अश्वमेध यज्ञ अश्वमेध यज्ञ तापरे होची आपनकर जो प्रभु कहले आउ जे तीनटा कहले जो पितृ को जो गबालंब वाला पितांकर श्राद्धरे दिया जाए जो मांस गंडा मैं गबालंब मींस आज्ञा गबालंब है यज्ञ रे जो सरी पितृ श्राद्धरे बलि देकरी मांस भक्षण करा मना है। आउ कार करछि प्रश्न अछि? प्रभु के विषय आ कौन टिप्पणी दे? प्रभु तो बहुत उन्नत भक्त सब प्रभु हमको बहुत श्रवण कराइले बहुत बहुत धन्यवाद। एमती भक्तंकर संग मिलता हमको एटा हमर सौभाग्य। आज तो क्लास सांग कराला विश्राम एप्रिल मासरे बोध क्लास पुणी आरंभ हेबे तो गौर पूर्णिमा पर इनफॉर्म कराबो ग्रुप रे सेतर बीबी 1 हबने बीबी 2 हे जो ग्रुप ना एबे बीबी 1 अछि। या पूर्व बाकी भक्त मान जहाँ सब श्लोक रिसाइटेशन एवं सॉरी जो कंठस्थ श्लोक एवं असाइनमेंट जो जो बाकी अच्छी सबमिट कले भल सुविधा पेंडिंग हबन कि आपण मान बाबू। हरे कृष्ण प्रभु भक्ति शास्त्री जमी दिया सेम अनुसार दिया हो तो आज्ञा आज्ञा आउ बाकी रहा आज मेसेज रे देइचंदी हमर जन भक्त जे विष्णुप्रिया माँ को नंबर ऐड करने बोध हुए पंकज नाथ प्रभु को सेटा प्रभु देइचन बोधे प्रभु जे देखिले मेसेज रे चार्ट रात मारले अपन देखिले पंकज नाथ प्रभु आज्ञा प्रभु जूम रो जो चार्ट हाँ होची हाँ हाँ चार्ट देखि दउछि। हाँ प्रभु हाँ तो सेटा बोधे प्रभु आपण को देइचंदी बोधे एटा ना अच्छा इते लिखा मते है अचिंत्य कृष्ण प्रभु देइचंती ग्रुप रे किंतु हरे कृष्ण दंडवत प्रणाम कहीं सेटा पाउनी किछि प्रभु सेटा आउट आपन अछि हरे देइचंती। कृष्ण प्रभु जी दंडवत प्रणाम और अच्छा डायरेक्ट मेसेज सेटा बोधे मते सेटा पठिचंदी आपन डायरेक्ट मैसेज करचंती प्रभु से। अच्छा ठीक अछि मो ग्रुप रे ऐड कर दउछि ठीक अछि मैं कोई किसी असुविधा नहीं क्लास सुनि परिबे ठीक है धन्यवाद ठीक बहुत अछि बहुत धन्यवाद पांचा प्रभु कल्पत्र आप वर्ष कृपा सुंदर पत्तन पवन वैष्णव नमो नमः अनंत आ कोटि मु आपण वैष्णव पाखरे प्रार्थना करछि मोर बहुत रजगुण तम गुण आ भक्तन पाखरे मोर परिचय भलो नहीं
ଯେହେତୁ ମୁଁ ଟିକେ ଷ୍ଟେଟ୍ କଥା କହିଦିଏ କିଛି ଆଉ ପ୍ରଭୁ ଚିନ୍ତା ଆପଣଙ୍କର କରେନି ଯେ ମୋର ଆପଣ ଯୋଉ ଆମମାନଙ୍କୁ ଏଠି କୃପା କରିକି ଏଠି ଏଡ୍ କରିକି ଏଠି କୋର୍ସଟା କରାଇଲେ, ଆମର ତ ସକ୍ଷମତା ନଥିଲା, ଚିନ୍ତା କରିପାରୁନଥିଲୁ। ତେଣୁ ସେଇ ଆପଣଙ୍କର ଏନକରେଜମେଣ୍ଟ ସେଇ ଇଏ ଦ୍ୱାରା ସିଷ୍ଟମଟା ଆମେ ଏଇ ଏଟା ସିଷ୍ଟମଟା କରିପାରିଲୁ। ପ୍ରଭୁ ପୂରଣ କରିଥିଲେ। ତେଣୁ ଆମେ ବହୁତ ବହୁତ ଆପଣଙ୍କ ପାଖରେ କୃତଜ୍ଞ ଆଉ ଆପଣ ଧନ୍ୟବାଦ ଅର୍ପଣ କରୁଛୁ। ଏବଂ ସବୁବେଳେ ଆପଣଙ୍କ ଯୋଉ ପାଖରେ ଆମର ମତନସ୍ତକ ରହିଛି ସବୁବେଳେ ଏବଂ ରହିବ। ହରେ କୃଷ୍ଣ। ଆପଣ ପ୍ରଭୁ ଏଥିରେ ଋଣୀ। ପ୍ରାକ୍ଟିକାଲ କଥା କହିବି କଣ, ଆପଣ ତ ଇସ୍କନ ସମସ୍ତେ ଅଛନ୍ତି, ଜାଣିଛନ୍ତି ଇସ୍କନର ସବୁ ବର୍ତ୍ତମାନ ଯୋଉ ଜିବିସି ବ୍ୟୁରୋ ଜୋନ୍ ଏସବୁ ଯୋଉ ସିଷ୍ଟମ ସବୁ ଅଛି, ଏ ଜୋନ୍ ସେ ଜୋନ୍, ଯେମିତି ଆମର ଭୋଟ ଇଲେକ୍ସନ ଦେଲା ବେଳେ ଦେଖିଥିବ ଗୋଟେ ଗୋଟେ ଗାଁର ଅଧା ଭାଗ ଥିବ ଗୋଟେ ନିର୍ବାଚନ ମଣ୍ଡଳୀରେ, ଆଉ ଗୋଟେ ଭାଗ ଥିବ ଆଉ ଗୋଟେ ନିର୍ବାଚନ ମଣ୍ଡଳୀରେ। ତ ଦି ଜଣ ଘର ପଡିଶା ଲୋକ, କିନ୍ତୁ ସିଏ ଅଲଗା ଲୋକଙ୍କୁ ଭୋଟ ଦଉଛନ୍ତି। ଇଏ ଦେଖା ପଡିଲେ ବାଇ ମିଷ୍ଟେକରେ କୋଉଠି ଗୋଟେ ଗୋଟେ ଘରୁ ବି ଅଧା ଭୋଟର ଏପଟେ ଅଧା ଭୋଟର ସେପଟେ ଥିବେ। ତ ଇଏ ବଡ ବିଚିତ୍ର ଆଜ୍ଞା ସମସ୍ୟା। ତ ଏଇସବୁ ସମସ୍ୟା ଭିତରେ ମୁଁ ଭାବିଛି ଏଇ ବ୍ୟାଚରେ ମୋର ଲାଷ୍ଟ। କାହିଁକି ଏଇ ଆପଣ ମାନଙ୍କୁ ସାର୍ଟିଫିକେଟ ଦେଇ ସାରିଲା ପରେ ଆଉ ମୁଁ ଭକ୍ତି ବୈଭବ କରେଇବିନି, ଆଉ ଭକ୍ତି ଶାସ୍ତ୍ରୀ ବି ଧୀରେ ଧୀରେ ବନ୍ଦ କରିଦେବି। ମୁଁ ଚାହୁଁନି ଏସବୁ ଝାମେଲାରେ ପଡିବା ପାଇଁ। ତେଣୁକରି ଭଗବାନଙ୍କ ପାଇଁ କିଛି କିଛି କଷ୍ଟ କରିବାକୁ ଭକ୍ତ ପଡିବ ଆଉ। ଏ ଭଗବାନ ପାଇଁ କଷ୍ଟ ଭଗବାନ କରେ, କାହିଁକି ଆମ ଏତେ ଝାମେଲା କରିବୁ। ମୁଁ ଟିକେ ଅଲଗା ପ୍ରକାର ପିଲା, ମୁଁ ଟିକେ ଷ୍ଟେଟ୍ ଫୋରାରେ କହିଦେଲେ ମୋର ବୈଷ୍ଣବ ଅପରାଧ ହେଇଯାଉଛି, ଯେତିକି ସେବା ହଉନି ଅଧିକା ଅପରାଧ ହେଇଯାଉଛି। କାହିଁକିନା ମୁଁ ଟିକେ ନ୍ୟାୟର ଦଣ୍ଡରେ ମୁଁ ଦେଖି ଆଉ ଟିକେ ଏପଟ ସେପଟ ହେଲେ, ଯେମିତି ମୁଁ କହୁଥିଲି 2 ଦିନ ତଳେ, ଯେ ଜଣେ ମତେ ଯିଏ ଭୁଲ କଲା ଆଗ ସିଏ ଭୁଲ କଲା କଣ ପାଇଁ, ମୋ ବିଚାରଟା ଏଇଆ। ଆଗେ ସିଏ ଆଉ ଭୁଲ ତ କରିଛି ନାହିଁ ନା ମାନେ ସମସ୍ତେ ଭୁଲ ତାର। ନିଶ୍ଚିତ, କିନ୍ତୁ ତାର ଜ୍ଞାନ ନାହିଁ, ତାର ସିଏ ସ୍ତର ନାହିଁ, ସେ କଲା ବୋଲି କଣ ଆମେ ସେଇଆ ନା କରିବା ନା କି? ଜ୍ଞାନ ଆମର ତ ତର ନାହିଁ, ଜଣେ ଜଣେ ହଉଛନ୍ତି ସ୍ଲୋ ପଏଜନ। ସବୁ କିଛି ଜଣା ଅଛି, ପ୍ରକୃତି ଭିନ୍ନ ରାସ୍ତା ଥା। ଜଣା ନାହିଁ କାହିଁକି, ସେ ଜାଣିକି ନ ଜାଣିବାର ଅଭିନୟ କରନ୍ତି। ଯେମିତି ବି ଗୋଟେ ଏକ୍ସାମ୍ପଲ ଦଉଛି, ଏଇଟା ପ୍ରାକ୍ଟିକାଲ ଆମର ମାନେ ଇଏ କଥା ଚାଲିଛି, ପର୍ସନାଲ କଥା। ଥରେ ମୁଁ ଟ୍ରେନରେ ଆସୁଥିଲି, ନୂଆ ନୂଆ ଇସ୍କନ ମିଶିଥିଲି, ଜଣେ ଭକ୍ତ ମତେ କହିଲେ ପ୍ରଭୁ ଟିକେ ପ୍ରସାଦ ପାଆନ୍ତୁ ନା। ମୁଁ ତ କିଛି ବେଶୀ ନବା ଆଣିବା କରେନି। କହିଲେ ନା ମୋ ପାଖରେ ଅଛି, ମୁଁ ପାଇଦେବି। ନା ପ୍ରଭୁ ଟିକେ ପାଆନ୍ତୁ ପ୍ଲିଜ ପ୍ଲିଜ। ସିଏ ଯୋଉ ଜିନିଷ ଆଣିକି ଦେଲେ ମତେ, ସେଟା ମାନେ ପୁରା ରିଜେକ୍ଟ ଜିନିଷ। ସେଟା ସିଏ ନ ଫୋପାଡ଼ିକି ମତେ ଦେଲେ, ତମେ ଫୋପାଡ଼ି ଦିଅ। ମାନେ ପ୍ରସାଦ ପକେଇଲେ ଅପରାଧ ହବ, କିଛି କିଛି ଲୋକ ଜାଣିଛନ୍ତି। ସିଏ ପକେଇବେନି, ତମ ଦ୍ଵାରା ପକେଇଦେବେ। ତ ମୁଁ ଟିକେ ବହୁତ ସେନ୍ସିଟିଭ ପିଲା, ମାନେ ମୁଁ ମୁଁ ଟିକେ ମାନେ କଣ ପାଇଁ ମୁଁ ଜାଣିନି, ଏଇ ସବୁ ରିଲେଟେଡ ମୁଁ ଟିକେ ଜଲ୍ଦି ପିକଅପ୍ କରିନିଏ। ତାପରେ ମୁଁ ଦେଖିଲି ଯେ ସିଏ ପକେଇବେନି, କିନ୍ତୁ ତମ ମାଧ୍ୟମରେ ପକେଇବେ। ଏଇଟା ହେଲା ବହୁତ ଅତି ଚାଲାକ। ମହାପ୍ରଭୁଙ୍କ ସମ୍ପ୍ରଦାୟ ବଡ ଗଜବ ସମ୍ପ୍ରଦାୟ। ଆମର ଗୋଟେ ପ୍ରଶ୍ନ ଥିଲା କାଲି ନା କଣ, ମୁଁ ଭୁଲିଗଲି କହିବା ପାଇଁ। ମୁଁ କ୍ଲାସ ଇଏରେ ଥିଲି, ବୋଧେ ପଙ୍କଜନାଥ ପ୍ରଭୁଙ୍କର କ୍ଲାସରେ ଥିଲା। ହଁ କାଲି ମୁଁ ଟ୍ରେନରେ ଥିଲି, ଯେ କଳି ଯୁଗରେ କେବଳ ଗୋଟିଏ ଜିନିଷ ସତ୍ୟ ବଞ୍ଚିଛି, ସତ୍ୟ। ଏଇ ସତ୍ୟଟା କୋଉ କୋଉ ଜାଗାରେ ମିଥ୍ୟା କହିଲେ ସତ୍ୟର ମାନେ ମିଥ୍ୟାର ପାପ ଲାଗିବନି, ମିଥ୍ୟା କହିବାର କହିପାରିବେ? ଗୋଟାଏ ପ୍ରଭୁ, ଝିଅ ଯଦି ମ୍ୟାରେଜ କରିପାରୁନଥିବ, ଯଦି ମିଥ୍ୟା କହି କରିଦେଲା, ତା ଦେହରେ କଣ ସେଟା ମାଫ କରାଯାଏ। ଆଉ କୋଉଠି? ପ୍ରଭୁଜୀ, ଭଗବାନଙ୍କ ସେବା କରିବାରେ ଯଦି ଜଣେ କିଏ ବାଧା ଦଉଛି, ସେଠି ମିଛ କହିକି ମଧ୍ୟ ଯାଇ ହବ ଭଗବାନ ସେବା କରି। ମୁଁ ଯାଉଛି ଦୋକାନକୁ କହିକି ଯାଇକି ଠିକ ଅଛି, କରିକି ମଧ୍ୟ ସେବା କରି ହବ ବହୁତ ଭଗବାନଙ୍କ। ସୁନ୍ଦର। ଆଉ କୋଉଠି? ଆଉ ଜୀବନ କୋଉଠି? ରକ୍ଷା କରିବା ପାଇଁ। ଠିକ ଅଛି। ଜୀବନ ରକ୍ଷା ମାନେ ବଞ୍ଚିବାକୁ ଯାଉଥିବ, ସେ ଯଦି ମିଥ୍ୟା କହିକି କରାଯିବ, ତାହେଲେ ହେଇପାରିବ। କିନ୍ତୁ ଜଣେ ଦୋଷୀକୁ ସାହାଯ୍ୟ କରିବା କଥା ନୁହଁ। ନିର୍ଦ୍ଦୋଷୀ ବ୍ୟକ୍ତି ଦଣ୍ଡ ପାଉଥିବ, ତାକୁ ଟିକେ ସାହାଯ୍ୟ କଲେ ଚଳିବ। ସତୀ ସ୍ତ୍ରୀ, ବୃଦ୍ଧ ପିତାମାତା ଏଇ ଜାଗାରେ ମଧ୍ୟ କହିପାରିବ, ଏଥିରେ କିଛି ଦୋଷ ଲାଗିବନି କିଞ୍ଚିତ ପାଇଁ। ହରେ କୃଷ୍ଣ। ପ୍ରସନ୍ନ ହରି ପ୍ରଭୁ।
ଦର୍ଶନ ପ୍ରଭୁଙ୍କର କଣ ଟାୱାର ପାଉନି ନା? ନା ପ୍ରଭୁ म्यूट କରିଛନ୍ତି ବୋଧେ ହୁଁ ହୁଁ। କିଛି ସେବା ଆସୁଥିବ ବୋଧେ। ଯଦି ଅନ୍ୟ କୋଉ ଭକ୍ତର କିଛି କ୍ୱେଶ୍ଚନ ଥାଏ ତାହେଲେ ନେଇପାରିବା ପ୍ରଭୁ ଜଏନ କଲା ପର୍ଯ୍ୟନ୍ତ। ପ୍ରଭୁଜୀ ଆଜି ଆପଣଙ୍କୁ ପଙ୍କନାଥ ପ୍ରଭୁ ଦଣ୍ଡ ପ୍ରଣାମ। ଆପଣ ଆଜି ବହୁତ ସୁନ୍ଦର ଗୃହସ୍ଥ ଲାଇଫ ଉପରେ ଏ ଯୋଉ ଟପିକ ଟା ଦେଲେ ବହୁତ ବଢିଆ ଲାଗିଲା। ଆମେ ଯୋଉଟା ଶିକ୍ଷଣୀୟ ବହୁତ ଜିନିଷ ଆମକୁ ମିଳିଲା। ଆମେ ଗୃହସ୍ଥ ହେଲା ପରେ କଣ କରିବା ଏଇଟା ଗୋଟେ ବହୁତ ବଢିଆ ଲାଗିଲା। ଆମର ଯଦି କିଛି ମିଷ୍ଟେକ୍ ରହୁଥିବ ତାକୁ ମଧ୍ୟ ଆମେ ଏଇ କ୍ଲାସ ଶୁଣିକି ସଂଶୋଧନ କରିବା ନିହାତି ଆବଶ୍ୟକ। ଆଉ ପ୍ରଭୁ ଆମର ଆସିଲେଣି ଲକ୍ଷ୍ୟ ପ୍ରଭୁ ମାତାଜୀ। ଆଜ୍ଞା ଥ୍ୟାଙ୍କ ୟୁ ହଁ ये गुरुदेव ଆକ୍ଚୁଆଲି कृपा। ଗୋଟେ କଲ୍ ଆସିଥିଲା, ମହାରାଜଙ୍କର କଲ୍ ଆସିଥିଲା। ପୁରୀରେ ଜଣେ ଗୌଡୀୟ ମଠ, ପୁରୀରେ ମୁଁ ଗୌଡୀୟ ମଠ ଭକ୍ତ। ସବୁ ଗୌଡୀୟ ମଠ ସହିତ ମୋର ମାନେ ମହାରାଜ ମାନେ ସବୁ ଜାଣିଛନ୍ତି। ଜଣେ ସନ୍ନ୍ୟାସୀ ଫୋନ କରିଥିଲେ ତ ବାଧ୍ୟ ହେଇକି ଫୋନଟା ଆଟେଣ୍ଡ କରିବା ପାଇଁ ପଡିଲା। ଏବଂ ସେଠି ବର୍ତ୍ତମାନ ଆମ ସୋସାଇଟିରେ ବିଶେଷ କରି ମୁଁ ବ୍ରହ୍ମଚାରୀ ଲାଇଫରେ ଥିଲାବେଳେ ଫାଷ୍ଟ ଜଏନ୍ କଲି, ମାନେ ବିଶ୍ୱାସ କରିବେନି ମୁଁ ବିଜନେସ କରୁଥିଲା ବେଳେ ଯେତିକି ମିଛ କଥା କହୁନଥିଲି, ବ୍ରହ୍ମଚାରୀ ଲାଇଫରେ ବାଧ୍ୟ ହେବାକୁ ପଡୁଛି ବେଳେ ବେଳେ ମିଛ କଥା କହିବା ପାଇଁ। ମୁଁ ବିଜନେସ କଲା ବେଳେ ବି ଭୁବନେଶ୍ୱରରେ ଯେତେବେଳେ ବିଜନେସ କରୁଥିଲି, ମାନେ ବେପାର ମାନେ ମିଛ, କିନ୍ତୁ ମୋର କଷ୍ଟମର ସାର୍କେଲରେ ମୋର ଗୋଟେ ଆଇଡେଣ୍ଟି ଥିଲା ହରେ କୃଷ୍ଣ ଏଇଟା କହିଛନ୍ତି ମାନେ ଏଇଟା ହେବ। ମତେ ସେମାନେ ହରେ କୃଷ୍ଣ ଡାକନ୍ତି। ମୁଁ ସେତିକି ମାତ୍ରାରେ ମିଛ କହୁନଥିଲି ବିଜନେସ କଲା ବେଳେ। ବ୍ରହ୍ମଚାରୀ ଲାଇଫରେ ଜଏନ କରିସାରିଲା ପରେ ଯେତିକି ମାତ୍ରାରେ ମିଛ କହିବା ପାଇଁ ସିଚୁଏସନ ବାଧ୍ୟ କଲା। ସିଚୁଏସନ ମିଛ ନ କହିଲେ ଅସୁବିଧା ହେଇଯାଉଛି। ଗୁରୁ କୃଷ୍ଣଙ୍କର ମଙ୍ଗଳ ନିମିତ୍ତ କହୁଥିବେ ଆଉ ଗୁରୁଦେବଙ୍କ ବାଣୀ ପ୍ରଚାର ହଉଥିବ। ତେଣୁକରି ଆଉ କିଛି କିଛି ଭକ୍ତ ଅଛନ୍ତି ବି ଆପଣ ପ୍ରାକ୍ଟିକାଲ ଫିଲ୍ କରିବେ, ସତ୍ୟ ଶୁଣିବା ପାଇଁ ସେମାନେ ପ୍ରିପେୟାର ନାହାନ୍ତି। ଯଦି ସତ କଥା କହିଦେଲେ, ଫର ଏକ୍ସାମ୍ପଲ ମୁଁ ଏବେ ଆପଣଙ୍କ ଘରକୁ ଯାଇଛି, ମତେ ଡାକିଛନ୍ତି, ମୁଁ ବସିଲି କଥା ହେଲି, ପ୍ରସାଦ ପାଇଲି, ଆସିଲା ବେଳେ ଆପଣଙ୍କ ଘରୁ ଗୋଟେ ମୋବାଇଲ ଚୋରି କରି ନେଇ ପଳେଇ ଆସିଲି। ଆପଣ ଯଦି ମତେ କହିବେ ପ୍ରସନ୍ନ ତୁ ଆମ ଘରକୁ ଆସିଥିଲେ ମୋବାଇଲ ଟା, ଯେମିତି ପ୍ରଭୁ କହୁଥିଲେ ସେଦିନ ଯୋଉ ଫାଷ୍ଟ କ୍ଲାସରେ, ତାଙ୍କ ଘରେ ଜଣେ ଗେଷ୍ଟ ଥିଲେ, ଗଲାବେଳେ ଗ୍ୟାସ ନେଇଯାଇଛନ୍ତି, ପ୍ରଭୁ ଯେମିତି ପଚାରୁଛନ୍ତି କଥା ଇଏରେ, ନା ତମେ ଜାଣିଛ ବୈଷ୍ଣବ ଅପରାଧର କଣ ମୂଲ୍ୟ, କଣ ଫଳ? ମାନେ ଏମିତି ବି ଭକ୍ତ ଅଛନ୍ତି, ମାନେ ଲୋକ ଅଛନ୍ତି ସତ୍ୟ ଶୁଣିବା କହିବା ପାଇଁ ତ ପ୍ରସ୍ତୁତ ନ ଛାଡ, ସତ୍ୟ ଶୁଣିବା ପାଇଁ ବି ପ୍ରସ୍ତୁତ ନାହିଁ। ଆଉ ଯଦି ସତ୍ୟ କଥା କହିଦବ ସେଠି ବୈଷ୍ଣବ ଅପରାଧ। ଭାଇ ଇଏ କି ଯେ ବୈଷ୍ଣବ ଅପରାଧ, ସେ ଅପରାଧ ଭୟରେ ଜୀବନ ପ୍ରଭୁ ବୈଷ୍ଣବ ହେଲେ ସିନା ଅପରାଧ ହବ, ବୈଷ୍ଣବ ନହେଲେ କଣ ଅପରାଧ ହବ କି ପ୍ରଭୁ? ତେଣୁ ଦେଖିବାକୁ ପଡିବ। କହିବାଟା ବି ବୈଷ୍ଣବ ଅପରାଧ। ଦଣ୍ଡବତ ପ୍ରଣାମ ପ୍ରଭୁ। ଦଣ୍ଡବତ ପ୍ରଣାମ ପ୍ରଭୁ। ଯୋଉ ବୈଷ୍ଣବ ଠାକୁର ଦୟାର ସାଗର, ଆପଣଙ୍କର ମାନେ ଯୋଉ ଆମ ପ୍ରତି ଯୋଉ ଏଇଟା ଯୋଉ କୋର୍ସ ହେଇଛି, ଗୋଟେ ବିଶାଳ ହୃଦୟ ନହେଲେ ଜଣେ ଏଭଳି କିଏ କରିପାରିବନି। ବାସ୍ତବ ଆପଣ ଆମେ ଯେ କ୍ଷମାରେ ପ୍ରାର୍ଥୀ ନୁହେଁ, ମୁଁ ବ୍ୟକ୍ତିଗତ କହୁଛି, ଆପଣ ମାନେ ଆମେ ଏତେ କ୍ଷମାରେ ପ୍ରାର୍ଥୀ। ଆପଣ ଯେତେ ପ୍ରକାର ଆମକୁ ମାନେ ଦେଇଛନ୍ତି, ଆମକୁ ସୁଯୋଗ ଦେଇଛନ୍ତି, ତେଣୁ ଆମେ ଏତେ ଟିକେ ପରିସ୍ଥିତି ବାଧ୍ୟ ହେଇଛି ପ୍ରଭୁ, ଆମେ କିଛି ଆପଣଙ୍କର ମାନେ କୌଣସି ପ୍ରକାର ଯୋଉ କଥା ମାନୁନାହୁଁ, ମାନେ ଗୋଟେ ତଳ ଦାଣ୍ଡ ଶିକ୍ଷକ ଭାବିକି ଆମକୁ ଟିକେ କୃପା କରିବେ। କାରଣ ଏଇ କରୁଣା କରୁଛନ୍ତି, ଏ ଯୋଉ କୋର୍ସ କରୁଛନ୍ତି, ଛୋଟ ମୋଟ କୋର୍ସ ନୁହେଁ ପ୍ରଭୁ। ଆମ ଭଳି ମୋ ଭଳି ବଦ୍ଧ ଯୁବ ଯେ ଆସିକି ଏଠି ଯୋଉ ଆପଣ ବସିଛି ବହୁତ ବଡ କଥା। ତେଣୁ କିଭଳି ଭାବରେ ଯେମିତି ଆମ ପ୍ରତି କୃପା ରହୁ, ଜିନିଷ ଚାଲୁ ରହୁ। ଆପଣ ଯୋଉ କହୁଛନ୍ତି ମୁଁ ଛାଡିଦେବି, ଆମକୁ ମାନେ ମାନେ ଆମେ ଧୀରେ ଧୀରେ କରିବୁ ଆଉ ବାସ୍ତବିକ ଧନ୍ୟବାଦ ପ୍ରଭୁ। ବାସ୍ତବିକ ଏଇ ସବୁ ସେବା କରିବା ପାଇଁ ମୋର ଟିକେ ଅଲଗା ପ୍ରକାର ଥିଙ୍କିଂ। ବିଶେଷ କରି ଗୁରୁଦେବଙ୍କ ପ୍ରବଚନ ମୁଁ ବେଶୀ ଶୁଣେ, ଏବଂ ଗୁରୁଦେବଙ୍କ ପରେ ମୁଁ ଶୁଣେ ଗୌରବନ୍ଦ ମହାରାଜ ପ୍ରବଚନ। ପ୍ରଭୁପାଦ ପ୍ରବଚନ ମୁଁ ବହୁତ କମ ଶୁଣୁଛି। ଏଇ ଦି ଜଣଙ୍କୁ ମୁଁ ଫଲୋ କରେ, କଥା ଶୁଣେ, ସତ କଥା କହୁଛି। ଏମିତି ମନ୍ଦିରରେ ଯିଏ କ୍ଲାସ ଦଉଛନ୍ତି ମୁଁ ଶୁଣେ, କିନ୍ତୁ ମୋର ଭଲ ଆଚାର୍ଯ୍ୟ ହେଲେ ଏଇ ଦି ଜଣ ଗୌରବନ୍ଦ ମହାରାଜ ଏବଂ ମୋ ଗୁରୁଦେବ ପରମ ପୂଜ୍ୟ ପରମାନନ୍ଦ ସିଂହ ରାଧାକାନ୍ତ ମହାରାଜ। ତ ଏମାନଙ୍କ କଥାରୁ ମୁଁ ଯେତିକି ସର୍ଟକଟ ହିସାବରେ ସାରମର୍ମ ମୁଁ ଧରିଛି, ଗୁରୁଦେବ ଗୋଟେ କଥାରେ କହୁଛନ୍ତି ଯେ ଭଗବାନ ହେଲେ ବିଭୁ ବସ୍ତୁ, ଏବଂ ଭଗବାନଙ୍କୁ ହୃଦୟରେ ରଖିବାକୁ ହେଲେ ଆମ ହୃଦୟଟା ଭଗବାନ ଠାରୁ ଆହୁରି ବଡ କରିବା ପାଇଁ ପଡିବ। ବିଶାଳ ସଂକୀର୍ଣ୍ଣ ହୃଦୟରେ ଭଗବାନ ରହିବେ। ତେଣୁକରି ବୈଷ୍ଣବ ସେବା, ବୈଷ୍ଣବ ହେଲେ ଭଗବାନଙ୍କର ପ୍ରିୟ ଜନ, ନିଜ ଜନ ବା ଭଗବାନଙ୍କର ତଦୀୟ ବସ୍ତୁ। ବୈଷ୍ଣବଙ୍କ ସେବା
ଏବଂ ଭଗବାନ ସେବା କରିବା ପାଇଁ ହୃଦୟଟା ବିଶାଳ କରିବା ପାଇଁ ପଡିବ, ତାହେଲେ ସେଠି ଭଲ ଭାବେ ସେବା ହେଇପାରିବ। ଏଇ ବିଶାଳ ସେବା ଭିତରେ କିଛି କିଛି ବଡ ବଡ ମାନେ ଯୋଉଟା କି ଜଡ ଜଗତରେ ଦେଖାଯାଉଛି ବଡ ବଡ ସେବା, କିନ୍ତୁ ସେଟା ସେମିତି ବଡ ନୁହଁ। କିନ୍ତୁ ଏମିତି ସେବା କରିବା ପାଇଁ ମୋର ଇଚ୍ଛା ବା ପ୍ରୟାସ, ଭଗବାନ ଯଦି ସୁଯୋଗ ଦେବେ ନିଶ୍ଚୟ ଭବିଷ୍ୟତରେ କରାହବ, ଏବଂ ଯେତିକି ସୁଯୋଗ ଦଉଛନ୍ତି ମଧ୍ୟ କରିବା ପାଇଁ ପ୍ରୟାସ କରୁଛି। କିନ୍ତୁ ବେଳେ ବେଳେ ମୋର ପୂର୍ବ ଜନ୍ମର ସ୍ୱୀକୃତି ଏବଂ ବର୍ତ୍ତମାନର ହୁଏତ ମୁଁ ସେମିତି ଆଚରଣ କରିପାରୁନି ହାୟ ମାନେ ବହୁତ ଉନ୍ନତ ସ୍ତରର, ଯାହା ଫଳରେ ଭଗବାନ ସେ ଚାନ୍ସ ମତେ ଦଉନାହାନ୍ତି କିଛି ସେବା କରିବା ପାଇଁ। କିନ୍ତୁ ଆପଣମାନଙ୍କ ପାଖରେ ମୋ ପ୍ରାର୍ଥନା ଯେ ଭଗବାନ ପାଖରେ ପ୍ରାର୍ଥନା କରନ୍ତୁ ମୋ ପାଇଁ, ଯଦି ଭଗବାନ ମତେ ଗୁରୁ ବୈଷ୍ଣବ ସେବାରେ ସବୁ ସାରା ଜୀବନ ଲଗେଇକି ରଖନ୍ତୁ, ଏବଂ ମୋ ମନଟାକୁ ନିର୍ମଳ ରଖନ୍ତୁ, ଯେମିତି ଅଦୋଷ ଦୋଷ ହିସାବରେ ମୁଁ ସେବା କରିବା ପାଇଁ ପ୍ରୟାସ କରିପାରେ। ବେଳେ ବେଳେ ବି ମନରେ କୌଣସି ଭକ୍ତଙ୍କର ଦୋଷ ଆସିଯାଉଛି, ତ ଅଦୋଷ ଦୋଷ ନହେଲେ ମାନେ ନିର୍ମଳ ସେବା ହେଇପାରିବ, ଅପରାଧ ଶୂନ୍ୟ ସେବା ହେଇପାରିବ। ଅପରାଧ ଶୂନ୍ୟ ସେବା ନହେଲେ ଭଗବତ ଧାମ ପ୍ରାପ୍ତ ହେବା ବା କୃଷ୍ଣ ପ୍ରେମ ପ୍ରାପ୍ତ ହେବା ଅସମ୍ଭବ। ହରେ କୃଷ୍ଣ। ପ୍ରଭୁ ଯେ ଠିକ ଅଛି। ଅନ୍ୟମାନେ ଆକ୍ରୋଶ ମନୋବୃତ୍ତି ନଉଛନ୍ତି, ସେମାନେ ତ ସେବା କରିପାରୁନାହାନ୍ତି, ଆପଣ କରୁଥିବାରୁ ସେମାନଙ୍କ ମନ ଭିତରେ ଗୋଟେ ଦେଶ ଭାବ ଆସୁଛି, ଏମିତି ଥାଇପାରେ। ତେଣୁ ଆପଣ ଯୋଉଠି ମହତ୍ କାମ କରୁଛନ୍ତି ସେଟା ଆଗେଇ ଯାଆନ୍ତୁ। ଆପଣ ମାନଙ୍କ ମାଧ୍ୟମରେ ଆମେ କିଛି ଗୋଟେ ଶିକ୍ଷା ଲାଭ କରୁଛୁ, ଆଉ ସେଇଟାକୁ କିଛି ମନରେ କିଛି ଭାବିବେନି, ଆଉ ସେତିକି ପ୍ରାର୍ଥନା। ଆଉ ମୁଁ ଭାବୁଥିଲି ଆମେ ଏଇ ଯୋଉ ଭକ୍ତି ଭାବ କ୍ଲାସରେ ଆମ କିଛି କିଛି ଭକ୍ତଙ୍କର ଶ୍ଲୋକ ରିସାଇଟେସନ ପ୍ରୋନାଉନ୍ସିଏସନ ବହୁତ ଟିକେ ପ୍ରୋବ୍ଲେମ ହଉଛି, ତ କୋଉ ସପ୍ତାହକୁ 15 ମିନିଟ ରଖିବା, ସମସ୍ତେ ମିଶିକି ବା ଆଟଲିଷ୍ଟ ଯଦି ସେମିତି ନ ରଖିବେ ବି ନିଜେ 15 ମିନିଟ ପ୍ରତ୍ୟେକ ଦିନ ସପ୍ତାହକୁ 15 ମିନିଟ ଆଟଲିଷ୍ଟ ଖାଲି ଶ୍ଲୋକ ପାଠ କରିବେ, ଅନୁବାଦ ପଢିବେନି, ନନଷ୍ଟପ ମାନେ ଜୋର ପାଟିରେ, ମାନେ ଯେମିତି ଧର୍ମ କ୍ଷେତ୍ରରେ କୁରୁକ୍ଷେତ୍ରରେ ସମବେତା ଯୁଧିଷ୍ଠିର, ଯେମିତି ଆମର ବ୍ରହ୍ମଚାରୀ ଆଶ୍ରମରେ ଛୋଟ ବାଳକ ମାନେ ଶ୍ଲୋକ ରିସାଇଟେସନ କରନ୍ତି, ଏମିତି କଲେ ଧୀରେ ଧୀରେ ଶ୍ଲୋକ ରିସାଇଟେସନ ର ଫର୍ମୁଲା ଟା ପାଇଯିବେ, ଆଉ ଉନ୍ନତ ହେବ ଏବଂ ସ୍ପିଡ ଭଲ ବି ହବ ଏବଂ ସ୍ପିଡ ବି ହବ। ଏଇଟା ବି ଶିକ୍ଷା ଦରକାର ଭାବୁଥିଲି, ଦେଖିବା ସେ ସମୟ ହେଲେ କରିବା। ଏବଂ ଆଉ ଗୋଟେ କ୍ଲାସ କହୁଥିଲି କରିବା ପାଇଁ, ତ ସମୟ ହଉନି, ଗୌରାଙ୍ଗ ମହାପ୍ରଭୁଙ୍କର ଯେତେ ପାର୍ଷଦ ଅଛନ୍ତି ତାଙ୍କର ଜୀବନ ଚରିତ୍ର ଶୁଣିବା ଗୋଟେ ଗୋଟେ କ୍ଲାସରେ, ଏବଂ ଯୋଉ ସେଇ ଜାଗାରେ କଣ ସେ ଲୀଳା କରିଥିଲେ, ମହାପ୍ରଭୁ ଗୌର ପାର୍ଷଦ ଚରିତ୍ର ଲୀଳା ବା ଗୌର ଧାମ ଦର୍ଶନ, ଚୈତନ୍ୟ ମହାପ୍ରଭୁଙ୍କର ପୁରା ଓଡିଶା, ବଙ୍ଗାଲ, ସାଉଥ, ଆମର ବୃନ୍ଦାବନ, ଭାରତରେ ଯୋଉଠି ଯୋଉଠି ମହାପ୍ରଭୁ ଲୀଳା କରିଛନ୍ତି, ତାଙ୍କର ଯୋଉଠି ପାର୍ଷଦ ଅଛନ୍ତି ସେମାନଙ୍କର ଚରିତ୍ର ଏବଂ ଆରାଧ୍ୟ ଦେବତା ତିଥି ଏବଂ ସେ ସ୍ଥାନର ମହତ୍ଵ କଣ, ଏଇଟା ଶୁଣିବା ପାଇଁ ଭାବୁଥିଲି। ଏମିତି କଲେ ବହୁତ ଭକ୍ତଙ୍କର ବହୁତ ମଙ୍ଗଳ ହବ। ଏଇଟା ସପ୍ତାହକୁ ଗୋଟେ ଦିନ ରଖିବା। ପ୍ରଭୁ ଏଇଟା ଯଦି ଚାହିଁବେ ବି ସନ୍ଧ୍ୟାରେ ଟିକେ ଏକ୍ସଟ୍ରା ଟାଇମରେ କରିପାରିବା, ସନ୍ଧ୍ୟା ସମୟରେ ବି କୋଉ ଦିନ ଏକ୍ସଟ୍ରା ହଁ, ଟାଇମରେ ସନ୍ଧ୍ୟା ସମୟରେ ଦିନକୁ ଘଣ୍ଟାଟେ ରଖିବା, ସପ୍ତାହକୁ ଗୋଟିଏ ଦିନ, ଗୋଟେ ବେଶୀ ନୁହଁ, 1 ଘଣ୍ଟା ରଖି 1.5 ଘଣ୍ଟା ରଖିବା। କାରଣ ମତେ ବହୁତ ଭଲ ଲାଗିଲା ଗତ କାର୍ତ୍ତିକରେ ପରମ ପୂଜ୍ୟ ଆମର ପୁରୁଷୋତ୍ତମ ସ୍ୱାମୀ ମହାରାଜ ସେଇଟା ଆରମ୍ଭ କଲେ। ନରୋତ୍ତମ ଦାସ ଠାକୁରଙ୍କ ତିରୁଭାବ ଥିଲେ, ଆମେ ସେଇଦିନ ଯାଇଥିଲୁ। ନରୋତ୍ତମ ଦାସ ଠାକୁର ଯୋଉ ଘାଟରେ କ୍ଷୀର ହେଇକି ଗଙ୍ଗାରେ ମିଶି ଯାଇଥିଲେ, ଦୁଧ ଘାଟ, ସେ ଘାଟ ନା, ସେଇଦିନ ସେଇଠି ସ୍ନାନ କଲୁ ଏବଂ ସେଇଦିନଠୁ ଆରମ୍ଭ ହେଲା। ଆମେ 7 ଦିନ ମହାପ୍ରଭୁଙ୍କର ବହୁତ ସୁନ୍ଦର ସୁନ୍ଦର ଲୀଳାସ୍ଥାନ ସବୁ ଦେଶ ଯାଇଥିଲୁ କାର୍ତ୍ତିକ ମାସରେ। ମତେ ବହୁତ ପ୍ରେରଣା ମିଳିଲା ସେଇଠି। ତ ମୁଁ ବି ଭାବୁଥିଲି ଏଇଟା ଆମେ ଯଦିଓ ନ ଯାଇ ପାରୁଛନ୍ତି ପ୍ରାକ୍ଟିକାଲ, ତ ଅନଲାଇନ ମାଧ୍ୟମରେ ଗ୍ରନ୍ଥରେ ଆମର ଆଚାର୍ଯ୍ୟ ମାନେ ଯାହା ପ୍ରେରଣା ଦେଇଛନ୍ତି, ଯେତିକି ଦେଇଛନ୍ତି, ସେଇଆକୁ ଯଦି ଆମେ ପ୍ରୟାସ କରିବା ତ ମହାପ୍ରଭୁଙ୍କର ବହୁତ ପ୍ରିୟ ହବା ଏବଂ ମହାପ୍ରଭୁ ବହୁତ ଖୁସି ହେବେ। ହରେ କୃଷ୍ଣ। ପ୍ରଭୁଜୀ ଏଇଟା ଏଇ ଗୌର ପୂର୍ଣ୍ଣିମା ପରେ ମାଧ୍ୟମରେ ଆମେ ଆରମ୍ଭ କରିବା। ପ୍ରଭୁଜୀ ଏଇ ପରିପ୍ରେକ୍ଷୀରେ ମୋର ଆପଣଙ୍କ ପାଖରେ ନିକଟରେ ଆପ୍ଲିକେସନ ରହିବ ଯେ ଭକ୍ତି ଯୋଉ ଚୈତନ୍ୟ ଚରିତାମୃତ କ୍ଲାସ ଟା ଟିକେ କଣ୍ଟିନ୍ୟୁ କରିବା। ତାପରେ ଯଦି ସୁଯୋଗ ଦେବେ ଆପଣ, ତାହେଲେ ବହୁତ ଭକ୍ତି ବୈଭବ ଭଲ ହୁଅନ୍ତା। ମଡୁଲ 2 ସରୁ, ଭକ୍ତି ବୈଭବ ମଡୁଲ 2 ଆଜ୍ଞା ସରୁ, ଆଜ୍ଞା ତାପରେ ଆଜ୍ଞା ଚୈତନ୍ୟ ଚରିତାମୃତ କ୍ଲାସ କରିବା। ହରେ କୃଷ୍ଣ, ଧନ୍ୟବାଦ ପ୍ରଭୁ। ପ୍ରଭୁ ଯୋଉ ଆପଣ କହିଲେ ଠିକ ଏଇଟା ଅଛି। ସନ୍ଧ୍ୟାରେ ଯଦି ବି କରିହବ ଭଲ ହବ, ଯଦି ସନ୍ଧ୍ୟାରେ ଯଦି କିଛି ଟାଇମ ହଁ ହୁଏ। ପ୍ରଭୁ, ସନ୍ଧ୍ୟାରେ କରିବା। ହଁ, ସନ୍ଧ୍ୟାରେ, ଇବେରା ସଟରଡେ କିମ୍ବା ସଣ୍ଡେ ସନ୍ଧ୍ୟାରେ କରିବା। ହଁ, ସୁବିଧା ଏବଂ ଭଲ ଭଲ ପ୍ରେମୀ ଭକ୍ତଙ୍କୁ ଡାକିବା। ଧୀରେ ଧୀରେ ମତେ ଲାଗୁଛି ବହୁତ ଭକ୍ତ ଜଏନ ହେବେ, କାହିଁକିନା ବହୁତ ଏଟା ଉନ୍ନତି କଥା। ଦେଖନ୍ତୁ ଆପଣଙ୍କ କୃପାରେ ଯାହା ଠିକ ହବ, ଅଛି। ଆଉ ଆମେ କଣ କରିବା। जगत गुरु श्रील प्रभुपाद की जय, प्रतिपन्न गुरुदेव की जय, अनंत कोटि वैष्णव वृंद की जय, मायापुर इंस्टीट्यूट की जय, ग्रंथराज भागवत की जय, समस्त वैष्णव वृंद की जय।
फाइनाली मु पुणी क्षमा प्रार्थना करती मोर व्यवहार बा कथा बा आचरण शैली जदि कौन भक्त को दुख प्रकाश कर कष्ट देथिबा विशेष कर कुलमणि प्रभु सेदिन आपन को मु कही ग्रुप रु बाहर जातु बोली बहुत टेक्निकल प्रोब्लेम होता हरे कृष्ण प्रभु ऑनलाइन रे हरे कृष्ण प्रभु प्रभु हरे आज्ञा कृष्ण कहते प्रभु मु आज्ञा जानिकी कहते करनेली बाय मिस्टेकली हे जाइला किंतु मु सेमती इनडिसिप्लिन करेनी एटा जानि जानि होला तेनु सेति मु तो पंकज ना पाकर भी कहली सर मोर भूल हो जाइतला आ अन्य मान को मो पई भी ये कष्ट होला तेनु मु ताको भूल मागी देली हाँ प्रभु आप जानी करना मु जानी कहीं भी जानी करेनि किंतु सेटा कंटिन्यूस चलता पाखापाखि मझे बंद होता पुणी होता तेणुक मुझे प्रभु को बाहर कर दियो ग्रुप क्षमा करेंगे मते क्षमा प्रार्थना करनी सेठी मोर दोष आपनकर दोष मोर दोष आपन काई दोषी हेबे मोर दोष किंतु मु प्रभु ए लाइन रे प्रथम पंकज प्रभु मते प्रथम ए लाइन रे इंटरेस्ट करले मु आसुजी हेबे तेणु नुआ नुआ मु जानिनी किंतु एई जो डिसिप्लिन मते जणा किंतु सिनो के बाय मिस्टेकली टिके हे गला आ मु से नले करेनी आप बहुत भाग्यवान जे एभली भल वैष्णवर सानिध्य भक्ति मार्ग आसछन्ति वास्तविक गोटे भल गाइडर मिलवा जीवन में बहुत बड़ पूर्व पूर्व जन्म स्वीकृतिर प्रभाव है फल है आप निश्चय भक्ति बहुत शीघ्र भगवान पर उन्नति करेंगे एटा मोर आशा नहीं पंकजना प्रभु कर सहित आमर जो आचार्य जो आमर अशोक बेहरा अन्य नाटा कौन अच्छी भक्तरे मुझे पारे ये दुई जनकर सार गाइडलाइन अच्छी भल सार चलती सी प्राय डेली आम सहित कथा हो पंकजना प्रभु मजे मजे गाइड कर डेली क्लास भी मुझे अटेंड कर ठीक है बहुत सुंदर धन्यवाद हरे कृष्ण हरे कृष्ण हरे कृष्ण